ସଭ୍ୟତାର ଏକ୍ଜିଷ୍ଟେନ୍ସ ଉପରେ ମଧ୍ୟ କ୍ୱେଶ୍ଚିନ୍ ଆଣୁଛି। ତ ସେଥିପାଇଁ କି ଆମେ କେମିତି ବିକାଶ କରିବା ନା ଆମେ ଏଇଭଳି ଭାବରେ ବିକାଶ କରିବାର ଆବଶ୍ୟକତା ରହିଛି ଯାହାଦ୍ୱାରା କି ପର୍ଯ୍ୟାବରଣ ବା ଆମର ପରିବେଶ ଏତେ ମାତ୍ରାରେ କ୍ଷୟକ୍ଷତି ନ କରିବା। ପରିବେଶକୁ ସୁରକ୍ଷା ଦେବା, we bring obeys the rules and regulations of the nature. At the same time, we will try to develop our state, our country at the same time. But if we will forget the law of nature and we will run or rush towards the development, which will be very detrimental impact on our environment, on our nature. And after that, our civilizations will be ruined at a point of time. So it is better for the human beings that we must respect the nature because we are the part of nature. So sustainable development ହେଉଛି ଆମେ ଏଇଭଳି ଭାବରେ ବିକାଶକୁ ତ୍ୱରାନ୍ୱିତ କରିବା ଯାହାଫଳରେ କି ଯେଉଁ ପ୍ରାକୃତିକ ସମ୍ପଦ ଗୁଡ଼ା ଅଛି ତାକୁ ବିନିଯୋଗ କରିବା ଏବଂ ଯେମିତି ବିନିଯୋଗ କରିବା ଯେମିତି ପ୍ରକୃତି ପୁନଃ ତାକୁ ସ୍ଥାପନ କରିଦେଇପାରିବ ଏବଂ ତାକୁ ଅଳ୍ପ ଅଳ୍ପ ଯେତିକି ଆବଶ୍ୟକତା ଅଛି ଆମେ ସେତିକି ପରିମାଣରେ ହିଁ ସେଇ ପ୍ରାକୃତିକ ସମ୍ବଳକୁ ଆଗ ବ୍ୟବହାର କରିବା ଯାହାଫଳରେ କି ଯଦି ଆମେ ଏଇସବୁ ପ୍ରାକୃତିକ ସମ୍ବଳ ଗୁଡ଼ାକ ଏବେ ସମ୍ପତ୍ତି ୟୁଟିଲାଇଜ୍ କରିଦେବା ତାହେଲେ ଆମର ଆଗାମୀ ପିଢ଼ି କ'ଣ କରିବେ? ଫର୍ ଏକ୍ସାମ୍ପଲ୍, I have 15 acres of land right now. But for my own benefit, I will sell all this land to others. So I will enjoy definitely for the certain time being by selling all these properties. But I have, I should have that responsibilities or I should have certain obligations towards our future generation. ମୁଁ ସିନା ବିକ୍ରି କରିକି ଖାଇଦେଲି ମୁଁ ମୋର ମଜା ନେଇଗଲି ବଟ୍ ମୋ ଆଗାମୀ ପିଢ଼ି ମୋ ପିଲାମାନେ ତାଙ୍କ ପିଲାମାନେ କ'ଣ ଉପଭୋଗ କରିବେ ଯଦି ସେଇ ଜମିଟାକୁ ମୁଁ ଉପଭୋଗ କରିଥାନ୍ତି ଯେମିତି ଚାଷବାସ ମିଶି କରିକି ତାପରେ ପିଲାମାନେ ଉପଭୋଗ କରିଥାନ୍ତି ତାଙ୍କ ପିଲାମାନେ ଉପଭୋଗ କରିଥାନ୍ତି ଯଦି ମୁଁ ସବୁତକ ବର୍ତ୍ତମାନ ଖାଇଦେଲି ନଷ୍ଟ କରିଦେଲି ତାହେଲେ ସେମାନେ ତ ଉପଭୋଗ କରିପାରିବେନି ତ ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ଇନଜଷ୍ଟିସ୍ ହେଲା ତ ସଷ୍ଟେନେବଲ୍ ଡେଭଲପମେଣ୍ଟ କରୁଛି ଆମର ବିକାଶର ଆବଶ୍ୟକତା ଅଛି କିନ୍ତୁ ଏତିକି ବିକାଶ ଆବଶ୍ୟକତା ଅଛି ଯେତିକି ମଣିଷର ଦରକାର ତାଠାରୁ ଅତି ମାତ୍ରାରେ ଯଦି ଆମେ ତାକୁ ଶୋଷଣ କରିବା ଲୁଣ୍ଠନ କରିବା ଏକ୍ସପ୍ଲଏଟ୍ କରିବା ତାହେଲେ ଆମ ଆଗାମୀ ପିଢ଼ିମାନେ ସେଇ ସୁବିଧାରୁ ବଞ୍ଚିତ ହେବେ ଯେଉଁଟା ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ରୂପେ ଅନ୍ୟାୟ ହେବ ତ ସଷ୍ଟେନେବଲ୍ ଡେଭଲପମେଣ୍ଟ କହୁଛି ଆମେ ସେଇ ଡେଭଲପମେଣ୍ଟର ଯେଉଁ ମାତ୍ରା ଅଛି ତାକୁ କଣ୍ଟିନ୍ୟୁଅସ୍ କରିବା ଆଟ୍ ଦ ସେମ୍ ଟାଇମ୍ ୱି ମଷ୍ଟ ଏନ୍ସିଓର ଦି ସେମ୍ ଫ୍ୟାସିଲିଟି ସୁଡ୍ ଗେଟ୍ ଦି ଫ୍ୟୁଚର୍ ଜେନେରେସନ୍ସ ତାକୁ ଆମେ କହୁଛେ ସଷ୍ଟେନେବଲ୍ ଡେଭଲପମେଣ୍ଟ ମୁଁ ଭାବୁଛି ସବୁ ପିଲାଙ୍କର କ୍ଲିଅର୍ ହେଲା କନସେପ୍ଟ ନା କିଛି ଡାଉଟ୍ ତଥାପି ଥିଲେ ମୁଁ ଭାବୁଛି କ୍ଲିଅର୍ Yes, ହେଇଥିବ sir. ଓକେ ପିଲାମାନେ ତମେ ବି ମୋତେ ମଝିରେ ଇଣ୍ଟରପ୍ଟ କରିପାରିବ ଓକେ ଯଦି କିଛି ଡାଉଟ୍ ଥିବ କି କାହାର କିଛି ବୁଝିବାର ଥିବ କନସେପ୍ଟ ଉପରେ ମୋତେ କହିଲେ ମୁଁ ଆଉ ଥରେ ତାକୁ କ୍ଲାରିଫାଏ କରିବି ଓକେ ପିଲାମାନେ ଦେଖିବା ହ୍ୱାଟ୍ ଆର୍ ଦି Again, sir. ଷ୍ଟେଟ୍ initiatives towards the sustainable development. State କହିଲେ ଆମେ ଏଠି ବୁଝିବା ଯେ what are the initiatives has been taken by our countries. ଆମ ଦେଶ ଭିତରେ ଏଇ sustainable developmentକୁ ଡେଭଲପମେଣ୍ଟ ପାଇଁ ଷ୍ଟେଟ୍ କ'ଣ କ'ଣ ଇନିସିଏଟିଭ୍ ନେଇଛି ଓକେ ଦେଖ ପିଲାମାନେ ଆମ ଦେଶ କ'ଣ କ'ଣ ଇନିସିଏଟିଭ୍ ନେଇଛି ନା ଆୱାର କଣ୍ଟ୍ରିଜ୍ ଯେମିତି ଆମେ କହିଲେ ପିଲାମାନେ ସରକାରଙ୍କର ତିନିଟା ଅଙ୍ଗ ଅଛି ଗୋଟେ ଲେଜିସ୍ଲେଚର୍ ଏକ୍ଜିକ୍ୟୁଟିଭ୍ ଜୁଡ଼ିସିଆରୀ ଓକେ ସେ ତିନିଟା ଯାକ ଅଙ୍ଗ କ'ଣ କ'ଣ ଷ୍ଟେପ୍ ନେଇଛନ୍ତି ଓକେ ଯେ କ'ଣ ଲେଜିସ୍ଲେଟିଭ୍ ମେଜର୍ସ କ'ଣ ନେଇଛି ଲେଜିସ୍ଲେଟିଭ୍ ମାନେ what are the measures have been taken by our parliament okay now an amendment to the Indian Constitution included in 1976 provisions relevant to the environmental protections. Article 48A was added in Part 4 of the Constitution, that is, Directive Principles of State Policy, calling upon the state to protect and improve the environment and to safeguard the forest and wildlife
of the country. Also, Article 51AG was inserted, imposing a fundamental duty on every citizen to protect and improve the natural environment, including forest, lake, rivers, wildlife, and to have compasses for living creatures. ପିଲାମାନେ ଦେଖ ନା ଆମ ସମ୍ବିଧାନରେ ମଧ୍ୟ ଏ ଏନଭାରମେଣ୍ଟାଲ ପ୍ରୋଭିଜନ ରଖାଯାଇଛି। କେମିତି ରଖାଯାଇଛି ନା ଆମେ ଆର୍ଟିକଲ 48A ରେ ଯେଉଁଟା ଡିପିଏସ୍ପି ପରବର୍ତ୍ତୀ ସମୟରେ ଆଡ଼ ହେଲା 19 ଡିପିଏସ୍ପି ହେଉଛି କ'ଣ ନା ଡାଇରେକ୍ଟିଭ ପ୍ରିନ୍ସିପଲ୍ ଅଫ୍ ଷ୍ଟେଟ୍ ପଲିସି ବା ତାକୁ ଆମେ କହୁଛେ ରାଷ୍ଟ୍ର ନିର୍ଦ୍ଦେଶକ ନୀତି। ସେଥିରେ ଆର୍ଟିକଲ 48ରେ ଯେଉଁଟାକି 1976ରେ ଆମେଣ୍ଡମେଣ୍ଟ କରାଗଲା। ଆମେଣ୍ଡମେଣ୍ଟ କରିକି କ'ଣ କୁହାଗଲା ଯେ ରାଷ୍ଟ୍ରର ଦାୟିତ୍ୱ ରହୁଛି ଯେ ଆମର ପରିବେଶକୁ ସୁରକ୍ଷା କରିବ ଏବଂ ଯେଉଁ ବନ୍ୟଜନ୍ତୁମାନେ ଅଛନ୍ତି ତାହାର ସୁରକ୍ଷା କରିବାର ଦାୟିତ୍ୱ ହେଉଛି ଆମ ରାଷ୍ଟ୍ରର। ସେଥିପାଇଁ ରାଷ୍ଟ୍ର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରି different kind of measures to protect the forest and wildlife of our country. Article 51 में ମଧ୍ୟ କୁହାଯାଇଛି Article 51A ତମେ ସବୁ ଜାଣିଥିବା ପିଲାମାନେ it symbolize our fundamental duties. Article 51 ଯେଉଁଟାକି ଆମର ଯେଉଁ ଫଣ୍ଡାମେଣ୍ଟାଲ ଡ୍ୟୁଟିଜ୍ ଅଛି ବା ତାକୁ ଆମେ କହୁଛେ ମୌଳିକ କର୍ତ୍ତବ୍ୟ ଅଛି ସେଥିରେ ମଧ୍ୟ କୁହାଯାଇଛି ଯେ ଯେ ପ୍ରତିଟି ବ୍ୟକ୍ତିର ଏଇଟା ହେଉଛି ଗୋଟିଏ କର୍ତ୍ତବ୍ୟ ଯେ ସେ କ'ଣ କରିବ ଯେ ଯେଉଁ ପ୍ରକୃତିର ପରିବେଶ ଅଛି ଯେମିତି ଫରେଷ୍ଟ ହେଲା ଜଙ୍ଗଲ ହେଲା କି ନହେଲେ ହ୍ରଦ ହେଲା ନଦୀ ହେଲା ବନ୍ୟଜନ୍ତୁ ହେଲା ବା ଯେକୌଣସି ଜୀବଜନ୍ତୁ ସେମାନଙ୍କର ସୁରକ୍ଷା ପାଇଁକି ସେମାନେ ବିଭିନ୍ନ ପ୍ରକାର ସୁରକ୍ଷା ପାଇଁ ସେମାନେ ବିଭିନ୍ନ ପ୍ରକାର ପଦକ୍ଷେପ ନେବେ। ତ ଇଟ୍ ଇଜ୍ ଦି ଡ୍ୟୁଟିଜ୍ ଅଫ୍ ଏଭ୍ରି ସିଟିଜେନ୍ ଟୁ ପ୍ରୋଟେକ୍ଟ ଆଣ୍ଡ ଇମ୍ପ୍ରୁଭ୍ ଦି ନ୍ୟାଚୁରାଲ୍ ଏନ୍ଭାୟରମେଣ୍ଟ। ଇଟ୍ ଇଜ୍ ଆୱାର ଫଣ୍ଡାମେଣ୍ଟାଲ ରାଇଟ୍, ଫଣ୍ଡାମେଣ୍ଟାଲ ଡ୍ୟୁଟିଜ୍। ଯେମିତି ଆମକୁ ଫଣ୍ଡାମେଣ୍ଟାଲ ରାଇଟ୍ସ ମିଳିଛି, ଷ୍ଟେଟ୍ ହାଜ୍ ପ୍ରୋଭାଇଡେଡ୍ ସର୍ଟନ୍ ଫଣ୍ଡାମେଣ୍ଟାଲ ରାଇଟ୍ସ, ଆଟ୍ ଦି ସେମ୍ ଟାଇମ୍ ଦିସ୍ ଷ୍ଟେଟ୍ also provided certain fundamental duties. Whenever we are thinking about rights, we should not forget about our duties. So it is the duty of each and every individual or every citizens that we should respect or to protect and improve the natural environment. ଆମେ ସବୁ ଯେଉଁ ଜଙ୍ଗଲ ଜମି ଅଛି ତାର ସୁରକ୍ଷା କରିବା, ନଦୀର ସୁରକ୍ଷା କରିବା, ଯେଉଁ ବନ୍ୟଜନ୍ତୁମାନେ ଅଛନ୍ତି ତାଙ୍କର ସୁରକ୍ଷା କରିବା। So these are the legislative measures have been taken। ତା ଛଡ଼ା ମଧ୍ୟ ଆମର ବିଭିନ୍ନ ପ୍ରକାର ଆକ୍ଟ ଆମର ସମ୍ବିଧାନ ଆମର ଯେଉଁ ପାର୍ଲାମେଣ୍ଟ ମଧ୍ୟ କରିଛି ଯେଉଁଥିରେ କି ୱାଇଲ୍ଡ ଲାଇଫ୍ ବା ଫରେଷ୍ଟକୁ ପ୍ରୋଟେକ୍ସନ୍ସ କରିବା ପାଇଁ। ଦେଖ ବିଫୋର ଇଣ୍ଡିପେଣ୍ଡେନ୍ସ ଅଲସୋ ଦେୟାର ୱାଜ୍ ଆନ୍ ଆକ୍ଟ ଇଣ୍ଡିଆନ୍ ଫରେଷ୍ଟ ଆକ୍ଟ 1957। In that case, it emphasizes on forest, the protections of the forest। ଏଇଥିରେ ଯେଉଁ ଇଣ୍ଡିଆନ୍ ଫରେଷ୍ଟ ଆକ୍ଟ ଅଛି 1927ରେ ସେଥିରେ ମଧ୍ୟ ଫରେଷ୍ଟକୁ ସୁରକ୍ଷା କରିବା ପାଇଁକି କେତେ ଗୁଡ଼ିଏ ନୀତି ନିୟମ। ତା ଛଡ଼ା ମଧ୍ୟ ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ସ ଆକ୍ଟ 1972 ବନ୍ୟଜନ୍ତୁ ସୁରକ୍ଷା ଆଇନ 1965ରେ ମଧ୍ୟ ପାର୍ଲାମେଣ୍ଟ ଆକ୍ଟଟାକୁ ନିର୍ମାଣ କରିଥିଲେ ଯେ ବନ୍ୟଜନ୍ତୁମାନଙ୍କର ସୁରକ୍ଷା କିପରି ଭାବେ କରାଯାଇପାରିବ। ପୁଣି ଥରେ ତାକୁ ଆମେଣ୍ଡମେଣ୍ଟ କରାଯାଇଥିଲା ୱାଇଲ୍ଡ ଲାଇଫ୍ ଟ୍ରାଞ୍ଜାକ୍ସନ୍ସ ଆଣ୍ଡ ଟାକ୍ସିଡର୍ମି ଯେଉଁ ବନ୍ୟଜନ୍ତୁମାନଙ୍କୁ ଚୋରାଚାଲାନ କରାଯାଉଛି ତାକୁ ଅଟକାଇବା ପାଇଁକି ମଧ୍ୟ ରୁଲ୍ସ କରାଯାଇଥିଲା। ୱାଇଲ୍ଡ ଲାଇଫ୍ ଷ୍ଟକ୍ ଡିକ୍ଲାରେସନ୍ ସେଣ୍ଟ୍ରାଲ ରୁଲ୍ସ କିପରି ଭାବେ କେତେ କ'ଣ ଷ୍ଟକ୍ ଅଛନ୍ତି ବାଘ ଭାଲୁ ଇଏ ସେ ସବୁ କରିବା ପାଇଁ ମଧ୍ୟ ରୁଲ୍ସ କରାଯାଇଥିଲା। ଏଇଭଳି ଭାବରେ ଆହୁରି କେତେ କ'ଣ ଅଛି ଦେଖ ୱାଟର ପ୍ରିଭେନ୍ସନ୍ କଣ୍ଟ୍ରୋଲ ଅଫ୍ ପଲ୍ୟୁସନ୍ସ 1970 ଜଳକୁ କିଭଳି ଭାବରେ ପଲ୍ୟୁସନକୁ ନିୟନ୍ତ୍ରଣ କରାଯିବ ସେଥିପାଇଁ ମଧ୍ୟ ବିଭିନ୍ନ ପ୍ରକାର ଆକ୍ଟ କରାଯାଇଥିଲା 1974ରେ ପୁଣି ଆମେଣ୍ଡମେଣ୍ଟ ହେଇଥିଲା 1988ରେ। ତା ଛଡ଼ା ମଧ୍ୟ ୱାଟର ପାଇଁକି ଆହୁରି କେତେ ଗୁଡ଼ିଏ ଅଛି ଦେଖ ୱାଟର ପ୍ରିଭେନ୍ସନ୍ ଆଣ୍ଡ କଣ୍ଟ୍ରୋଲ ରୁଲ୍ସ 75, 77 ତାପରେ 78 ପୁନର୍ବାର ଫରେଷ୍ଟ କନଜରଭେସନ୍ ଆକ୍ଟ 1927ରେ ହେଇଥିଲା। ପୁନର୍ବାର ସେଥିରେ ଟିକେ ପରିବର୍ତ୍ତନ ଆସିକି ପୁନର୍ବାର ଗୋଟେ କରାଯାଇଥିଲା 1980ରେ ଫରେଷ୍ଟକୁ କିଭଳି ଭାବରେ ସୁରକ୍ଷା ଦିଆଯାଇପାରିବ ସେଥିପାଇଁ କାର୍ଯ୍ୟକ୍ରମ। ଏୟାର ପ୍ରିଭେନ୍ସନ୍ ଆଣ୍ଡ କଣ୍ଟ୍ରୋଲ ପଲ୍ୟୁସନ୍ସ ଆକ୍ଟ 1980 ବାୟୁ ପ୍ରଦୂଷଣକୁ ମୁକ୍ତ ରଖିବା ପାଇଁ ମଧ୍ୟ ଆମର ଆଇନ ପ୍ରଣୟନ ମଧ୍ୟ ପାର୍ଲାମେଣ୍ଟ ଦ୍ୱାରା କରାଯାଇଥିଲା। ପିଲାମାନେ ଆକ୍ଟ ମାନେ କ'ଣ ଜାଣିଛ? What is difference between act and article? Do you have any ideas?
ପଲିଟିକାଲ ସାଇନ୍ସ ଷ୍ଟୁଡେଣ୍ଟ ମୁଁ ଭାବୁଛି ଆମେ ସମସ୍ତେ ହେଇଥିବା ନା କିଏ ଅଲଗା କେଉଁ ଅନର୍ସ ପିଲାମାନେ ଅଛନ୍ତି? ଏଇଟା ତମେ ସମସ୍ତେ ପଲିଟିକାଲ ସାଇନ୍ସର ନା ଅଲଗା କେଉଁ ଅନର୍ସ ପିଲା ଅଛନ୍ତି? ମୁଁ କାହା କ୍ୱେଶ୍ଚିନ୍ ପଚାରୁନି, ଯଦି ତମେ କହିପାରିବ ତ ଆଇ ବି ଭେରି ହ୍ୟାପି, ବଟ୍ ଆଇ ନଟ୍ ଫୋର୍ସିଂ हाँ, ଟୁ ଗିଭ୍ ଦି ଆନ୍ସର। ହଁ, सर मोर बैकग्राउंड तो साइंस थिला। ଗୁଡ୍ ଗୁଡ୍ ଗୁଡ୍। ଆଉ କାହାର ଆମ ପଲିଟିକାଲ ସାଇନ୍ସ ପିଲା କିଏ ଅଛନ୍ତି? କାହିଁକି ସେମାନେ ହିଁ କହିପାରିବେ ବେଟର। ତ ପିଲାମାନେ ମୁଁ ଜଷ୍ଟ କହିଦେଉଛି ଆର୍ଟିକଲ ହେଉଛି କ'ଣ? ସମ୍ବିଧାନରେ ଯେଉଁଗୁଡ଼ାକ ପ୍ରାବଧାନ କରାଯାଇଛି ବା ସମ୍ବିଧାନରେ ଯେଉଁ ଜିନିଷ ଗୁଡ଼ାକ ଅଛି ସେଇଟା ସାର୍ ଗୋଟେ ଗୋଟେ ଭଏସ୍ ଆର୍ଟିକଲ। ବ୍ରେକ୍ ହେଇ ଆସୁଛି। ଓକେ ଓକେ ଠିକ୍ ଅଛି। ମୁଁ ଟିକେ ଆରେଞ୍ଜ କରୁଛି ଗୋଟେ ମିନିଟ୍। ଓକେ ପିଲାମାନେ ଏବେ ଠିକ୍ ଠାକ୍ ଶୁଭାଗଲା କି? ଆଜ୍ଞା सर। यस सर। ଆମେ ଅର୍ଡ଼ର ଆଜ୍ଞା ଆଜ୍ଞା। ଯେତେବେଳେ ଭଏସ୍ ପ୍ରୋବ୍ଲେମ୍ ହେବ ମୋତେ କହିବ ହେଲା। ପିଲାମାନେ ମୁଁ ତମକୁ ଜଷ୍ଟ କହିଥିଲି କ'ଣ, ମୁଁ କହୁଥିଲି ଆକ୍ଟ ଆଉ ଆର୍ଟିକିଲ୍ ଭିତରେ କିଛି ଡିଫରେନ୍ସ କି ଜାଣିଛି କି ଆମ ପଲିଟିକାଲ ସାଇନ୍ସ ପିଲାମାନେ? ଆଚ୍ଛା ହଉ ଠିକ୍ ଅଛି ପିଲାମାନେ ଦେଖ, ଆର୍ଟିକିଲ୍ ହେଉଛି କ'ଣ ନା ଆର୍ଟିକିଲ୍ ଗୋଟେ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ କିଛି ପ୍ରାବଧାନ ଥାଏ ଯେଉଁଟାକି ସମ୍ବିଧାନ ଆମେ ଦେଖିବାକୁ ପାଇବା ଆର୍ଟିକିଲ୍। ସମ୍ବିଧାନରେ କୌଣସି ଗୋଟେ ସବଜେକ୍ଟ ଉପରେ ଯେଉଁ ଡିଟେଲ୍ସ ପ୍ରଦାନ କରାଯାଇଥାଏ ସେଇଟା ଆର୍ଟିକିଲ୍ ମାଧ୍ୟମରେ ଦିଆଯାଇଥାଏ। ଫର୍ ଏକ୍ସାମ୍ପଲ୍ ଆର୍ଟିକିଲ୍ 14 which speaks about right to equality or equality before law or equal protection of law। ଆଇନ ଆଗରେ ସମସ୍ତେ ସମାନ, ଆଇନ ସମସ୍ତେ ସମାନ ସୁରକ୍ଷା କରିବ। These kind of things are present in our constitution in terms of articles। ଯେଉଁ ସମ୍ବିଧାନର ବିଭିନ୍ନ ପ୍ରକାର ଜିନିଷ ଗୁଡ଼ାକ ଆମେ ଆର୍ଟିକିଲ୍ ମାଧ୍ୟମରେ ଦେଖିବାକୁ ପାଇବା। ଆକ୍ଟ ହେଉଛି କ'ଣ? ଆକ୍ଟ ହେଉଛି ଯେତିକି ବେଳେ ଲେଜିସ୍ଲେସନ୍ ବା ଲେଜିସ୍ଲେଚର ବା ପାର୍ଲାମେଣ୍ଟ ଯେତେବେଳେ ନୀତି ନିୟମ ପ୍ରଣୟନ କରେ ତାକୁ ଆକ୍ଟ ମାଧ୍ୟମରେ ସେ ପାସ୍ କରାଏ। ଯେମିତି ଭେହିକିଲ୍ ଆକ୍ଟ, ପଲ୍ୟୁସନ୍ ଆକ୍ଟ, ଏବେ ଯେଉଁଗୁଡ଼ାକ ଦେଖୁଛି ପାର୍ଲାମେଣ୍ଟ ଯେଉଁ ଜିନିଷ ଗୁଡ଼ାକ ପାସ୍ କରିଥାଏ, ଆଇନ ପ୍ରଣୟନ କରିଥାଏ, ଆମେ ତାକୁ ଆକ୍ଟ ହିସାବରେ ଧରୁ। ଓକେ, ତ ପାର୍ଲାମେଣ୍ଟର ମଧ୍ୟ ପାୱାର ଆଜ୍ଞା सर। ଅଛି ଯେ ସେ ମଧ୍ୟ ଚାହିଁଲେ ସମ୍ବିଧାନକୁ ପରିବର୍ତ୍ତନ କରିଦେଇ ପାରିବ। ଓକେ, ଆମେ ଦେଖ ଆହୁରି କ'ଣ କ'ଣ ନିଆଯାଇଛି, କେତେ ଗୁଡ଼ିଏ କ'ଣ କ'ଣ କରାଯାଇଛି ନା ଏୟାର ପ୍ରୋଟେକ୍ସନ୍ କଥା ଆମେ କହିଲେ ଏନଭାୟରମେଣ୍ଟ ପ୍ରୋଟେକ୍ସନ୍ସ ରୁଲ୍ 1987 ହାଜର୍ଡସ୍ ୱାଟର ମ୍ୟାନେଜମେଣ୍ଟ ଆଣ୍ଡ ହ୍ୟାଣ୍ଡଲିଂ ରୁଲ୍। ପାଣିକି କିଭଳି ଭାବରେ ପୁନଃସ୍ଥାପନ କରାଯାଉ ତା ପାଇଁ ବିଭିନ୍ନ ପ୍ରକାର ନୀତି ନିୟମ ମଧ୍ୟ ବନାଯାଇଛି। ଓକେ, ବହୁତ ଗୁଡ଼ିଏ ଅଛି, ଜଷ୍ଟ ଗୋଟେ ପଢ଼ିବା ଟିକେ। ପବ୍ଲିକ୍ ଲାଇବିଲିଟି ଇନ୍ସୁରାନ୍ସ ଆକ୍ଟ, environmental audit notification 1992, environmental clearance notification 1994, wildlife protection suits 1995, ozone depleting substances regulations suits 2000, biodiversity act 2000। ତମେ ଦେଖୁଥିବା ଦେଖିବ ପିଲାମାନେ, the parliament has taken several steps for the protections of our environment, for the protections of our environment। ତ ସେଥିପାଇଁ ବିଭିନ୍ନ ପ୍ରକାର ମାନେ ରୁଲ୍ସ ରେଗୁଲେସନ୍ସ ଗୁଡ଼ାକ ପାର୍ଲାମେଣ୍ଟ ଆମକୁ ଆଣିଛି। ଦେଖ ୱାଟର ପଲ୍ୟୁସନ୍ ପାଇଁ କ'ଣ କରାଯାଇଛି, ଅଲରେଡ଼ି ଉପରେ ଥିଲା, ଆମେ ଡିସ୍କସନ୍ କରୁଛେ, ତା ପାଇଁ ବି କ'ଣ ପ୍ରାବଧାନ କରାଯାଇଛି। ଦେଖ ଦି ୱାଟର ଆକ୍ଟ 1974 established an institutional structure to oversee and ensure the prevention and abatement of water pollution। The Act set up the Central Pollution Board and state
control board. As per the Act, any person who knowingly causes or permit any poisonous, noxious, or polluting matter to enter water bodies in violation of stipulated standard is guilty of an offence which attract penalties laid on the Act. ଏଥିରେ ୱାଟର ପଲ୍ୟୁସନ୍ ଆକ୍ଟରେ କ'ଣ କରାଗଲା ପିଲାମାନେ ଗୋଟେ ପ୍ରାବଧାନ କରାଗଲା ଯେ ଗୋଟେ ବୋର୍ଡ଼ ଗଠନ କରାଗଲା କେନ୍ଦ୍ରରେ ଗୋଟେ ବୋର୍ଡ଼ ଏବଂ ରାଜ୍ୟମାନଙ୍କରେ ଗୋଟେ ବୋର୍ଡ଼ ଗଠନ କରାଗଲା ସେ ବୋର୍ଡ଼ କ'ଣ କରିବ ଯେ ଯେଉଁ ବିଭିନ୍ନ ପ୍ରକାର ପର୍ସନ ହେଲା ବା ଇଣ୍ଡଷ୍ଟ୍ରିଜ୍ ଲୋକମାନେ ହେଲା ସେମାନେ ପାଣିକି କୌଣସି ପ୍ରକାର ପଏଜନସ୍ ଦୂଷିତ ଜଳ ବା ବିଭିନ୍ନ ପ୍ରକାର ଜିନିଷ ଛାଡ଼ୁଛନ୍ତି କି ନାହିଁ ଯଦି ଛାଡ଼ୁଛନ୍ତି ତାହେଲେ ସେ ତାକୁ ଗୋଟେ ଗିଲ୍ଟି ହିସାବରେ ବା ଗୋଟେ ଏଇଟା ଆଇନ ଅନୁସାରେ ଅଫେନ୍ସେସ୍ ହେଲା ଏବଂ ସେମାନେ ପେନାଲ୍ଟି ଦେବାକୁ ବାଧ୍ୟ ବୋଲିକି କରାଗଲା ଯାହାଫଳରେ କି ଯେମିତି ଆମେ ସବୁ ଜାଣିଛୁ ବିଭିନ୍ନ ପ୍ରକାର ଇଣ୍ଡଷ୍ଟ୍ରି ମାନେ ତାଙ୍କର ସବୁ ଯେଉଁ ଆବର୍ଜନା ଅଳିଆ ଇଏ ସେ ସବୁଗୁଡ଼ାକ ଡ୍ରେନ୍ କରିକି ନଦୀ ନାଳ ମାଧ୍ୟମରେ ସେମାନେ ନଦୀକି ଛାଡ଼ି ଦିଅନ୍ତି କିନ୍ତୁ ସେ ଯେତେବେଳେ ନଦୀକି ଛାଡ଼ି ଦିଅନ୍ତି ସେ ନଦୀର ଯେଉଁ ନଦୀ ଧାରରେ ଥିବା ଯେଉଁ ମତ୍ସ୍ୟ ହେଲା କି ଯେଉଁ ଜଳ ସମ୍ପଦର ଯେଉଁ ସବୁ ଜୀବଜନ୍ତୁ ହେଲା ତାଙ୍କ ଉପରେ ପ୍ରଭାବ ପଡ଼ିଥାଏ ଏବଂ ମଣିଷ ମଧ୍ୟ ସେ ପାଣିକୁ ବ୍ୟବହାର କରିକି ବିଭିନ୍ନ ପ୍ରକାର ରୋଗର ଶିକାର ହେଇଥାଏ ତ ତାକୁ ପ୍ରିଭେନ୍ସନ୍ କରିବା ପାଇଁକି ଆମର ସେଣ୍ଟ୍ରାଲ ପଲ୍ୟୁସନ୍ ବୋର୍ଡ଼ ଏବଂ ଷ୍ଟେଟ୍ରେ ପଲ୍ୟୁସନ୍ ବୋର୍ଡ଼ ମଧ୍ୟ ଗଠନ କରାଯାଇଛି ସେମାନେ ଦେଖିବେ ଯେ କିଏ କେଉଁ ପ୍ରକାର ଦୂଷିତ ପାଣି ଯଦି ଛାଡ଼ୁଛି ତାଙ୍କ ଏଗେନ୍ଷ୍ଟରେ ଷ୍ଟ୍ରିକ୍ଟ ଆକ୍ସନ୍ ମଧ୍ୟ ନିଆଯିବ ସେମାନଙ୍କୁ ଦାୟୀ କରାଯାଇକି ତାଙ୍କୁ ପେନାଲ୍ଟି ମଧ୍ୟ ଗ୍ରହଣ କରାଯିବ Air pollution being the Air Act 1981 enters the power of enforcing its provisions, the CPCP. In fact, the Air Act to large extent minor image of Water Act. The objective combating air pollution under the Air Act undertaken by the means of declaration of restricted area, prohibition of use of polluting fuels and substances. Example, the penalties detailed in the Act are similar to water. ଏଥିରେ ମଧ୍ୟ ବିଭିନ୍ନ ପ୍ରକାର ଯେହେତୁ ୱାଟର ଆକ୍ଟରେ ବିଭିନ୍ନ ପ୍ରକାର ପ୍ରଦାନ କରାଗଲା ସେମିତି ଯଦି ଯେଉଁ ବ୍ୟକ୍ତି ବିଶେଷ ମାନେ ବାୟୁ ପ୍ରଦୂଷଣ କରୁଛି ବିଭିନ୍ନ ପ୍ରକାର କୋଇଲା କି ନହେଲେ ଆମେ କହିବା ପେଟ୍ରୋଲିୟମ ପ୍ରଡକ୍ଟ ଜାଳିକି ସେ ଛାଡ଼ିକି ଯେ ଦୁଇଟା ବାଟରେ ବହୁତ ପ୍ରକାର ପଲ୍ୟୁସନ୍ ଯାଉଛି ତାଙ୍କ ଏଗେନ୍ଷ୍ଟରେ ବିଭିନ୍ନ ପ୍ରକାର ଆକ୍ସନ୍ ନିଆଯିବାକୁ ବନ୍ଦୋବସ୍ତ ମଧ୍ୟ କରାଗଲା ଏନଭାରମେଣ୍ଟ ପ୍ରୋଟେକ୍ସନ୍ ଦି ଏନଭାରମେଣ୍ଟ ପ୍ରୋଟେକ୍ସନ୍ ଆକ୍ଟ of 1987 and umbrella legislation with wide legislative coverage. ଏଇଟା ସବୁଠାରୁ ଗୋଟେ ବଡ଼ ଜିନିଷ ନିଆଗଲା ଏହା ଭିତରେ ବିଭିନ୍ନ ଜିନିଷ ଗୁଡ଼ାକ ରଖାଗଲା ଯେମିତିକି it gives wide power to the central government to take all such measures as it seems necessary to expedient for the purpose of protecting, improving quality of the environment. Such measures include laying down standard environmental quality, restricting areas, industrial operations, laying down procedures for handling hazardous substances. जो विभिन्न प्रकार ये एनवायरमेंटल प्रोटेक्शन पाइके सेंट्रल गवर्नमेंट को बहुत गुड़ी क्षमता दिगला है जैसे विभिन्न प्रकार स्टैंडर्ड मेंटेन करने पाइके विभिन्न जगह रेस्ट्रिक्शन पकईदेव इंडस्ट्रियल ऑपरेशन बंद कर विभिन्न प्रकार प्रोसीजर मेंटेन करने केंद्र सरकार बहुत गुड़ी क्षमता प्रदान से देख पे कौन केमी प्रिवेंशन ऑफ पॉल्यूशन इमेज माध्यम देखा केमी एमती जो कहते टे पूर्व विभिन्न प्रकार इंडस्ट्री से दूषित जल किभली भाव में नदी नाल छाड़ विभिन्न प्रकार जो जल जीवजंतु मान क्षतिकारक हो एनवायरमेंटल प्रोटेक्शन सुरक्षा देवा आवश्यकता रही है जमी मनीष गोटे जीवन पूर्व कहते मनीष मैन इज नॉट दि सेंट्रल पॉइंट ऑफ दि नेचर मनीष गोटे इट इज ओनली जस्ट ए पार्ट जमी विभिन्न प्रकार क्रिएचर अच्छा मनीष गोटे क्रिएचर कि मनीष कौन हि इज दि सेंट्रल पॉइंट तो से कौन कर पर्यावरण को एनवायरमेंट को संपूर्ण रूपे नष्ट भ्रष्ट करोटा करवा उचित मुझे बचार अधिकार अच्छे जी गोटे बाघ भालू चढ़े काऊ पारा कुकुर समस्त बचार अच्छे कहीं पृथ्वी केवल मो ही यहाँ समस्त तो समस्त बचार अधिकार अच्छे मैन इज नॉट द सेंट्रल पॉइंट इट इज जस्ट ए पार्ट लाइक अदर क्रिएचर्स दैट शुड बी the emphasis of a flow तो सेटा कि जोटा कि हमारा हो पारे hazardous substances जो विभिन्न प्रकार केमिकल ये से विभिन्न प्रकार बंदोबस्त करागला जो विभिन्न प्रकार
ହାଜardous ଯେଉଁ ସବଷ୍ଟାନ୍ସ ବାହାରୁଛି କଳକାରଖାନା ଉଦ୍ୟୋଗ ଗୁଡ଼ାକରୁ କିଭଳି ଭାବରେ ବିଭିନ୍ନ ଗଛ ଲତା ଇଏ ସିଏ ଯେମିତି ରିସେଣ୍ଟଲି କ'ଣ ହେଇଥିଲା ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଥିଲା ଯେଉଁ ତା ବନ୍ୟା ପାଣି ଗୁଡ଼ାକ ଏତେ ମାତ୍ରାରେ ଖରାପ ପାଣି ଥିଲା ହାଜardous ପାଣି ଥିଲା ସେ ଯେଉଁ ଗଛ ଲତା ଇଏ ସେ ଯେଉଁ ଗୁଡ଼ାକ ଥିଲା ସବୁଗୁଡ଼ାକ ପୋଡ଼ିକି ଜଳିଗଲେ କ'ଣ ପାଇଁ ନା ଯେଉଁ ହାଜardous ସବଷ୍ଟାନ୍ସ ସବୁ ଅଛି ଯେଉଁ କେମିକାଲ ସବୁ ଅଛି ସେଟା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଉଛି। ଫରେଷ୍ଟ ପାଇଁକି ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟ ମଧ୍ୟ କରାଯାଇଛି କାହିଁକିନା ତା ଛଡ଼ା ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ସ ପାଇଁ 1978 ଅଲରେଡ଼ି ଆମେ ନୋଟିଫିକେସନ୍ ଯେଉଁ ୱାନ୍ ଥିଲା ସେଥିରେ ଅଲରେଡ଼ି ଅଲରେଡ଼ି ଡିସ୍କସ୍ଡ ଅଲ୍ ଦିସ୍ ଥିଙ୍ଗସ୍ ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ସ ପାଇଁକି ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟ କରାଯାଇଛି ଯେମିତିକି 1974 provides for the regulation, hunting or killing scheduled animal and protection of specified plant species. It confers power on the state government as well as the central government to proclaim sanctuaries and national park in order to protect wildlife. ବନ୍ୟଜନ୍ତୁମାନଙ୍କର ସୁରକ୍ଷା କରିବା ପାଇଁ ମଧ୍ୟ 1972ରେ ଗୋଟେ ରେଗୁଲେସନ୍ ଆସିଲା ମାନେ ବନ୍ୟଜନ୍ତୁକୁ ଆମେ କାହାକୁ ମାରିପାରିବାନି କିଲ୍ କରିପାରିବାନି ଯେମିତି ସବୁ ଜାଣିଥିବେ ସଲମାନ ଖାଁ ମଧ୍ୟ ସେ କେସ୍ରେ ଫସିଥିଲେ ଯେଉଁ କଳା ହରିଣକୁ ମାରିକି ଫସିଥିଲେ ଏବେ ଗୋଟେ ରିସେଣ୍ଟ ଗୋଟେ ଯାତ୍ରା କଳାକାର ତମେ ସବୁ ଜାଣିଥିବ ସେ ଗୋଟେ ଅଜଗର ସାପ ଧରିକି ଯାତ୍ରା ବୁଲିବାକୁ ଯାଇଥିଲେ ଯେଉଁଥିପାଇଁ ତାଙ୍କ ନାଁରେ ମଧ୍ୟ କେସ୍ ହେଇଥିଲା କାହିଁକିନା ସେ ହେଉଛନ୍ତି ସବୁ ୱାଇଲ୍ଡ ଲାଇଫ୍ ତାଙ୍କର ପ୍ରୋଟେକ୍ସନ୍ସ ବା ତାଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତାଙ୍କେ ବିଭିନ୍ନ ସବୁ ଜାଣିଥିବ ବିଭିନ୍ନ ଜାଗାରେ ହରଣ କି ନହେଲେ ଭାରା ଏମାନଙ୍କୁ ମାରିକି ଲୋକମାନେ ମିଟ୍ ଭଳିଆ ବ୍ୟବହାର କରନ୍ତି ତାଙ୍କର ପ୍ରତି ସମୟରେ ଫରେଷ୍ଟରମାନେ ଯାଇକି ତାଙ୍କୁ ଆରେଷ୍ଟ କରନ୍ତି ଜେଲ୍ରେ ଯିବାର ବନ୍ଦୋବସ୍ତ ମଧ୍ୟ କରାଯାଇଛି ଏବଂ ଏ କହୁଛି ଏଥିରେ ମଧ୍ୟ କହୁଛି ଆକ୍ଟ କହୁଛି ଯେ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଏବଂ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ କ୍ଷମତା ଅଛି ଯେ ସେମାନେ ଚାହିଁଲେ କୌଣସି ଜାଗାକୁ ଜଙ୍ଗଲୀ ଜାଗାକୁ ସେ ସାଙ୍ଚୁରିଜ୍ ବା ନ୍ୟାସନାଲ୍ ପାର୍କ ଯେମିତି ଆମେ କହିବା ଯେ ଭିତରକନିକା ନ୍ୟାସନାଲ୍ ପାର୍କ ଘୋଷଣା କରାଯାଇଛି ଯେ ସେଇ ଜାଗାରେ କୁମ୍ଭୀରମାନେ ସୁରକ୍ଷିତ ରହିବେ ତାଙ୍କୁ କେହି ହଣ୍ଟ କରିପାରିବେନି କିଲ୍ କରିପାରିବେନି ବା ତାଙ୍କର ସୁରକ୍ଷାରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯିବ ହେଲେ ଦେଖ ବାୟୋଡାଇଭର୍ସିଟିଜ୍ କ'ଣ ବାୟୋଡାଇଭର୍ସିଟିଜ୍ ନା ଇଟ୍ aims to provide for the conservation of biological diversity sustainable use of its component and fair equitable sharing for the benefit of others out of the use of biological resources. ବାୟୋଡାଇଭର୍ସିଟିଜ୍ ମାନେ ବିଭିନ୍ନ ପ୍ରକାର ଜୀବଜନ୍ତୁ ବୃକ୍ଷ ଲତା ଏଇ ସମସ୍ତଙ୍କର କନଜରଭେସନ୍ ହେବାର ସୁରକ୍ଷା ଯେମିତି କହିଲେ ମଣିଷ ସବୁକିଛି ନୁହେଁ ମଣିଷ ଗୋଟେ ପାର୍ଟ ଏମାନେ ସମସ୍ତଙ୍କର ଅଧିକାର ଅଛି ବଞ୍ଚିବାର ଯେତେ ସବୁ ଆନିମଲ୍ ଦେଖିଛ ସ୍ପେସିସ୍ ଦେଖିଛ ପ୍ଲାଣ୍ଟ ଦେଖିଛ ସେମାନେ ସମସ୍ତେଙ୍କର ଆବଶ୍ୟକତା ରହିଛି କାହିଁକିନା ମଣିଷ ସମସ୍ତଙ୍କର ମାନେ ଯେଉଁ ଆବଶ୍ୟକ ମଣିଷ ତାର ଆବଶ୍ୟକତା ପାଇଁ ବିଭିନ୍ନ ପ୍ରକାର ଜୀବଜନ୍ତୁ ଏ ସେ ସମସ୍ତଙ୍କ ଦ୍ୱାରା ସମସ୍ତଙ୍କ ଉପରେ ଡିପେଣ୍ଡେଣ୍ଟ ରହିଥାଏ କିନ୍ତୁ କଥା ହେଉଛି ଯେ ମଣିଷଙ୍କର ନିଜ ସ୍ୱାର୍ଥ ପାଇଁ ଏହିସବୁ ଜିନିଷ ଗୁଡ଼ା ସେମାନଙ୍କୁ ବିଭିନ୍ନ ପ୍ରକାର ହଇରାଣ କରିଥାଏ ଯେଉଁଟା କରିବା ଉଚିତ ନୁହେଁ କାହିଁକି ସେମାନଙ୍କର ମଧ୍ୟ ଏଇ ବାୟୋଡାଇଭର୍ସିଟି ଯେଉଁ ବିଭିନ୍ନ ପ୍ରକାର ଜୀବଜନ୍ତୁ ବୃକ୍ଷ ଲତା ଏସବୁ ଗୁଡ଼ାକ ପ୍ରୋଟେକ୍ସନ୍ କରିବାର ସେମାନଙ୍କୁ ପ୍ରୋଟେକ୍ସନ୍ କରିବାର ଆବଶ୍ୟକତା ରହିଛି କାହିଁକିନା ବର୍ତ୍ତମାନ ଯଦି ଆମେ ଦେଖିବା ପୃଥିବୀରେ ବହୁତ ଗୁଡ଼ିଏ ଯେଉଁ ସ୍ପେସିସ୍ ହେଲା କିମ୍ବା ଟିଚର୍ସ ହେଲା ସେମାନେ ଏକ୍ସଟିଙ୍କ୍ଟ ହେଇଗଲେ ଯେଉଁଟାକି ପର୍ଯ୍ୟାବରଣ ପାଇଁକି ବା ପରିବେଶ ପାଇଁକି ସମ୍ପୂର୍ଣ୍ଣ କ୍ଷତିକାରକ ଓକେ ତ ତା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ପଲିସିସ୍ ଆମର ଦିଆଯାଇଛି ଏଇଟା ଦେଖ ଇଣ୍ଡିଆ's ପାର୍ଟିସିପେସନ୍ ଇନ୍ ମଲ୍ଟିଲାଟରାଲ୍ ଏନ୍ଭାଇରନମେଣ୍ଟାଲ୍ ଆକ୍ଟିଭିଟି ଏଇଟା ତ ଦେଖିଲେ ଆମେ ଭାରତ ବିଷୟରେ କ'ଣ କ'ଣ ପଲିସିସ୍ ଗୁଡ଼ାକ କଲେ ପାର୍ଲାମେଣ୍ଟ ମାଧ୍ୟମରେ ବା ଆମର ସମ୍ବିଧାନ ମାଧ୍ୟମରେ କ'ଣ କ'ଣ କରାଯାଇଛି ମଲ୍ଟିଲାଟରାଲ୍ ଏନ୍ଭାଇରନମେଣ୍ଟାଲ୍ ଆଗ୍ରିମେଣ୍ଟ ମାନେ ଭାରତ ଅଲଗା କେଉଁ ଜାଗାରେ ଇଣ୍ଟରନ୍ୟାସନାଲି କିଭଳି ଭାବରେ କ'ଣ କ'ଣ କରିଛି ଦେଖ କନଭେନସନ୍ ଅଫ୍ ୱେଟଲ୍ୟାଣ୍ଡସ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଇମ୍ପୋର୍ଟାନ୍ସ ସ୍ପେଶାଲି ୱାଟର୍ habitat ଏଭଳି କନଭେନସନ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ଏନ୍ଡେଞ୍ଜର୍ଡ ସ୍ପେସିସ୍ ଅଫ୍ ୱାଇଲ୍ଡ ଫାଉନା ଆଣ୍ଡ ଫ୍ଲୋରା ଦେଖିବା ଏଠି ବହୁତ ଗୁଡ଼ିଏ ମଧ୍ୟ କନଜର୍ଭିଂ ବାୟୋଡାଇଭର୍ସିଟି କନଭେନସନ୍ ଅନ୍ ବାୟୋଲୋଜିକାଲ୍ ଡାଇଭର୍ସିଟି 1990 ତ ବିଭିନ୍ନ ପ୍ରକାର ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଭାରତ ତା'ର ପାର୍ଟିସିପେସନ୍ କରିଛି ଯେ ଏନ୍ଭାଇରନମେଣ୍ଟକୁ କିଭଳି ଭାବରେ ପ୍ରୋଟେକ୍ସନ୍ ଦିଆଯାଇପାରିବ ଏମିତି ଜୁଡ଼ିସିଆଲ୍ ଇଣ୍ଟରପ୍ରିଟେସନ୍ସ କ'ଣ ଜୁଡ଼ିସିଆଲି ବା ଆମେ କହିବାକୁ ଗଲେ ଆମର ଯେଉଁ ସୁପ୍ରିମକୋର୍ଟ ରହିଲା ସେ କ'ଣ ହାଇକୋର୍ଟ ରହିଲେ ସେ କ'ଣ ତାକୁ
ସେମାନେ କିଭଳି ଭାବରେ ଏ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି। ରାଇଟ୍? ଯଦି ଆମେ ପିଲାଙ୍କୁ ଦେଖିବା ଦି କମିଟମେଣ୍ଟ ଅଫ୍ ଜୁଡ଼ିସିଆରୀ ଟୁୱାର୍ଡ ସୋସିଆଲ ଗୁଡ୍ ଆଣ୍ଡ ଜେଣ୍ଡର ଆଣ୍ଡ ଏନଭାୟରमेଣ୍ଟାଲ ପ୍ରୋଟେକ୍ସନ୍ ଇନ୍ particular led to emergence of innovative use of public interest litigation as a tool for social and environmental justice. ପିଲାମାନେ ଏଇଠି ଗୋଟେ ୱାର୍ଡ ଅଛି ପବ୍ଲିକ ଇଣ୍ଟରେଷ୍ଟ ଲିଟିଗେସନ୍ PIL। ମୁଁ ଭାବୁଛି ସମସ୍ତେ ଜାଣିଥିବେ ପିଲାମାନେ PIL କ'ଣ? ଆଜ୍ଞା ସାର୍। କିଏ କହିପାରିବ ପିଲାମାନେ PIL କ'ଣ? ଚେଷ୍ଟା କର ଭୁଲ ହେଲେ it is ସାର୍ okay। ସାର୍ ହଁ PIL ପବ୍ଲିକ ଇଣ୍ଟରେଷ୍ଟ ଲିଟିଗେସନ କାରଣ ସାର୍ ଯଦି କିଛି ପବ୍ଲିକ ଇଣ୍ଟରେଷ୍ଟ କିଛି ଯଦି ଗୁଡ୍ ଓଡ଼ିଶାରେ କୁ ଗୁଡ୍ କିଛି ଠିକ୍ କରିବାର ଥିବ ତାହେଲେ ଠିକ୍ 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 କଥା କହୁଛ। ଆଜ୍ଞା ଓକେ ତମ ନାଁ କ'ଣ? ମୁଁ ବହୁତ ଖୁସି କମ୍ ସେ କମ୍ ୟୁ ହାଭ୍ ଗିଭେନ୍ ଦି ଆନ୍ସର। ନାଁ କ'ଣ? ବିଭୁଦତ୍ତ ରାଇଟ୍? ନାଁ କ'ଣ? କଣଟା ଆଜ୍ଞା ସାର୍। ବିଭୁଦତ୍ତ ଭେରି ଗୁଡ୍। ବିଭୁ ତମେ କୋଉଠି ମାନେ where are you from? ସାର୍ ମୁଁ କମ୍ପିଟେଟିଭ୍ ଏକ୍ଜାମ ପାଇଁ ପ୍ରିପେୟାର ହେଉଛି ସାର୍। କୋଉଠିକାର ମାନେ କୋଉଠି ଯେ ଘର ସାର୍ ଜାଗା? ଆମ ଘର କେନ୍ଦ୍ରାପଡ଼ା, ମୁଁ ରହୁଛି ଭୁବନେଶ୍ୱରରେ। ଗୁଡ୍ 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 ଓକେ। କୋଉ କଲେଜ ଥିଲା ବିଭୁ? ସାର୍ ମୋର କେନ୍ଦ୍ରାପଡ଼ା ଅଟୋନମସ୍ କଲେଜ। କେନ୍ଦ୍ରାପଡ଼ା ଅଟୋନମସ୍। ପଲିଟିକାଲ ସାଇନ୍ସ ଆଜ୍ଞା। ନା ସାଇନ୍ସ ବ୍ୟାକଗ୍ରାଉଣ୍ଡ? ସାଇନ୍ସ ବ୍ୟାକଗ୍ରାଉଣ୍ଡ। ନାଇଁ ସାର୍ ମୋର ଆଜ୍ଞା ସାର୍ ହଁ ଫିଜିକ୍ସ ଅନର୍ସ ଥିଲା। କମର୍ସ ଥିଲା ନାଇଁ? ନାଇଁ ସାର୍ ଗୁଡ୍ ଫିଜିକ୍ସ ଗୁଡ୍। ଅନର୍ସ ଥିଲା ଫିଜିକ୍ସ। ଫିଜିକ୍ସ ଅନର୍ସ ଥିଲା ସାଇନ୍ସର ବ୍ୟାକଗ୍ରାଉଣ୍ଡ ଆଚ୍ଛା ଆଚ୍ଛା ଗୁଡ୍ ଗୁଡ୍। ଆଜ୍ଞା ଓକେ ବିଭୁ ମୁଁ ବହୁତ ଖୁସି ହେଲି କମ୍ ସେ କମ୍ ୟୁ ହାଭ୍ ଗିଭେନ୍ ଦି ଆନ୍ସର। ଓକେ ଚିନ୍ତା ପିଲାଙ୍କୁ ବୁଝିବା ପାଇଁ ପବ୍ଲିକ ଇଣ୍ଟରେଷ୍ଟ ଲିଟିଗେସନ୍ ହେଉଛି ପିଲାମାନେ କ'ଣ ନା ଯେହେତୁ ପୁଅ କହିଲେ ଯେ କୌଣସି ଜିନିଷ ଯଦି ପବ୍ଲିକ ଇଣ୍ଟରେଷ୍ଟ ପାଇଁ ଥିବ ତାହେଲେ we can file a case in the High Court or Supreme Court in form of a small letter। ଯଦି ଆମେ କୌଣସି ଜିନିଷ ସାମୂହିକ ସ୍ୱାର୍ଥ ବା ଲୋକମାନଙ୍କ ସ୍ୱାର୍ଥ ସହିତ ଜଡ଼ିତ ଥିବ କୌଣସି ଜିନିଷ ସେଇ ଜିନିଷକୁ ଆମେ କେସ୍ ଫାଇଲ୍ କରିବାକୁ ହେଲେ ଗୋଟେ ସାମାନ୍ୟ ପୋଷ୍ଟ କାର୍ଡ଼ ମାଧ୍ୟମରେ ଯଦି ଲେଖିକି ପଠାଇଦେବା ଏଇ ସମସ୍ୟା ଅଛି ଏ ଯେଉଁ ଯାହାଦ୍ୱାରା କି ଲୋକମାନଙ୍କର ସ୍ୱାର୍ଥ କ୍ଷତି ପହଞ୍ଚୁଛି ତାହେଲେ ସୁପ୍ରିମକୋର୍ଟ ସୋ ମୋଟୋ ତା'ର ବିଭିନ୍ନ ପ୍ରକାର ଷ୍ଟେପ୍ ଗ୍ରହଣ କରିବ। ଠିକ୍ ସେଇଭଳି ଭାବରେ ବର୍ତ୍ତମାନ ବୁଝିପାରିଲେ ମୁଁ ଭାବୁଛି ପିଆଇଏଲ୍ ଆଉ ଟିକେ କ୍ଲିଅର ବୁଝିପାରିଲା ବୋଧେ ପିଲାମାନେ? ଆଜ୍ଞା ସାର୍। ହଁ ପବ୍ଲିକ ଇଣ୍ଟରେଷ୍ଟ ଲିଟିଗେସନ୍ ଯେଉଁଥିରେ ଲୋକମାନଙ୍କ ସ୍ୱାର୍ଥ ଥିବ ସାଧାରଣ ଲୋକଙ୍କର ବା ସାମୂହିକ ସ୍ୱାର୍ଥ ଥିବ ଆଟ୍ ଦ ଟାଇମ୍ any organizations or group of people they can file a petitions through a postcard, just a postcard. He will write the issues and will send to the High Court or Supreme Court. The Supreme Court will take all sort of actions for the protections of that public interest। ତାକୁ ଆମେ କହୁଛେ PIL ଯେଉଁଟାକି ସବୁଠୁ ଶସ୍ତା ସୁନ୍ଦର ମଜବୁତ। ତ ସୁପ୍ରିମକୋର୍ଟ ଏଇଟା କ'ଣ କହିଥିଲା ଯେ ଯେତେବେଳେ ସାମୂହିକ ସ୍ୱାର୍ଥ ହେବ ଯେମିତି ଆମେ କହୁଛେ ପ୍ରପର୍ଟିଜ୍ ଅଫ୍ ଅଲ୍ ପ୍ରପର୍ଟିଜ୍ ଅଫ୍ ନୋନ୍। ଯେତେବେଳେ ସମସ୍ତଙ୍କର ଆମ ରାସ୍ତାରେ ଗୋଟେ ଖଣ୍ଡିଆ ହେଇଛି ରାସ୍ତାରେ ଖଣ୍ଡିଆ ହେଇଛି କିନ୍ତୁ ସବୁ ଲୋକମାନେ ଯାଉଛେ ପଡ଼ୁଛେ ମାତ୍ର ଆମେ କାହାକୁ କିଛି କହୁନି କି ସେଇଟା ସଜାଡ଼ୁ କିନ୍ତୁ ଘରେ ଯଦି ଖଣ୍ଡିଆ ଟିକେ ହେଇଯାଇଛି ଆମେ ଘର ଖଣ୍ଡିଆଟା ସଜାଡ଼ି ଦେଉଛୁ। ତ ସେଇଥିପାଇଁ କେତେ ଗୁଡ଼ିଏ ଲୋକମାନେ ଅଛନ୍ତି ଯେଉଁମାନେ କି ସାମୂହିକ ସ୍ୱାର୍ଥ ମଧ୍ୟ ଚେଷ୍ଟା କରନ୍ତି ନିଜେ ବି ରାସ୍ତା ଠିକ୍ କରିଦିଅନ୍ତି କିନ୍ତୁ ବେଳେବେଳେ ଯେଉଁ ସରକାର ବିଭିନ୍ନ ପ୍ରକାର କାର୍ଯ୍ୟ ଭଲ ଭଲ କରୁନଥିବାରୁ ତାଙ୍କର ସ୍ୱାର୍ଥ ବ୍ୟାଘାତ ହୁଏ। ତ ସେଇ କେସ୍ରେ ଯଦି ସାଧାରଣ ଲୋକମାନେ ଦେଖିବେ ଯେ ତାଙ୍କର ସ୍ୱାର୍ଥ ବ୍ୟାଘାତ ହେଉଛି ସେମାନେ PIL ମଧ୍ୟ ସାଧାରଣ ପୋଷ୍ଟକାର୍ଡ଼ ମାଧ୍ୟମରେ ମଧ୍ୟ ହାଇକୋର୍ଟ ସୁପ୍ରିମକୋର୍ଟକୁ ନିଜର ଆବେଦନ କରିପାରିବେ ଏବଂ କୋର୍ଟ ସୋ ମୋଟୋ ବିଭିନ୍ନ ପ୍ରକାର ଷ୍ଟେପ୍ ନେବ ତା'ର ପ୍ରୋଟେକ୍ସନ୍ସ କରିବା ପାଇଁ। ତ ସେଇଟା କ'ଣ ହେଉଛି ସେଇ ମାଧ୍ୟମରେ ସୋସିଆଲ ଓ ଏନଭାୟରମେଣ୍ଟାଲ ଜଷ୍ଟିସ୍ ପାଇଁ ଏଇଟା ଗୋଟେ ବେଷ୍ଟ ମେଥଡ଼ ହେଇଯାଇଛି ଯାହାଫଳରେ କି କୋର୍ଟ ମଧ୍ୟ ଏଥିପାଇଁ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ କରିছে। ଦେଖ ପିଲାମାନେ ବହୁତ ଇଣ୍ଟରେଷ୍ଟିଂ ଜିନିଷ ନା ଦି ଜୁଡ଼ିସିଆରୀ ହାଜ୍ କଣ୍ଟ୍ରିବ୍ୟୁଟେଡ୍ ଟୁ ଦି ଏନଭାୟରମେଣ୍ଟାଲ ପ୍ରୋଟେକ୍ସନ୍ ଇନ୍ ଇଣ୍ଡିଆ ଇନ୍ 2 ways। It has introduced procedural innovations to provide much wider access to justice, and it has by a positive and expansive interpretations of right to life
instrument in Article 21 of the Constitution, included within the ambit of the right to a healthy environment. Supreme Court କ'ଣ କଲା ଆକୁ ପିଆଇ କୁ ସୁରକ୍ଷା ଦେବା ପାଇଁ କି ସେ ବିଭିନ୍ନ ପ୍ରକାର ବା ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରୋସିଜିଓର ଗ୍ରହଣ କଲା ଏବଂ ପଜିଟିଭ୍ ୱେରେ ମଧ୍ୟ ଗ୍ରହଣ କଲା ଏବଂ ସେ କ'ଣ କହିଲା ଯେ ଆର୍ଟିକିଲ୍ 21 ଆମର ଅଛି ସମ୍ବିଧାନରେ କ'ଣ ଅଛି ରାଇଟ୍ ଟୁ ଲାଇଫ୍ ଆଣ୍ଡ ପର୍ସନାଲ ଲିବର୍ଟି ତା ମାନେ ହେଉଛି କ'ଣ ନା ବଞ୍ଚିବାର ଅଧିକାର ଏବଂ ବ୍ୟକ୍ତିଗତ ସ୍ୱତନ୍ତ୍ରତା ଆମ ସମସ୍ତଙ୍କର ଅଛି ଏବଂ ଯେତେବେଳେ ବଞ୍ଚିବାର ଅଧିକାର କଥା ଆମେ କହିବା ସେତିକି ବେଳେ ତା ଅଣ୍ଡରରେ ଆସୁଛି we should have the right to healthy environment କ'ଣ ପାଇଁ ଧର ଆମ ଜୀବନ ଧାରଣର ଅଧିକାର ଯେଉଁଟାକି ସମ୍ବିଧାନ ଦିଆଯାଇଛି ଯେ ଆମ ଜୀବନ ଧାରଣର ଅଧିକାର ଆମକୁ କେହି ଛଡ଼େଇ ନେଇପାରିବେ ନାହିଁ ଇଭେନ୍ ଡ୍ୟୁରିଂ ଦି ପିରିୟଡ଼ ଅଫ୍ ଏମର୍ଜେନ୍ସି the Article 20 and 21 will not be suspended କାହିଁକି ନା ଏ ଯେଉଁ ଆର୍ଟିକଲ୍ 20 ଆଉ 21 ବହୁତ ଇମ୍ପୋର୍ଟାନ୍ସ ସମସ୍ତଙ୍କୁ ତ ସେଥିପାଇଁ କି କ'ଣ କରାଉଛି ଯେ 21 ଯେଉଁ ଅଛି ଜୀବନ ଧାରଣର ଅଧିକାର ବ୍ୟକ୍ତିଗତ ସ୍ୱତନ୍ତ୍ରତା ଅଧିକାର ସେ ସୁପ୍ରିମକୋର୍ଟ କହୁଛି ଆମେ ଗୋଟେ ସୁନ୍ଦର ଏନଭାରମେଣ୍ଟ ପାଇବା ମଧ୍ୟ ଆମର ରାଇଟ୍ ଟୁ ଲାଇଫ୍ ପର୍ସନାଲ ଲିବର୍ଟି ଭିତରେ ଆସୁଛି ନା କେମିତି ଥର ଫର ଏକ୍ସାମ୍ପଲ୍ ଆମର ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା ନଷ୍ଟ ହେଲା ଫଳରେ କ'ଣ ହେବ ତା'ର ବହୁତ ଗୁଡ଼ିଏ କୁପ୍ରଭାବ ପଡ଼ିବ ଯେମିତିକି ଧର ଆମେ ଯେଉଁ ନିଶ୍ୱାସ ପ୍ରଶ୍ୱାସ ନେବା ସବୁ ଗୁଡ଼ାକ ପଲ୍ୟୁସନ୍ ଗୁଡ଼ାକ ବୃଦ୍ଧି କରିବ ଯାହାଫଳରେ କି କାହାର ଆସ୍ମା ହେବ କାହାର ହାର୍ଟ ବାହାରିବ ବିଭିନ୍ନ ପ୍ରକାର ରୋଗ ହେବ ଯେମିତି ଓଜୋନ ଲେୟାର ଯେତେବେଳେ ଆମର ଡିପ୍ଲିଟ୍ ହେଇଯାଉଛି ତାହାର କୁପ୍ରଭାବ ମଧ୍ୟ ପଡ଼ୁଛି କ୍ୟାନ୍ସର ହେଉଛି ଇଏ ହେଉଛି ସିଏ ହେଉଛି ଏବେ ବି ମଧ୍ୟ ତୁମେ ସବୁ ଜାଣିଥିବ ଯେଉଁ ବିଭିନ୍ନ ପ୍ରକାର ପେଷ୍ଟିସାଇଡ୍ ୟୁଜ୍ ହେଉଛି ଇଏ ହେଉଛି ସିଏ ହେଉଛି ବହୁତ ଗୁଡ଼ିଏ କୁପ୍ରଭାବ ଦେଖିବାକୁ ମିଳୁଛି ତ ସେଥିପାଇଁ ସେ କ'ଣ କହୁଛନ୍ତି ସୁପ୍ରିମକୋର୍ଟ ନା 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 ତମେ ସେଇଟା କରିପାରିବ ନାହିଁ ତ ଗୋଟେ ଲୋକଟେ ତା'ର ବଞ୍ଚିବା ପାଇଁକି ଗୋଟେ ଉତ୍ତମ ଏନଭାରମେଣ୍ଟ ବା ପରିବେଶର ଆବଶ୍ୟକତା ରହିଛି ତ ସେ ପରିବେଶଟା ଯଦି ସୁରକ୍ଷା ନ ହେଲା ତାହେଲେ ତା ରାଇଟ୍ ଟୁ ଲାଇଫ୍ଟା ଭାୟୋଲେଟ୍ ହେଲା ସେଥିପାଇଁ କି କ'ଣ କରିବାର ଅଛି ଯେ ସେଇ ଲୋକ ଗୋଟେ ସୁସ୍ଥ ପରିବେଶ ପାଇବାର ଅଧିକାର ମଧ୍ୟ ଅଛି ବୋଲିକି ସେ କୋର୍ଟର ଜଜମେଣ୍ଟରେ ସେ ସୁପ୍ରିମକୋର୍ଟ କ୍ଲିୟର କରି କହିଲା ଏମିତି ବହୁତ ଗୁଡ଼ିଏ ଜଜମେଣ୍ଟ ଅଛି ଦେର୍ ଆର୍ ଲାଇନ୍ Query space 1987 କ'ଣ ଅଛି କିଭଳି ଭାବରେ ଦେଖ କେମିତି ହିଲ୍ ଗୁଡ଼ାକ ପ୍ରୋଟେକ୍ସନ୍ସ କରିବା ପାଇଁ ବିଭିନ୍ନ ପ୍ରକାର କୋର୍ଟ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି ଶ୍ରୀରାମ ଗ୍ୟାସ୍ ଲିକ୍ କେସ୍ 1987 ମଧ୍ୟ ସୁପ୍ରିମକୋର୍ଟ ଏଇ ଯେଉଁ ହାଜାର୍ଡସ୍ ଇଣ୍ଡଷ୍ଟ୍ରିଆଲ ଗ୍ୟାସ୍ ଲିକ୍ ହେଉଛି ତା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି ଏବଂ ଷ୍ଟ୍ରିକ୍ଟ ପଲିସିସ୍ ଆପଣେଇଛି ଗଙ୍ଗା ପଲ୍ୟୁସନ୍ କେସ୍ ଗଙ୍ଗା ନଦୀର ଯେଉଁ ଜଳ ପ୍ରଦୂଷଣ ପାଇଁକି ମଧ୍ୟ ସୁପ୍ରିମକୋର୍ଟ ବିଭିନ୍ନ ପ୍ରକାର ପଦକ୍ଷେପ ଦେଇଛି ଷ୍ଟୋନ୍ କ୍ରସର୍ କେସ୍ 1992ରେ ମଧ୍ୟ এই ଷ୍ଟୋନ୍ କ୍ରସର୍ଟାକୁ ବନ୍ଦ କରିବା ପାଇଁ ମଧ୍ୟ କେଉଁ ଜାଗାରେ ହେଇପାରିବ କେଉଁ ଜାଗାରେ ନ ହେଇପାରିବ ତା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି ଏଇଭଳି ଭାବରେ ବହୁତ ଗୁଡ଼ିଏ କେସ୍ ଅଛି ପିଲାମାନେ ଦେଖ ମୁଁ ସବୁଗୁଡ଼ାକ ଦେଇନି ମୁଁ କିଛି ଗୋଟେ ଦେଇଛି ହାଇଲାଇଟ୍ କରିଛି ତୁମକୁ ମୁଁ ପି ଡି ଏଫ୍ ପଠାଇଦେବି ତୁମେ ଦେଖିବ ଓକେ କୋର୍ଟ ହାଜ୍ ଟେକନ୍ ଭାରିୟସ୍ ଷ୍ଟେପ୍ସ ଏଇଠି ପିଲାମାନେ ଦେଖ ତାପରେ କ'ଣ ହ୍ୱାଟ୍ ଆର୍ ଦି ୱାର୍ଡସ୍ ଅଫ୍ ଇଣ୍ଡିଆନ୍ ହାଇକୋର୍ଟ ମଧ୍ୟ ଆପ୍ରୋଚ୍ କରୁଛନ୍ତି ଦୁଇ ତିନିଟା କେସ୍ କ'ଣ ଜଜମେଣ୍ଟ ଆସିଥିଲା ଦାମୋଦର ରାଓ ଭର୍ସେସ୍ Municipal Corporation Hyderabad 1987. The enjoyment of life and its attainment and fulfillment guaranteed by Article 21 of the Constitution embraces the protections and preservation of nature's gift without which life cannot be enjoyed. The slow poisoning by polluted atmosphere caused by environmental pollutions and spoliations should also be regarded amounting to the violations of the Article 21 of the Constitution. ମୁଁ ଟିକେ ପୂର୍ବରୁ କହୁଥିଲି ଯେ ଆମ ଆର୍ଟିକଲ୍ 21ରେ ଯେଉଁ ସବୁ ଦିଆଯାଇଛି ସେଇ ସବୁ ଆର୍ଟିକଲ୍ ପ୍ରୋଟେକ୍ସନ୍ ଲାଇଫ୍ ଆଣ୍ଡ ପର୍ସନାଲ ଲିବର୍ଟି କଥା କୁହାଯାଏ ସେ କହୁଛି ଯଦି ଆମେ ପରିବେଶ ଭଲ ଭାବରେ ନ ପାଇବା ପରିବେଶ ଆସ୍ତେ ଆସ୍ତେ ପଏଜନସ୍ ହେଇଯିବ ଦୂଷିତ ହେଇଯିବ ତାହେଲେ ଆମେ ଆମର ଯେଉଁ ବଞ୍ଚି ରହିବାର ଅଧିକାରଟା ପାଇପାରିବା ନାହିଁ ଯେଉଁଟାକି ସମ୍ପୂର୍ଣ୍ଣ ରୂପେ ଭାୟୋଲେସନ୍ ହେଉଛି ତ ସେଥିପାଇଁ କି ଆମକୁ କ'ଣ କରିବାକୁ ପଡ଼ିବ ଯେଉଁ ପ୍ରକୃତିର ଯେଉଁ ଗିଫ୍ଟ ଅଛି ଏୟାର ହେଲା ୱାଟର ହେଲା ଲ୍ୟାଣ୍ଡ ହେଲା ତାହାର ପ୍ରୋଟେକ୍ସନ୍ସ କରିବାର ଆବଶ୍ୟକତା ଅଛି ଯାହାଫଳରେ କି ଯଦି ସେଇଗୁଡ଼ାକ ସୁସ୍ଥ ହେଲେ ତାହେଲେ ଆମେ ବି ସୁସ୍ଥରେ ଜୀବନଯାପନ କରିପାରିବା ଆମେ କେବେ ଭାବୁଛେ କି ଏବେ କ'ଣ ପାଇଁ ଏତେ ରୋଗ ବ୍ୟାଧି ଏତେ ଗୁଡ଼ିଏ ହେବାର କାରଣ କ'ଣ ତାର ମୁଖ୍ୟ କାରଣ ହେଉଛି ଏନଭାରମେଣ୍ଟାଲ ପଲ୍ୟୁସନ୍
ଆଗରୁ ଏତେ ମାତ୍ରାରେ ଲୋକ ନଥିଲେ, ଜନସଂଖ୍ୟା ବଢ଼ିଛନ୍ତି, କିନ୍ତୁ ଜନସଂଖ୍ୟା ବଢ଼ିବା ସହିତ ଆମେ ପରିବେଶକୁ ମଧ୍ୟ ଦୂଷିତ କରିଚାଲିଛେ, ଯାହାର କୁପ୍ରଭାବ ପଡ଼ୁଛି। ଯେଉଁଥିପାଇଁ ତୁମେ ବର୍ତ୍ତମାନ ଦେଖ, ଯେଉଁ ମେଡ଼ିକାଲକୁ ଯାଅ ଦେଖିବ ବହୁତ ସଂଖ୍ୟାରେ ଯେଉଁ ଆମର ଯେଉଁ କ'ଣ ତାଙ୍କୁ କୁହନ୍ତି ଅସୁସ୍ଥ ଲୋକମାନେ ପଡ଼ିଥିବେ। ଘରେ ଘରେ ବର୍ତ୍ତମାନ ତୁମେ ଯଦି ଦେଖିବ, କାହାର ଡାଇବେଟିସ୍, କାହାର ବ୍ଲଡ଼ ପ୍ରେସର, କାହାର ହାର୍ଟ, କାହାର କିଡ଼ନୀ, ଏଭଳି ଭାବରେ ବିଭିନ୍ନ ପ୍ରକାର ସମସ୍ୟା ଗତି କରୁଛନ୍ତି। କ୍ୟାନ୍ସର, ବର୍ତ୍ତମାନ ଟିକେ କ୍ୟାନ୍ସର ପେସେଣ୍ଟ ଗୁଡ଼ାକ ବହୁତ ମାତ୍ରାରେ ବଢ଼ୁଛି। And why these kind of diseases are happening? It is only because of the pollutions of the environment and the degradations of our natural environment. ତା ଛଡ଼ା ପିଲାମାନେ ଦେଖା ଆହୁରି ମଧ୍ୟ ଏଥିରେ କୁହାଯାଉଛି ଆକ୍ଟୋପିଆ ଥଙ୍ଗଲ ଭର୍ସେସ୍ ୟୁନିୟନ୍ ଅଫ୍ ଇଣ୍ଡିଆ କେସ୍ ମଧ୍ୟ କହୁଛି ଦି ରାଇଟ୍ ଟୁ ଲାଇଫ୍ which is much more than the right to animal existence. The right to sweet water and the right to free air are attributed. The right to life for these are the basic elements of sustained life itself. ପିଲାମାନେ ଦେଖ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଏଥିରେ ମଧ୍ୟ କହିଲେ, ହାଇକୋର୍ଟ ମଧ୍ୟ କହିଲେ ନା ରାଇଟ୍ ଟୁ ଲାଇଫ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ ଦାନ୍ ଆନିମାଲ୍ ଏକ୍ସିଷ୍ଟେନ୍ସ। ମଣିଷ ଭଳିଆ ବଞ୍ଚିବାର ଆବଶ୍ୟକତା ରହିଛି। ମୁଁ ଯେମିତି ପାଶବିକ ଭଳିଆ ଯେମିତି ଛେଳି କୁକୁଡ଼ା କୁକୁର ଯେମିତି ରହୁଛନ୍ତି, ଯେଉଁଠି ଭଲ ସେଇଠି ରହିଯାଉଛନ୍ତି, ଇଏ ସେ ରହିଯାଉଛନ୍ତି, ଚଳୁଛି, କିନ୍ତୁ ମଣିଷ ସେଇଭଳିଆ ରହିବ ନାହିଁ। ମଣିଷର ରାଇଟ୍ ଟୁ ଲାଇଫ୍ଟା ହେଉଛି ନିଶ୍ଚିତ ଭାବେ ଯେଉଁ ବିଭିନ୍ନ ପ୍ରକାର ପଶୁମାନଙ୍କ ଠାରୁ ଉନ୍ନତ ହେବା ଦରକାର। ସେଥିପାଇଁକି ଆମ ସମସ୍ତଙ୍କର ସୁସ୍ଥ ପାଣି, ସୁନ୍ଦର ପାଣି, ସୁନ୍ଦର ଏୟାର ବା ପଲ୍ୟୁସନ୍ ଫ୍ରି ୱାଟର, ପଲ୍ୟୁସନ୍ ଫ୍ରି ଏୟାର ପାଇବାର ଆବଶ୍ୟକତା ରହିଛି, ଯାହାଫଳରେ କି ଆମ ଜୀବନଟାକୁ ଆମେ ସଷ୍ଟେନ୍ କରିପାରିବେ, ଆଗକୁ ବଢ଼େଇପାରିବେ। ସୁପ୍ରିମକୋର୍ଟ ମଧ୍ୟ ଯେଉଁ ବିଭିନ୍ନ ପ୍ରକାର ଦେବା କେସ୍ ହେବା ଫଳରେ ବହୁତ ଗୁଡ଼ିଏ ଜିନିଷ ମଧ୍ୟ ପରିବର୍ତ୍ତନ ମଧ୍ୟ ଆସିଛି, ବହୁତ ଗୁଡ଼ିଏ ଜିନିଷ ମଧ୍ୟ କରାଯାଉଛି, ଯାହାଫଳରେ କି ଏମାନେ ଯେଉଁ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସୁଛି, ଏ ଯେଉଁ କମ୍ପାନୀ କଳକାରଖାନା ଯେଉଁ ବିଭିନ୍ନ ଜିନିଷ କରିଦେଉଛନ୍ତି, ତାଙ୍କୁ ମଧ୍ୟ କୁହାଯାଇଛି ଯେ ତୁମେ କେତିକି ମାତ୍ରାରେ କରିପାରିବ, ତାକୁ କିଭଳି ଭାବରେ ରୋକାଯାଇପାରିବ, ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇଛି। ଇନଷ୍ଟିଟ୍ୟୁସନାଲ ମେକାନିଜମ୍ ବା ଏଇଟା ଏଜୁକେଟିଭ ମେକାନିଜମ୍ କ'ଣ କ'ଣ କାମ କରିছে ଦେଖ। The National Committee on Environmental Planning and Coordination set up in 1972 was earlier the apex advisory body relating to the issues of environmental protections. In 1980, a separate Department of Environment was constituted with a model plan to promote and coordinate programs related to the environment. ଆମର ଗୋଟେ ସ୍ପେସିଆଲ କୋଅର୍ଡିନେସନ୍ କରିବା ପାଇଁ ଏନ୍ଭାୟରମେଣ୍ଟକୁ ନେବା ପାଇଁ ଗୋଟେ କମିଟି ଥିଲା, ନ୍ୟାସନାଲ୍ କମିଟି ଅନ୍ ଏନ୍ଭାୟରମେଣ୍ଟାଲ ପ୍ଲାନିଂ ଆଣ୍ଡ କୋଅର୍ଡିନେସନ୍। କିନ୍ତୁ ପରବର୍ତ୍ତୀ ସମୟ ଯେଉଁଟା ଗୋଟେ ଆପେକ୍ସ ବଡ଼ି ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଗୋଟେ ସ୍ପେସିଆଲ ଡିଫରେଣ୍ଟ ଡିପାର୍ଟମେଣ୍ଟ କରାଯାଇଛି। ସେ ଡିପାର୍ଟମେଣ୍ଟ ନାଁ କ'ଣ କରାଯାଇଛି ନା ଡିପାର୍ଟମେଣ୍ଟ ଅଫ୍ ଏନ୍ଭାୟରମେଣ୍ଟ, ପରିବେଶ ସୁରକ୍ଷା କରିବା ପାଇଁ ଗୋଟେ ସେପାରେଟ୍, ଯେମିତି ଆମର ଫାଇନାନ୍ସ ମିନିଷ୍ଟ୍ରି ଇଏ ସେ ଡିପାର୍ଟମେଣ୍ଟ ଅଫ୍ ଏଜୁକେସନ୍ କରାଯାଇଛି, ସେମିତି ଡିପାର୍ଟମେଣ୍ଟ ଏନ୍ଭାୟରମେଣ୍ଟ ମଧ୍ୟ ଆମକୁ କନଷ୍ଟିଟ୍ୟୁଟ୍ କରାଯାଇଛି, ଯେଉଁଥିରେ କି ସେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବେ କିଭଳି ଭାବରେ ପରିବେଶକୁ ସୁରକ୍ଷା କରାଯାଇପାରିବ, ଯାହାଫଳରେ କି ଦି ସେଣ୍ଟ୍ରାଲ ପଲ୍ୟୁସନ୍ ବୋର୍ଡ଼ 1974ରେ ତିଆରି ହେଇଥିଲା ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ଷ୍ଟେଟ୍ମାନଙ୍କର ମଧ୍ୟ ବିଭିନ୍ନ ପ୍ରକାର ବୋର୍ଡ଼ ମଧ୍ୟ ତିଆରି କରାଗଲା। ସେମାନେ ବି ଦେଖିବେ କେଉଁ ଜାଗାରେ କ'ଣ କିଏ କେମିତି ପରିବେଶକୁ ପ୍ରଦୂଷଣ କରୁଛି କି ନ କରୁଛି, ଯଦି କରାଯାଉଛି ତାକୁ ଏଠି ସବୁ ବିଭିନ୍ନ ପ୍ରକାର ଷ୍ଟେପ୍ ନେବା ପାଇଁ କରାଗଲା। ସେ ଦେଖିବା ପିଲାଙ୍କ ସମ୍ମିଳନୀରେ କ'ଣ କହୁଛି ଯେ the Indian participation in almost all significant global treaties for the environmental protections as well as enactment of comprehensive body of environmental law and policy display the keen interest it has been being a part of environmental protection initiative. ଆମର ଯେଉଁ ଏନ୍ଭାୟରମେଣ୍ଟାଲ ପ୍ରୋଟେକ୍ସନ୍ସ ପାଇଁକି ଭାରତ ନିଜେ ଏବଂ ଅଲଗା ଦେଶମାନଙ୍କ ସହିତ ମଧ୍ୟ ମିଶିକି ବିଭିନ୍ନ ପ୍ରକାର ଷ୍ଟେପ୍ ନେଇଛି, ବିଭିନ୍ନ ପ୍ରକାର ଟ୍ରିଟିସ୍ କରିଛି, ଯାହାଦ୍ୱାରା କି ପରିବେଶକୁ କିଭଳି ଭାବରେ ସୁରକ୍ଷା କରାଯାଇପାରିବ, ସେଥିରେ ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଏବଂ ରାଇଟ୍ ଟୁ ଲାଇଫ୍ କଥା କହିବାକୁ ଗଲେ ରାଇଟ୍ ଟୁ ହାଭ୍ ଏ ଗୁଡ୍ ଏନ୍ଭାୟରମେଣ୍ଟ କଥା ମଧ୍ୟ ଯେଉଁଥିରେ ଆମେ ଦେଖିବାକୁ ପାଉଛେ। ଯେମିତିକି ଆମେ ସବୁ ଜାଣିଛେ, ଯେମିତି ଦିଲ୍ଲୀରେ ଦିୱାଲିରେ ବାଣ ଫୁଟାଯିବ ନାହିଁ, ସେଥିପାଇଁ ପ୍ରାବଧାନ କରାଯାଇଛି।
ଏବେ ନାଲି ମାନେ ଯଦି ଏତେ ମାତ୍ରାରେ ବାଣ ଫୁଟାଯାଉଛି ସେ କ'ଣ ହୁଏ ଗ୍ରୀନ୍ ବାଣ ତମେ ଫୁଟା ଏମିତି ପରିବେଶକୁ ପ୍ରଦୂଷଣ ହେବ। ଏଇଭଳି ଭାବରେ ବିଭିନ୍ନ ପ୍ରକାର ସେ କରାଯାଇଛି। ଓକେ, ଏବେ ଦେଖିବା ଯେ ରିଜିନାଲ୍ ଇନିସିଏଟିଭ୍ ଏଇଟା ଆମେ ପଢ଼ିଥିଲେ କ'ଣ ଷ୍ଟେଟ୍ ଇନିସିଏଟିଭ୍ ଥିଲା କ'ଣ ଆମ କଣ୍ଟ୍ରିରେ କ'ଣ କ'ଣ ଇନିସିଏଟିଭ୍ ଥିଲା। ଏବେ ଦେଖିବା ଯେ ଆଞ୍ଚଳିକ ସ୍ତର ଆଞ୍ଚଳିକ ସ୍ତର ମାନେ ଦେଶ ଏବଂ ଆଉ କିଛିଟା ଦେଶ ମିଶିକି କ'ଣ କ'ଣ ଇନିସିଏଟିଭ୍ସ ନେଇଛନ୍ତି ଯେ ଯାହାଦ୍ୱାରା କି ପରିବେଶର ପ୍ରଦୂଷଣକୁ ରୋକିବା ପାଇଁ। ଓକେ, ଦେଖ ଇଭେନ୍ ଦି ଏନଭାୟରମେଣ୍ଟାଲ ପ୍ରୋବ୍ଲେମ୍ and issues is not transboundary. Countries located in geographical proximity are likely to face similar problems, and a cooperative arrangement helps member countries to learn from each other's experiences in combating their their national environment problems. Regional arrangements are also helpful in consolidating a common stand on particular environmental issue at international negotiations. Regional organizations can monitor and support both local and national initiatives. For example, a series of conventions on regional seas has grown from United Nations regional seas program. ପିଲାମାନେ ଦେଖ ଯେ ଏନଭାୟରମେଣ୍ଟାଲ ପ୍ରୋବ୍ଲେମଟା କେବଳ ଗୋଟେ ଦେଶ ଭିତରେ ସୀମିତ ନାହିଁ। ଧର ଆମେ କହିବା ଯେ ଭାରତରେ ବିଭିନ୍ନ ପ୍ରକାର ପଲ୍ୟୁସନ୍ କରାଯିବ, ଗଛ ପତ୍ର ଇଏ ସିଏ ତା ପ୍ରାକୃତିକ ସମ୍ବଳ ସବୁତକ ଲୁଣ୍ଠନ କରାଯିବ, ତାହାର ଯେଉଁ ପ୍ରକୃତି ଅଛି ବା ଯେଉଁ ପରିବେଶ ଅଛି ତାକୁ ନଷ୍ଟ କରାଗଲେ କେବଳ ଭାରତ ଯେ ତା ଦ୍ୱାରା ପୀଡ଼ିତ ହେବ ସେଟା ନାହିଁ। ଭାରତ ପାଖାପାଖି ଥିବା ଯେତେକ ରାଷ୍ଟ୍ର ଯଦି ଭୁଟାନ ହେଲା, ପାକିସ୍ତାନ ହେଲା, ଆଫଗାନିସ୍ତାନ ହେଲା, ନେପାଳ ହେଲା, ଚାଇନା ହେଲା, they will also impacted upon that kind of pollutions. ତ ସେଥିପାଇଁ କି ଯେ ଆମେ କହିବା ଯେ ଭାରତରେ ହେଲେ ଆଉ ଭାରତରେ ଖାଲି ପ୍ରଭାବ ସେମିତି ନୁହେଁ। ଭାରତରେ ହେଲେ ମଧ୍ୟ ଯେଉଁ ପାଖାପାଖି ପଡ଼ୋଶୀ ରାଷ୍ଟ୍ରମାନେ ମଧ୍ୟ ତା ଦ୍ୱାରା ମଧ୍ୟ ପୀଡ଼ିତ ହେବେ। ତ ସେଥିପାଇଁ କି ଏଇଟା ଗୋଟେ ନ୍ୟାସନାଲ୍ ଇସ୍ୟୁଜ୍ ହେଇକି ନାହିଁ, ଏଇଟା ଗୋଟେ ଇଣ୍ଟରନ୍ୟାସନାଲ୍ ଇସ୍ୟୁଜ୍ ଅଛି। ତ ସେଇ ଇଣ୍ଟରନ୍ୟାସନାଲ୍ ଇସ୍ୟୁଜ୍ ପାଇଁକି ବିଭିନ୍ନ ରାଷ୍ଟ୍ରମାନଙ୍କର କୋପରେସନ୍ର ବହୁତ ଆବଶ୍ୟକତା ରହିଛି। ତ ସେଥିପାଇଁ କି ବିଭିନ୍ନ ଦେଶମାନେ ମିଳିମିଶିକି ବିଭିନ୍ନ ପ୍ରକାର ଇନିସିଏଟିଭ୍ସ ନେଇଛନ୍ତି। କେମିତି ଦେଖ ଇନିସିଏଟିଭ୍ସ ବାଇ ରିଜିନାଲ୍ ଅର୍ଗାନାଇଜେସନ୍, ସେ ଯେଉଁ ରିଜିନାଲ୍ ଅର୍ଗାନାଇଜେସନ୍ କ'ଣ କ'ଣ ଅଛି ସେମାନେ କି ପ୍ରକାର ଇନିସିଏଟିଭ୍ ନେଇଛନ୍ତି ଲେଟ୍ ଅସ୍ ଡିସ୍କସ୍। The European Union represents a success story of regional cooperation in the field of environment protection. The Treaty of Rome 1957 establishing the European Economic Community made no explicit reference to environment. So the primary aim of EEC was of promoting economic growth. The Single European Act 1986 formally introduced the environment policies within the scope of Rome Treaty. It was very interesting that when the European Union was formed in the Treaty of Rome 1957, there was no mention or there was no any reference towards the protections of environment because they are giving prime importance towards the economic development of economic growth. But on the latter stage, they have accepted, they feel that no, we need development at the same time, we need certain kind of good environment. That's why they have introduced another policies within the within the scope of Rome Treaty. ସେଥିରେ କ'ଣ କଲା ପ୍ରଥମେ ଯେଉଁ EU ତିଆରି ହେଇଥିଲା ତାର ଲକ୍ଷ୍ୟ ଥିଲା ଯେ ଖାଲି ଆମେ ଅର୍ଥନୀତି କ୍ଷେତ୍ରରେ ଉନ୍ନତି କରିପାରିବା। ଯିଏ ଯେତେ ଚାହିଁଲା ପ୍ରକୃତିକୁ ଲୁଣ୍ଠନ କରିଚାଲିଲା, ଏକ୍ସପ୍ଲଏଟ୍ କରିଚାଲିଲା। ତାପରେ ସେମାନେ ଏଠୁ ଆସ୍ତେ ଆସ୍ତେ କ'ଣ ଫିଲ୍ କରିବାକୁ ଲାଗିଲେ ନା ପରିବେଶ ମଧ୍ୟ ଆବଶ୍ୟକତା ରହିଛି। ତାକୁ ସୁରକ୍ଷା କରିବା ପାଇଁ ସେ କହିଲେ ଆମେ ଯେଉଁ ଡେଭଲପମେଣ୍ଟ କରିବା ଆଟ୍ ଦି ସେମ୍ ଟାଇମ୍ ପ୍ରକୃତିକୁ ନଷ୍ଟ କରିକି କଲେ ହେବନି, ପ୍ରକୃତି ସହିତ ସମତାଳ ଦେଇକି ଆମକୁ ଉନ୍ନତି କରିବାର ଅଛି। ତ ସେଥିପାଇଁ ଏନଭାୟରମେଣ୍ଟାଲ ପଲିସିକୁ ମଧ୍ୟ ଆଡପ୍ଟ କଲେ। କିଛିଟା ତାଙ୍କର ଯେଉଁ ଆସ୍ତେ ଆସ୍ତେ ସେମାନେ ଚେଞ୍ଜ କଲେ, କେତେ ଗୁଡ଼ିଏ ପ୍ରିଭେଣ୍ଟିଭ୍ ପ୍ରିନ୍ସିପଲ୍ସ ସେମାନେ ଗ୍ରହଣ କଲେ, ଯେଉଁଥିରେ କି ଏଇଥିରେ ଅଛି ଦେଖ ପିଲାମାନେ
environment in European Union at the turn of 20th century, the present, future environmental issues, state present, impact future. तो पूरी कौन बड़े भाବରେ यूरोपियन यूनियन कंट्रीज गुड़ा देखो नॉन यूरोपियन कंट्रीज गुड़ा को देखो एगुड़ा सब यूरोपियन कंट्रीज एगुड़ा सब नॉन यूरोपियन कंट्रीज किपरि भाବରେ पूरी कौन अच्छी मैंने देखिପାରିବ ଯେ पूरी कौन करते चलिए गैस हाउस greenhouse gases, climate change, ozone depletion, hazardous substances, water stress, soil degradation, ଏଭଳି ଭାବରେ ୱେଷ୍ଟ ଏବଂ କିଭଳି ଭାବରେ କ'ଣ ଅଛି ଏଇଠି ଦେଖ ରେଡ୍ ବ୍ଲୁ ପର୍ପଲ୍ ଥିଲେ ଅନଫେଭରେବଲ୍ ବ୍ଲୁ ୟେଲୋ ଇଏ ଥିଲେ ପଜିଟିଭ୍ ବଟ୍ ଇନସଫିସିଏଣ୍ଟ କିନ୍ତୁ ରେଡ୍ ଯେଉଁଠି ଅଛି ସେଇଟା ସମ୍ପୂର୍ଣ୍ଣ ଭାବେ ଅନଫେଭରେବଲ୍ ଦେଖ କେତେ ଜାଗାରେ ରେଡ୍ ଅଛି ଆଗରୁ କେମିତି ଥିଲା ବର୍ତ୍ତମାନ କେମିତି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହେଲା ବର୍ତ୍ତମାନ ଯଦି ଆମେ ଦେଖିବା ସବୁଗୁଡ଼ାକର କଣ୍ଡିସନ୍ ସବୁ ରେଡ୍ ଆଡ଼କୁ ଗଲାଣି ତାମାନେ ସମ୍ପୂର୍ଣ୍ଣ ରୂପେ ଅନଫେଭରେବଲ୍ କଣ୍ଡିସନ୍ସ ବର୍ତ୍ତମାନ ୟୁରୋପିଆନ୍ କଣ୍ଟ୍ରିଜ୍ ଯେତେକ ଅଛନ୍ତି ସେଗୁଡ଼ାକ ସବୁତକ ଅଲରେଡ଼ି ଫେସ୍ କରୁଛନ୍ତି ଆଉ କ'ଣ ହେଇଥିଲା ଦି ନର୍ଥ ଆମେରିକା ଫ୍ରି ଟ୍ରେଡ୍ agreement in 1994 NAFTA creating a free trade area encompassing Mexico, Canada, and US has a strong environment component. NAFTA explicitly addresses certain trade-related aspects of domestic and international environment regulation. जो NAFTA ତିଆରି ହେଲା ବେଳକୁ ନର୍ଥ ଆମେରିକାନ୍ ଫ୍ରି ଟ୍ରେଡ୍ ଆଗ୍ରିମେଣ୍ଟ ହେଲା ବେଳକୁ ମଧ୍ୟ ସେ ପର୍ଯ୍ୟାବରଣ ସୁରକ୍ଷା ବା ପରିବେଶ ସୁରକ୍ଷା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ରେଗୁଲେସନ୍ ସେମାନେ ଫର୍ମୁଲେସନ୍ କରିଥିଲେ ଯାହାଫଳରେ କି ପ୍ରକୃତି ବା ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇଥିଲା ସେହିଭଳି ଭାବରେ ଏସିଆନ୍ କଣ୍ଟ୍ରି ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ବିଭିନ୍ନ ପ୍ରକାର ଆଗ୍ରିମେଣ୍ଟ ଡିକ୍ଲାରେସନ୍ କରିଛନ୍ତି ଯାହାଫଳରେ କି ଏ ପରିବେଶର ସୁରକ୍ଷା ପାଇଁକି ସେମାନେ ବିଭିନ୍ନ ସଷ୍ଟେନେବଲ୍ ଡେଭଲପମେଣ୍ଟ କରିବା ପାଇଁକି ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି ଦେଖ ଏଇଗୁଡ଼ା ହେଉଛି ସବୁ ଏସିଆନ୍ କଣ୍ଟ୍ରିଜ୍ ମେମ୍ବର ଏସିଆନ୍ କଣ୍ଟ୍ରିଜ୍ ଦେଖ ଅଲମୋଷ୍ଟ 10ଟା କି 11ଟା ଦେଶ ଭିତରେ ଅଛନ୍ତି ସେମାନେ ମଧ୍ୟ এই ପରିବେଶକୁ ସୁରକ୍ଷା କରିବା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ସେମାନେ ଗ୍ରହଣ କରୁଛନ୍ତି ଯେମିତିକି ଆମେ ଯଦି ଦେଖିବା working groups have been set up in MEAs, nature conservation and biodiversity, the coastal and marine environment, or regional haze actions plan was adopted ASEAN in 2003 has been designated as the environmental year. Environmental year देखिए की प्रकार कार्य नियाजे परिपो बा राष्ट्र माने मिलमिशि कौन केमती काम करि परिबे जाफल बायोडायवर्सिटी कोस्टल एरिया मारीन एनवायरनमेंट को प्रोटेक्शन दिया जाए पारे ସେମାନେ ବିଭିନ୍ନ ପ୍ରକାର ଇନିସିଏଟିଭ୍ ନେଇଥିଲେ ତାପରେ ହେଉଛି କ'ଣ ନା ସାର୍କ ଇନିସିଏଟିଭ୍ ସାର୍କଟା ବେଶୀ ଇମ୍ପୋର୍ଟାଣ୍ଟ କ'ଣ ପାଇଁ ପିଲାମାନେ କାହିଁକି ନା ଏହାର ମେମ୍ବର୍ସ ମାନେ ଅଛନ୍ତି ସବୁତକ ଭାରତ ଏବଂ ତା'ର ପାଖାପାଖି ରାଷ୍ଟ୍ର 8ଟା ଦେଶମାନେ ମିଶିକି ସାର୍କ କରିଛନ୍ତି ସାଉଥ୍ ଏସିଆନ୍ ଆସୋସିଏସନ୍ ଅଫ୍ ରିଜିନାଲ୍ କର୍ପୋରେସନ୍ କରୁଛନ୍ତି ଦେଖ ଏଥିରେ କ'ଣ ହେଉଛି ନା ଦି ଇଣ୍ଡିଆନ୍ ସବକଣ୍ଟିନେଣ୍ଟ ଇଟ୍ସ ଏ ଡିଷ୍ଟିଙ୍କ୍ଟ ଜିଓଗ୍ରାଫିକାଲ୍ ୟୁନିଟ୍ with well-defined boundaries. The Himalayas in north is shared by 4 countries, namely India, Pakistan, Nepal, and Bhutan, with common rivers, watershed areas, mountains, and parameters like soil, climate change, and vegetation. Deforestation of watershed areas in one country can lead to floods and soil erosion in the downstream countries. The Indian Ocean in the south is shared by 5 countries: India, Pakistan, Sri Lanka, Maldives, Bangladesh, that form the boundaries of the region. These countries share the common marine environment. ପିଲାମାନେ ଯେଉଁ ସାର୍କ କଣ୍ଟ୍ରିଜ୍ ମାନେ କହିଲେ ସେମାନେ ଦେଖ ଏଇ ସବୁ କଣ୍ଟ୍ରି ମାନଙ୍କୁ ନେଇକି ସାର୍କ କଣ୍ଟ୍ରି ଗଠନ ହେଇଛି ତା ପରବର୍ତ୍ତୀ ସମୟରେ ଆଫଗାନିସ୍ତାନ ମଧ୍ୟ ଏଥିରେ ମିଶିଥିଲା ତ ଏମାନେ ମଧ୍ୟ ବିଭିନ୍ନ ପ୍ରକାର ପାରାମିଟରକୁ ଗ୍ରହଣ କରୁଛନ୍ତି କିଭଳି ଭାବରେ ସଲ୍କୁ ପ୍ରୋଟେକ୍ସନ୍ କରି କ୍ଲାଇମେଟ୍ ବା ଯେଉଁ ଗଛ କଥା ଏମାନଙ୍କୁ ସବୁ ପ୍ରୋଟେକ୍ସନ୍ କରିବା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି ଏବଂ କିଭଳି ଭାବରେ ଫ୍ଲଡ୍ ଅଟକେଇବେ ବା ସଏଲ୍ ଏରୋଜନ୍କୁ କମ୍ କରିପାରିବେ ସେଥିପାଇଁ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି ଯଦି କହିବାକୁ ଗଲେ ବର୍ତ୍ତମାନ ଭାରତ ମହାସାଗର ଯେମିତି ବିଭିନ୍ନ ପ୍ରକାର ଦେଶ ଏଇ 5ଟା ଦେଶ ମଧ୍ୟ ସେୟାର କରୁଛନ୍ତି ବାଉଣ୍ଡ୍ରିଜ୍ ସେଇ ଏରିଆରେ ତ ସେଥିପାଇଁ ସେମାନଙ୍କର ଗୋଟେ କମନ୍ ଏନ୍ଭାରମେଣ୍ଟ ଅଛି ବୋଲିକି ଧରାଯାଏ ତ ସେଥିପାଇଁ ସେମାନେ କ'ଣ ନା ବିଭିନ୍ନ ପ୍ରକାର ଷ୍ଟେପ୍ ନେଇଛନ୍ତି କିଭଳି ଭାବରେ ପ୍ରୋଟେକ୍ସନ୍ସ କରାଯାଇପାରିବ
ଏବଂ କହିବାକୁ ଗଲେ ଗୋଟେ ଡିଜାଷ୍ଟର ପ୍ରୋନନେସ୍ ଏଇସବୁ ଏରିଆଜ୍ ଗୁଡ଼ାକରେ ବାରମ୍ବାର ଡିଜାଷ୍ଟର ଆସେ। ଯେମିତି ଆମେ ସବୁ ଦେଖିଥିବା ଗ୍ଲୋବାଲ୍ ୱାର୍ମିଂ ଫଳରେ ବିଭିନ୍ନ ପ୍ରକାର ଯେଉଁ ବନ୍ୟା ବାତ୍ୟା ମରୁଡ଼ି ଏଇସବୁ ଜିନିଷ ଗୁଡ଼ାକ ଏଇ ସାର୍ କଣ୍ଟ୍ରିଜ୍ ମାନେ ଅଲମୋଷ୍ଟ ଫେସ୍ କରନ୍ତି। ସେମାନେ କ'ଣ ପଦକ୍ଷେପ ଦେଇଛନ୍ତି ଦେଖ ସାର୍ କଣ୍ଟ୍ରିଜ୍ ମାନେ ସବୁ ସାର୍ କଣ୍ଟ୍ରିଜ୍ ଦେଶମାନେ ଏମାନେ କ'ଣ ପଦକ୍ଷେପ ନେଇଛନ୍ତି ଦେଖ ନା ଦି ରିଜିନାଲ୍ ଷ୍ଟଡି ଅଫ୍ ଗ୍ରୀନ୍ ହାଉସ୍ ଇଫେକ୍ଟ and its impact on region and the regional study on the causes and consequences of natural disasters and protection environment were completed in 1992. The first study made various recommendations for regional and global corporations. The preserve environment measures to strengthen disaster management capabilities and implementing mechanisms for recommendations. The study suggested inter alia the scientific capacities that member states must be shared and developed that members could cooperate and exchange of experience, information, technology and expertise. ये सब कंट्री माने मिलेमिଶିକି ଏଇ ସବୁ ମେଜର୍ସ ଗୁଡ଼ାକ ସେମାନେ ଗ୍ରହଣ କଲେ ଯାହାଫଳରେ କି ଯେଉଁ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟ ସେମାନେ ଗ୍ରହଣ କଲେ। ଏବଂ ଯଦି ଦେଖିବା ଏନଭାୟରମେଣ୍ଟ ଆକ୍ସନ ପ୍ଲାନ୍ ପର୍ଟିକୁଲାରଲି କ'ଣ ସେମାନେ ଆକ୍ସନ ନେଇଛନ୍ତି ଦେଖ the implementations of the recommendations contained in two studies. Progress on the action plan was reviewed 1998 at the 10th meeting of Colombo, Sri Lanka, and the implementation of SARC Environment Action Plan was called for the members committed to prepare national environmental actions plan and the state environmental report. ବିଭିନ୍ନ ରାଷ୍ଟ୍ରମାନଙ୍କର ରିପୋର୍ଟ ଦେଖିବେ ତା ପାଇଁ କେଉଁ ରାଷ୍ଟ୍ର କ'ଣ କି ପ୍ରକାର ଆକ୍ସନ୍ ନେଇପାରିବ ପରିବେଶ ସୁରକ୍ଷା ପାଇଁ ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଗଲା। ତାର ଯଦି ଦେଖିବେ ଏଇଗୁଡ଼ାକ କିଭଳି ଭାବରେ ସେଫ୍ ଏନ୍ଭାରମେଣ୍ଟ କେମିତି ଦରକାର ଯେଉଁଥିରେ କି ପିଲାମାନେ ଖୁସିରେ ହସ ଖୁସିରେ ସେମାନେ ସେମାନଙ୍କ ଜୀବନକୁ ଉପଭୋଗ କରିପାରିବେ। ଇନଷ୍ଟିଟ୍ୟୁସନାଲ ମେକାନିଜମ କ'ଣ ହେଲା ସାଉଥ ଏସିଆନ୍ ଫ୍ରି ଟ୍ରେଡ୍ ଆଗ୍ରିମେଣ୍ଟ ସାପ୍ଟା ସାପ୍ଟାରେ ମଧ୍ୟ ବିଭିନ୍ନ ପ୍ରକାର ଯେଉଁ ଅଛି ଯେଉଁ ବିଭିନ୍ନ ପ୍ରକାର ବେପାର ବାଣିଜ୍ୟ କରିବା ପାଇଁ ଯେଉଁ ଇନିସିଏଟିଭ୍ସ ଗୁଡ଼ାକ ଅଛି ସେଥିରେ ମଧ୍ୟ ପର୍ଯ୍ୟାବରଣକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଯିବା ପିଲା ଏସବୁ କଣ୍ଟ୍ରିଜ୍ ଗୁଡ଼ାକ ବିଭିନ୍ନ ପ୍ରକାର ଷ୍ଟେପ୍ସ ମଧ୍ୟ ଗ୍ରହଣ କରୁଛନ୍ତି। ଏବେ ଯଦି ଦେଖିବା the corporations at the regional level has a unique value in addressing environmental concern. There are environmental problems that are the best tackled through the regional corporations. They cannot be effectively addressed otherwise. Many of the regional arrangements such as EU, NAFTA, ASEAN, SAARC, even it is not mentioned here, are the prominent component of corporations for environmental protection. ଯଦି ଆମେ ଦେଖିବା ପିଲାମାନେ ବିନା ସହଯୋଗରେ ପରସ୍ପର ସହଯୋଗରେ ରିଜିନାଲ ଲେଭେଲରେ କୌଣସି ଏକ ନିର୍ଦ୍ଦିଷ୍ଟ ଦେଶ ଯଦି ଚାହିଁବ ପରିବେଶକୁ ସୁରକ୍ଷା କରିପାରିବ ନାହିଁ। ସେଥିପାଇଁ ବିଭିନ୍ନ ପ୍ରକାର ଗ୍ରୁପ୍ ଅଫ୍ ନେସନ୍ସ ଦେ ସୁଡ୍ ବି ୟୁନାଇଟେଡ୍ ଦେ ସୁଡ୍ ବି କୋପରେଟ୍ ଫ୍ରମ୍ ୱାନ୍ ଟୁ ଆନାଦର ଦି ପ୍ରୋଟେକ୍ସନ୍ସ ଅଫ୍ ଦି ଏନଭାୟରମେଣ୍ଟ। କାହିଁକିନା ଏନଭାୟରମେଣ୍ଟଟା ଆମେ ସମସ୍ତେ ସେୟାର କରୁଛେ ନ୍ୟାଚୁରାଲ୍ ରିସୋର୍ସେସ୍ ଯେମିତି ପାଣି ହେଲା ପବନ ହେଲା ଆକାଶ ହେଲା ମାଟି ହେଲା ଏଇଟାକୁ ଆମେ ସମସ୍ତଙ୍କର ସମ୍ପତ୍ତି। କୌଣସି ଗୋଟେ ନିର୍ଦ୍ଦିଷ୍ଟ ଦେଶ କହିବ ଯେ ସେ ଖାଲି ଠିକ୍ ଠାକ୍ ରହିଲେ ହେଇଯିବ ସେଇଟା ଭାବିବାକୁ ତ ସେଥିପାଇଁ ଗୋଟେ ରିଜନାଲ୍ ବେସିସ୍ରେ ସେଇଟାକୁ ଆଲୋଚନା ହେବାର ଆବଶ୍ୟକତା ଅଛି ଏବଂ ତା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେବାର ଆବଶ୍ୟକତା ଅଛି ଯାହାଫଳରେ କି ଆମର ଏନଭାୟରମେଣ୍ଟାଲ ପ୍ରୋଟେକ୍ସନ୍ ଭଲ ଭାବରେ ହେଇପାରିବ। ଏବେ ଦେଖିଲେ ପିଲାମାନେ ଗ୍ଲୋବାଲ୍ ଇନିସିଏଟିଭ୍ସ କ'ଣ ନିଆଯାଇଛି ଆମେ ଦେଖିଲେ ନ୍ୟାସନାଲ୍ ଲେଭେଲରେ କ'ଣ ନିଆଯାଇଛି ସେକେଣ୍ଡରେ ଦେଖିଲେ ରିଜନାଲ୍ ଲେଭେଲରେ କ'ଣ ନିଆଯାଇଛି ଏବେ ଦେଖିଲେ ଗ୍ଲୋବାଲ୍ ଲେଭେଲରେ କ'ଣ କି ପ୍ରକାର ଇନିସିଏଟିଭ୍ ପଦକ୍ଷେପ ଗ୍ରହଣ କରାଯାଇଛି ଏଇ ଯେଉଁ ଆମର ଏନଭାୟରମେଣ୍ଟାଲ ପ୍ରୋଟେକ୍ସନ୍ସ ପାଇଁ ନା ଇନ୍ 1970s it was realized that there were limits to growth. If growth continued unbridled at the then existing rate, it was asserted that it would exhaust the limited stock of natural resources of the earth. Although technological innovations
have contributed in pushing outwards the limit to growth. It is now being argued that there may be limits in terms of the carrying capacity of the environment. There is a consensus about the fact that growth without commensurate efforts at the environmental protections will represent a global threat. એટલે ବହୁତ ଗୁରୁତ୍ୱପୂର୍ଣ୍ଣ କଥା ସେ କହୁଛି ଯେ ଆମେ ସବୁବେଳେ ବିକାଶ କରିବା ବାହାନାରେ ଆମେ କ'ଣ କଲେ ଯେତେ ଗୁଡ଼ିଏ ପ୍ରାକୃତିକ ସମ୍ପଦ ରହିଲା ବା ପରିବେଶ ରହିଲା ସେଇଗୁଡ଼ାକୁ ଜବରଦସ୍ତି ଆବଶ୍ୟକତାଠାରୁ ଅଧିକ ତାକୁ ଲୁଣ୍ଠନ କରି ଚାଲିଲେ ଏବଂ ଲୁଣ୍ଠନ କରି ଚାଲିଲେ ଯାହାଫଳରେ କି କ'ଣ ହେଉଛି ଯେ ଆମେ ଆମ ଗ୍ରୋଥ୍ କହିବା ଆମେ କହିବା ଆମ ଦେଶର ଡେଭଲପମେଣ୍ଟ କରିବା ପାଇଁକି ଆମେ ସବୁ ତ କୋଇଲା ବିକ୍ରି କରୁଛେ ବିଭିନ୍ନ ପ୍ରକାର ଖଣି ଇସ୍ପାତ ବିକ୍ରି କରୁଛେ ଆଇରନ୍ ବିକ୍ରି କରୁଛେ ଆଲୁମିନିୟମ୍ ବିକ୍ରି ବକ୍ସାଇଟ୍ ବିକ୍ରି କରୁଛେ କିଏ କହୁଛି ଏବେ ଗୋଟେ ଲିଥିୟମ୍ ଖଣି ଆସିଲାନି କିଏ କହୁଛି ଯେ ସୁନା ଖଣି ଗୋଟେ ଗୋଟେ ମିଳୁଛି ଆମେ ପୁରା ପୁରା ଖୁସି ହେଇଯାଉଛେ ୟେସ୍ ଆମ ଦେଶରେ ଏଇସବୁ ଜିନିଷ ଗୁଡ଼ା ବାହାରିଲା ବର୍ତ୍ତମାନ ଇଣ୍ଡିଆ ଧନୀ ହେଇଯିବ ବଟ୍ କିନ୍ତୁ ଆମକୁ ଭାବିବାକୁ ପଡ଼ିବ ଆମେ ଯେଉଁ ରେଟ୍ରେ ଯେମିତି ପେଟ୍ରୋଲିୟମ୍ ପଦାର୍ଥ ଆମେ ପୂର୍ବ କ୍ଲାସ୍ ମଧ୍ୟ ଆଲୋଚନା କରୁଥିଲେ ଯଦି ଆମେ ଏ ରେଟ୍ରେ ବର୍ତ୍ତମାନ କନଜମ୍ପସନ୍ କରି ଚାଲିବା ନ୍ୟାଚୁରାଲ୍ ରିସୋର୍ସ ବ୍ୟବହାର କରି ଚାଲିବା ଆଗାମୀ 35-30 ବର୍ଷ ଭିତରେ ସେ ପେଟ୍ରୋଲିୟମ୍ ପ୍ରଡକ୍ଟ ହିଁ ସମ୍ପୂର୍ଣ୍ଣ ରୂପେ ପୃଥିବୀରୁ ସଫା ହେଇଯାଇଥିବ ତାପରେ କ'ଣ ସେଇ ଜିନିଷଟାକୁ ଆମକୁ ଭାବିବାକୁ ପଡ଼ିବ ତ ସେଥିପାଇଁ ଆମର ଗ୍ରୋଥ୍ ବର୍ତ୍ତମାନ ଲିମିଟ୍ ଗ୍ରୋଥ୍ ବେଶୀ ଗ୍ରୋଥର ଆବଶ୍ୟକତା ନାହିଁ ସେଥିପାଇଁ କିଛି ଗୋଟେ ବ୍ରେକ୍ ଲଗାଇବାର ଆବଶ୍ୟକତା ରହିଛି କାହିଁକି ନା ପୃଥିବୀର ଗୋଟେ କ୍ୟାରିଂ କାପାସିଟି ଅଛି ପିଲାମାନେ ଦେଖ ତମେ ଆଉ ଟିକେ ବି ଭାବ ଦିସ୍ ଇଜ୍ ମାଇ ଅଣ୍ଡରଷ୍ଟାଣ୍ଡିଂ ତମେ ବି ଟିକେ ନା ଜଷ୍ଟ ଟ୍ରାଏ ଟୁ ଆନାଲାଇଜ୍ ଯେ ପୃଥିବୀ ଗୋଲ ପୃଥିବୀ ଯେଉଁ ତା ଚାରିପଟେ ବୁଲୁଛି କ'ଣ ପାଇଁ ବୁଲୁଛି ଯେ ବିଭିନ୍ନ ପ୍ରକାର ଧାତବ ପଦାର୍ଥ ଅଛି ଇଏ ସିଏ ତା'ର ସମ୍ମିଶ୍ରଣ ଗୋଟେ ପୃଥିବୀ ଭଳିଆ ହେଇଛି ତା'ପରେ ପୃଥିବୀ ଗୋଟେ ବଲ୍ ସପୋଜ୍ ତୁମେ ଗୋଟେ ବଲ୍ ହିସାବରେ ଗୋଟେ ଫୁଟବଲ୍ ହିସାବରେ ନିଅ ଫୁଟବଲ୍ ଏବଂ ତା ଭିତରେ ଯଦି ଆମେ ବାଲି ଫାଲି ଶବ୍ଦ ପୁରେଇ ଦେବା ବାଲି ମାଟି ଇଏ ସେ ଯେମିତି ପୃଥିବୀଟା ହେଇଛି ସେମିତି ପୁରେଇ ଦେବା କିନ୍ତୁ ଆମେ ପୃଥିବୀର ସେ ଯେଉଁ ବାଲି ମାଟି ପୁରେଇକି ଗୋଟେ ପେଣ୍ଡୁ ଭଳିଆ କରିଦେଇଥିବା ସେଥିରୁ ଗୋଟେ ପଟୁ ଆମେ ଖୋଳିକି ଆଣିବା ହାରି ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର କରିଦେବା ଗୋଟେ ପଟୁ ଖୋଳିକି ପୁରାପୁରି ରାପିଦେବା କିନ୍ତୁ ଆଉ ଗୋଟେ ପଟ କିଛି ହେଇନଥିବ ଆର ପଟଟା ଭଲ ଥିବ ତାହେଲେ ଆମେ ବଲ୍ଟା ଯେତେବେଳେ ବୁଲୁଥିବ ସେଇଟା କ'ଣ ଭଲ ଭାବରେ ବୁଲି ପାରିବ କି ନାଇଁ ସାର୍ ଭଲ ଭାବରେ ମୁଭ୍ କରିପାରିବ ଯେମିତି ଆଗରୁ ନାଇଁ ବୁଲୁଥିଲା ସାର୍ ଫ୍ରିରେ ସେ ବୁଲି ପାରିବ ନାଇଁ ସାର୍ କ'ଣ ପାଇଁ ନା ତାର ଯେଉଁ କ୍ୟାରିଂ କାପାସିଟି ଥିଲା ସେ ଯେଉଁ ଆଡ଼ଜଷ୍ଟ ତାର ଅଳ୍ପ ଖୋଳିଲେ ଇଟ୍ ଇଜ୍ ଓକେ କିନ୍ତୁ ଆମେମାନେ କ'ଣ କରିଚାଲୁଛେ ମାକ୍ସିମମ୍ରୁ ମାକ୍ସିମମ୍ ଦେଖ ବର୍ତ୍ତମାନ ଯେ କହୁଥିଲେ ଏବେ ଗୋଟେ ରିପୋର୍ଟ ଆସିଥିଲା ଯେ ଚାଇନା ଗୋଟେ ଜାଗାରେ ବ୍ରହ୍ମପୁତ୍ର ନଦୀରେ ବୋଧେ ଗୋଟେ ବହୁତ ବଡ଼ ଡ୍ୟାମ୍ ତିଆରି କରୁଛି ଯେଉଁ ଡ୍ୟାମ୍ଟା ଯଦି ତିଆରି କରିଦେବ ତାହେଲେ ପୃଥିବୀର ଘୂର୍ଣ୍ଣନ ଶକ୍ତି କିଛି ସେକେଣ୍ଡ ପାଇଁକି କମିଯିବ ଆଜ୍ଞା କାହିଁକିନା ଯେଉଁ ହିସାବରେ ହେଇଛି ତାପରେ ଲୋଡ୍ ପଡ଼ିଯିବ ଗୋଟେ ଜାଗାରେ ବେଶୀ ଲୋଡ୍ ପଡ଼ିଯିବ ଲୋଡ୍ ପଡ଼ିଗଲା ମାନେ କ'ଣ ହେବ ଯେ ତାର ଯେଉଁ କାପାସିଟି ସେ ଅଛି ସେ ଆଉ ବିୟର୍ କରିପାରିବ ନାହିଁ ଆମର ଡେଭଲପମେଣ୍ଟ ଦରକାର ନୋ ଡାଉଟ୍ କିନ୍ତୁ ଏମିତି ମାତ୍ରାରେ ଡେଭଲପମେଣ୍ଟ କରିବା ଦରକାର ନାହିଁ ଯେଉଁଥିରେ କି ପୃଥିବୀର ଯେଉଁ ବିୟରିଂ କାପାସିଟି ବା କ୍ୟାରିଂ କାପାସିଟି ଅଛି ସେଇଟା ନଷ୍ଟ ହୋଇଯିବ ଯଦି ପୃଥିବୀ ଭଲ ଭାବରେ ନ ବୁଲିଲା ତାହେଲେ ଭାବୁଛ ତ ଦିନ ରାତି ଠିକ୍ଠାକ୍ ହେଇପାରିବ ସେଇଟା ମଧ୍ୟ ହେଇପାରିବ ନାହିଁ ତ ଆମେ କି ପ୍ରକାର ଡେଭଲପମେଣ୍ଟ ଚାହୁଁଛେ we need to think about it and rethink about it and we should work upon it ଆମେ ବଞ୍ଚୁଛେ ପ୍ରକୃତି ପାଇଁ ବଞ୍ଚୁଛେ ଏବଂ ଯଦି ଆମେ ପ୍ରକୃତିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେବା ତାହେଲେ ପ୍ରକୃତି ଆମକୁ ହିଁ ଦିନ ଆସିବ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେବ ତ ସେଇ ପ୍ରକାର ଜିନିଷ ଗୁଡ଼ାକ we need to think about it ତ ଗ୍ଲୋବାଲ ଷ୍ଟେଜ୍ରେ ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି କ'ଣ କ'ଣ ଇନିସିଏଟିଭ୍ସ ନିଆଯାଇଛି ପିଲାମାନେ ଦେଖ starting with the Stockholm Conference on Human Environment in 1972, the largest gathering ever of heads of state government took place at Rio de Janeiro in Brazil in 1992, indicating the high priority accorded to the objective of environmental protections by international community. 1972 ରେ
ସବୁଠାରୁ ଗୋଟେ ବଡ଼ ଗ୍ୟାଦରିଂସ ହେଇଥିଲା। ବିଭିନ୍ନ ଦେଶର ରାଜନେତା ମାନେ ସେଥିରେ ଯୋଗ ଦେଇଥିଲେ ଏବଂ 1992ରେ ମଧ୍ୟ ଯେଉଁ ହେଇଥିଲା ବ୍ରାଜିଲରେ ହେଇଥିଲା ପ୍ରଥମେ ଷ୍ଟକହୋମରେ ହେଇଥିଲା ଏବଂ ତାପରେ ରିଓ ଡି ଜେନେରୋ ବ୍ରାଜିଲଠାରେ ହେଇଥିଲା। ସେଥିରେ ମଧ୍ୟ ବହୁତ ଗୁଡ଼ିଏ ରାଷ୍ଟ୍ର ସେଥିରେ ଯୋଗ ଦେଇଥିଲେ ଏବଂ ଦୁଇଟାଙ୍କର ମୁଖ୍ୟ ଭୂମିକା କ'ଣ ଥିଲା ଯେ ଏନଭାୟରମେଣ୍ଟାଲ ପ୍ରୋଟେକ୍ସନ୍ସ। ଆଗରୁ କେହି ଏନଭାୟରମେଣ୍ଟ କଥା ଏତେ ଚିନ୍ତା କରୁନଥିଲେ, ଆଗରୁ ସବୁ ଡେଭଲପମେଣ୍ଟ କଥା ଚିନ୍ତା କରୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ରିଏଲାଇଜ୍ କଲେ ଯେ ମନୁଷ୍ୟର ସ୍ଥିତି ବା the existence is only depend upon the nature, only depend upon the environment. So it is better to protect our environment. ଯାହାଫଳରେ କି এই environment protections में ବିଭିନ୍ନ ପ୍ରକାର ଗ୍ଲୋବାଲ ସ୍ତରରେ ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟ କରାଗଲା। ନା କ'ଣ କରାଗଲା ଦି ଷ୍ଟକହୋମ କନଫରେନ୍ସ, ଯେଉଁଟାକି ପ୍ରଥମ ସମ୍ମିଳନୀ କୁହାଯାଉଛି ସ୍ୱିଡେନରେ ହେଇଥିଲା, ଯେଉଁଥିପାଇଁ କେତେ ଗୁଡ଼ିଏ ଗ୍ଲୋବାଲ ଏଜେଣ୍ଡା ମଧ୍ୟ ଗ୍ରହଣ କରାଯାଇଥିଲା। ଓକେ, ସେଥିରେ କ'ଣ ଥିଲା ଦି Stockholm Conference resulted the Stockholm Declaration containing 26 principles to inspire and guide the peoples of the world in the preservation and enhancement of human environment, and an action plan containing 106 recommendations for environmental policies. The Stockholm Conference also resulted in setting of United Nations environmental programs, a new UN machinery to serve the catalyst in developing and coordinating environmental focus in the programs and other organizations. ପିଲାମାନେ ଦେଖ ଷ୍ଟକହୋମ ଡିକ୍ଲାରେସନ୍ସ ପରେ କେତେଗୁଡ଼ିଏ 106ଟା ଆକ୍ସନ୍ ପ୍ଲାନ୍ ନିଆଗଲା ଯେ ବିଭିନ୍ନ ରାଷ୍ଟ୍ରମାନେ ବିଭିନ୍ନ ପ୍ରକାର ଆକ୍ସନ୍ ବା କାର୍ଯ୍ୟ ଗ୍ରହଣ କରିବେ, ଯାହାଫଳରେ କି ଏ ପରିବେଶ ସୁରକ୍ଷା କରାଯାଇପାରିବ। କାହିଁକିନା ଏଇଟା ଗୋଟେ ରାଷ୍ଟ୍ର ଚାହିଁଲେ ଏଇ ଜିନିଷ ହେଇପାରିବନି। ପରିବେଶ ହେଉଛି ସମସ୍ତଙ୍କର ଏବଂ ସମସ୍ତଙ୍କର ଦାୟିତ୍ୱ ରହିଛି। ତ ସମସ୍ତେ ମିଳିତ ଭାବରେ 106ଟା ରେକମେଣ୍ଡେସନ୍ସ କରାଗଲା, ଯେଉଁଗୁଡ଼ାକୁ ସବୁ ରାଷ୍ଟ୍ରମାନେ ମାନିବା ପାଇଁକି କୁହାଗଲା। ଯେଉଁଥିପାଇଁ ତା ପରବର୍ତ୍ତୀ ସମୟରେ ୟୁନାଇଟେଡ୍ ନେସନ୍ ଏନଭାୟରମେଣ୍ଟାଲ ପ୍ରୋଗ୍ରାମ ମଧ୍ୟ କରାଗଲା, ଗୋଟେ UN ମେସିନାରୀ କରାଗଲା ଯେ ସବୁ ଜିନିଷ ଗୁଡ଼ାକ କୋର୍ଡ଼ିନେଟ୍ କରିବ, ଯେ ଏନଭାୟରମେଣ୍ଟକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ପ୍ରୋଗ୍ରାମ ସେମାନେ ଗ୍ରହଣ କରିବ। 1987 କ'ଣ ହେଲା ପିଲାମାନେ ଦେଖ, in 1987 the Front Plan Commission's report entitled Our Common Future more clearly articulated the now widely accepted definition of sustainable development. ଏଇଟାକୁ ମୁଁ ଜଷ୍ଟ ଟିକେ ପୂର୍ବରୁ ତୁମକୁ କହୁଥିଲି କ୍ଲାସ୍ ଆରମ୍ଭରୁ, ଯେମିତି ଡେଭଲପମେଣ୍ଟ that meets the needs of the present without compromising the ability of future generations to meet their own needs. The Brundtland Commission's report also laid down the groundwork for holding the global conference on the 20th anniversary of Stockholm. ଷ୍ଟକହୋମ ସମ୍ମିଳନୀ ହେଇଥିଲା 1972ରେ, ତାକୁ 20 ବର୍ଷ 25 ବର୍ଷ ପରବର୍ତ୍ତୀ ସମୟରେ ସେଥିରେ ବ୍ରୁଟାଲ କମିଶନ ତାର ରିପୋର୍ଟ ଆଣିଲା, ଯେଉଁଥିରେ କହିଲେ ଆମର କମନ୍ ଫ୍ୟୁଚର ଯେଉଁଟାକି ସଷ୍ଟେନେବଲ୍ ଡେଭଲପମେଣ୍ଟର ଡେଫିନେସନ୍ କହିବାକୁ ଗଲେ ଆମେ ବୁଝିବା ଯେ ଡେଭଲପମେଣ୍ଟ ଯେଉଁ ଆମେ ବିକାଶ କଥା କହୁଛେ, ବିକାଶ ଏଇଆ ହେବା ଦରକାର ଯେଉଁଥିରେ କି ଆମର ବର୍ତ୍ତମାନର ପିଢ଼ିର ଆବଶ୍ୟକତା ପୂରଣ ହେଇପାରିବ ଏବଂ ଯେମିତିକି ଆମର ଆଗାମୀ ପିଢ଼ିମାନଙ୍କ ଭବିଷ୍ୟତ ମଧ୍ୟ ସେମାନେ ସେମାନଙ୍କ ଆବଶ୍ୟକତା ପୂରଣ ହେଇପାରିବେ, ସେଇ ପ୍ରକାର ଡେଭଲପମେଣ୍ଟର ଆବଶ୍ୟକତା ରହିଛି। ଯେଉଁଟାକି ଆମେ ସଷ୍ଟେନେବଲ୍ ଡେଭଲପମେଣ୍ଟ କଥା କହିବା, ଯେତେବେଳେ ଆମେ ଡେଭଲପମେଣ୍ଟ କରିବା ଇଟ୍ ଇଜ୍ ଓକେ, ବଟ୍ ୱି ସୁଡ୍ ବି କନସର୍ଣ୍ଣ ଆବାଉଟ୍ ଆୱାର ଫ୍ୟୁଚର ଜେନେରେସନ୍ସ। ୱି ସୁଡ୍ ୟୁଟିଲାଇଜ୍ the natural resources in such a way that that our future generation will have also enjoys that abundance of natural resources, and they will also continue to use in such a way that their future generation will also use it. So ସେଇଟା ହେଉଛି our common future, ଆମର ଭବିଷ୍ୟତ କେବଳ ନିଜର ନୁହେଁ। ଆମେ କାମ କରୁଛେ, ରୋଜଗାର କରୁଛେ, କେବଳ ମୋ ପାଇଁ କରୁନି, ମୁଁ କାହା ପାଇଁ କରୁଛି ନା ମୁଁ ମୋର ଭବିଷ୍ୟତ ପିଲାଙ୍କ ପାଇଁ କରୁଛି, ସେଇଟାକୁ ମୋତେ ଆଖି ଆଗରେ ରଖିବାର ଅଛି। ତମେ କ'ଣ ଖାଲି ଭାବୁଛ କି ତମେ କାମ କଲେ ଖାଲି ତମମାନଙ୍କ ପାଇଁ, ଆମେ କାହିଁକି ଘର ବାଡ଼ି ଟଙ୍କା ପଇସା ବ୍ୟାଙ୍କ ଟଙ୍କା ସେ କାହିଁକି ରହୁଛି, କ'ଣ ଖାଲି ଆମେ ପାଇଁ? No, it is not. We are securing all these things for our future generations. ତ ସେଇ ଜିନିଷଟାକୁ ଆମକୁ ଭାବିବାର ଅଛି। ଯଦି ଆମେ ଘରେ ଏଇ ଜିନିଷଟା କରୁଛେ ତାହେଲେ ବାହାରେ କାହିଁ କରିବାନି? ତ ପୃଥିବୀ କ'ଣ ଖାଲି ଆମ ପାଇଁ ହେଇଛି, ଆମ ଆଗାମୀ ପିଢ଼ିମାନଙ୍କୁ ମଧ୍ୟ ସେ ଜିନିଷଟାକୁ ବ୍ୟବହାର କରିବାର ଆବଶ୍ୟକତା ରହିଛି ବୋଲି ସେଥିରେ ସେ କହୁଛି। ରିଓ ଜେନେରୋ 1992ରେ ଏଥିରେ କ'ଣ ହେଲା ପିଲାମାନେ ଦେଖ, 20 years after the Stockholm Conference,
UN Conference on Environment and Development, popularly known as the Rio Earth Summit, এটা ପିଲାମାନେ ବହୁ ସମୟରେ ବିଭିନ୍ନ ପ୍ରକାର କମ୍ପିଟେଟିଭ୍ ଏକ୍ଜାମ୍ରେ ଆସେ ଷ୍ଟକହୋମ୍ କନଫରେନ୍ସ କେବେ ହେଇଥିଲା, ରିଓ ଆର୍ଥ ସମିଟ୍ କେବେ ହେଇଥିଲା, ଓକେ ଏଗୁଡ଼ା ବହୁ ସମୟରେ ପରୀକ୍ଷାରେ ଆସେ। ୱାଟର ପଲ୍ୟୁସନ୍ ବୋର୍ଡ଼ କେବେ, ଓକେ ଏୟାର ପଲ୍ୟୁସନ୍ ପାଇଁ କେବେ କ'ଣ ହେଇଥିଲା, ଯେଉଁ ଜେନେରାଲ୍ ନଲେଜ୍ ଇଏସ୍ ଜିକେ ଫିକେ ଏଥିରେ ବହୁତ ଗୁଡ଼ିଏ କ୍ୱେଶ୍ଚନ୍ ଆସେ। ସୋ ଅନ୍ ଦ୍ୟାଟ୍ ବେସିସ୍ ଅଲସୋ ଇଟ୍ ଇଜ୍ ଭେରି essential to remember all these things. Okay, ଏଥିରେ କ'ଣ କୁହାଯାଇଥିଲା ଯେ it was attended by over 100 heads of state and government, the highest ever attendance of international conference. ଏଥିରେ କ'ଣ କରାଗଲା? The Art Summit produced many legal instruments. The Rio Declaration on Environment and Development, like their predecessors, the Stockholm Declaration laid out the principles to guide the environmental protection and development activities. 1821 of voluminous document of 40 chapters contained the blueprint of action 21st century in a number of development related sectors. ये बहुत गुड़े पदक्षेप नेबा ପାଇଁ कि जो राष्ट्र माने जो जोग ଦେଇଥିଲେ ତାଙ୍କ ପାଇଁ ବିଭିନ୍ନ ପ୍ରକାର ଆକ୍ଟିଭିଟିସ୍ କରିବା ପାଇଁ କି ଏବଂ ପର୍ଯ୍ୟାବରଣ ବା ପରିବେଶ ସୁରକ୍ଷା ପାଇଁ କି ବିଭିନ୍ନ ପ୍ରକାର କାର୍ଯ୍ୟ କରିବା ପାଇଁ କି ମତବ୍ୟକ୍ତ କରିଥିଲା। ତାପରେ ରିଓ ପ୍ଲସ୍ 5 ରିଓ 1992 ହେଲା, ତାପରେ 1997 କ'ଣ କ'ଣ ହେଇଥିଲା, ରିଓ 10 2002ରେ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ କିଭଳି ଭାବରେ ନିଆଯାଇଥିଲା ସଷ୍ଟେନେବଲ୍ ଡେଭଲପମେଣ୍ଟ ପାଇଁ, ଜୋହାନ୍ସବର୍ଗ ନେସନ୍ସ ପାଇଁ। ତାପରେ ଆଉ କ'ଣ ହେଇଥିଲା, ଦି ୱାର୍ଲଡ ସମିଟ୍ for social development. The United Nations World Summit for Social Development was held in March 1995 at Copenhagen. এটা কি পিলাମାନେ Copenhagen Summit কেবে ହେଇଥିଲା, এটা important ଥିଲା, which brought people at the center of development. Government of different nations meet and discuss three core socio-economic issues that were essential for development: eradication of poverty, promotion of full employment, fostering social integration. ଏଥିରେ ପିଲାମାନେ ଯେଉଁ ୱାର୍ଲଡ ସମିଟ୍ ଫର୍ ସୋସିଆଲ ଡେଭଲପମେଣ୍ଟ ଯେଉଁ ହେଇଥିଲା, ସେଥିରେ ଏମାନେ କେବଳ ସୋସିଓ ଇକୋନୋମିକ୍ ଇସ୍ୟୁଜ୍ ଉପରେ ବିଶେଷ କରିକି ଧ୍ୟାନ ଦେଲେ। କେମିତି ପଭର୍ଟି ହଟେଇବ, ଏମ୍ପ୍ଲୟମେଣ୍ଟ ଜେନେରେସନ୍ ହେବ, ସମସ୍ତଙ୍କ ଭିତରେ କେମିତି ସମନ୍ୱୟ ଆସିବ, ଏସବୁ ଜିନିଷ ଉପରେ ବିଶେଷ ଭାବରେ ଗୁରୁତ୍ୱ ପ୍ରଦାନ କରାଗଲା। କିନ୍ତୁ ଏନ୍ଭାରମେଣ୍ଟ ଉପରେ ବିଶେଷ କିଛି ଗୁରୁତ୍ୱ ଦିଆଯାଇ ନଥିଲା। କିନ୍ତୁ କଥା ହେଉଛି ଯେ the international community has to cooperate politically for the cause of environmental protections. This involves other things. Local environmental protections are an key in state of the art environment technology and global environment character. देखो एथिरा हम ग्लोबल कोऑपरेशन कहवा ये होची विभिन्न प्रकार देश एମାନଙ୍କ ଭିତରେ ସମନ୍ୱୟ ରହିବାର ଆବଶ୍ୟକତା ରହିଛି। କାହିଁକିନା ଜଣେ ଚାହିଁଲେ କୋଉ ଜିନିଷ ଠିକ୍ ଭାବରେ କରିପାରିବ ନାହିଁ, ସେଥିପାଇଁ ସମସ୍ତଙ୍କର ଆବଶ୍ୟକତା ସମସ୍ତେ ମିଳି ମିଶିକି ବିଭିନ୍ନ ପ୍ରକାର କାର୍ଯ୍ୟ କରିପାରିବେ। ତା ଛଡ଼ା ଦେଖ କନଭେନସନ୍ wetland of international importance, especially as water flow habitat 1971 जो ପାଣିରେ ଯେଉଁ ସବୁ ବସୁଛନ୍ତି ଜୀବଜନ୍ତୁ ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ଆନ୍ତର୍ଜାତିକ ସ୍ତରରେ ମଧ୍ୟ କନଭେନସନ୍ କରାଯାଇଥାଏ। ତାଙ୍କର ସୁରକ୍ଷା ପାଇଁ କିଭଳି ଭାବରେ ପଦକ୍ଷେପ ଗ୍ରହଣ କରାଯାଇପାରିବ, ଏଇଟା ଟିକେ ଆମେ ଜଷ୍ଟ ଦେଖିବା ପ୍ରଦାନ କରିଦେଉଛି। ତାପରେ କନଭେନସନ୍ସ concerning the protections of all cultural and natural heritage 1970. Certain cultural and natural sites are such outstanding and universal values that irrespective of the countries in which they are located, they constitute a common heritage, the loss of which would be irreparable loss to mankind. And yet most are threatened by negative impact of overuse, population, unregulated tourism, development activities, etc. ପିଲାମାନେ କେତେବେଳେ ହେରିଟେଜ୍ କହିବାକୁ ଗଲେ ନ୍ୟାଚୁରାଲ୍ ହେରିଟେଜ୍ ବା ଯେଉଁ ତାକୁ କ'ଣ କହନ୍ତି, ଯେମିତି ଆମର ତାଜମହଲ ହେଲା କି ଲାଲକିଲ୍ଲା ହେଲା କି ଏଇସବୁ ଯେମିତି ଯେଉଁଗୁଡ଼ାକ ଆମର କିଛି ଗୋଟେ ପରମ୍ପରା ବହୁତ ପ୍ରାଚୀନ କାଳରୁ ମଧ୍ୟ ସେଗୁଡ଼ା ଅଛି ଏବଂ ଗୋଟେ ସମାଜ ପାଇଁକି ଦେଶ ପାଇଁକି ଗୋଟେ ଗର୍ବ ଗୌରବ କଥା। ତ ତା'ର ପ୍ରୋଟେକ୍ସନ୍ସ ପାଇଁ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି ଯେ ସେଇ ପୁରୁଣା କାଳିଆ ଜିନିଷଗୁଡ଼ାକୁ କିଭଳି ଭାବରେ ପ୍ରୋଟେକ୍ସନ୍ କରାଯାଇପାରିବ। ତ ସେଥିପାଇଁ ଯେମିତିକି ଟୁରିଜିମ୍ କ୍ଷେତ୍ରରେ ଆସିଛନ୍ତି ନଷ୍ଟ କଷ୍ଟ ନ ହେବ, ସେଥିପାଇଁ ବିଭିନ୍ନ ପ୍ରକାର ଯେଉଁ ହେରିଟେଜ୍ ଆମର ଅଛି ସେଇ ହେରିଟେଜ୍କୁ ପ୍ରୋଟେକ୍ସନ୍ କରିବା ପାଇଁ ମଧ୍ୟ ବିଭିନ୍ନ ପ୍ରକାର
এইଗୁଡ଼ା ହେଉଛି ପିଲାମାନେ ଦେଖନ୍ତି ୟାର ଯଦି ତାଜମହଲ କଥା କହୁଥିଲେ ବୁଦ୍ଧଙ୍କର କହୁଥିଲେ କି ଷ୍ଟାଚ୍ୟୁ ଅଫ୍ ଲିବର୍ଟି କି ଚାଇନାର ଗ୍ରେଟ୍ ୱାଲ୍ ଏଗୁଡ଼ା ବହୁତ ପୁରୁଣା କାଳ କିନ୍ତୁ ୟାକୁ କନଜରଭେସନ୍ କରିବାର ଆବଶ୍ୟକତା ରହିଛି କାହିଁକିନା ଏଇଟା କଲଚରାଲ ଦୃଷ୍ଟିକୋଣରୁ ଗୋଟେ ଦେଶର ଐତିହ୍ୟ ପରମ୍ପରା ଦୃଷ୍ଟିକୋଣରୁ ଏହାର ଇମ୍ପୋର୍ଟାନ୍ସ ଅଛି ତାକୁ କିଭଳି ଭାବରେ ପ୍ରୋଟେକ୍ସନ୍ କରାଯାଇପାରିବ ଯେମିତି ଏଇଟା ତ ଆମେ ଦେଖିଲେ ମାନେ ତିଆରି କରି ତାଠୁ ପୁରୁଣା ମଧ୍ୟ କେତେ ଗୁଡ଼ିଏ ଜିନିଷ ଅଛି ଯେଉଁଟାକର ପ୍ରୋଟେକ୍ସନ୍ସ କରିବାର ଆବଶ୍ୟକତା ରହିଛି ତାହା ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି Convention on International Trade in Endangered Species of Wild Fauna and Flora 1970 ଗୋଟେ ଜୀବଜନ୍ତୁ ଅଛନ୍ତି ଯେଉଁମାନେ ବିଲୁପ୍ତ ହୋଇଗଲେଣି କିନ୍ତୁ ସେମାନେ ବହୁତ ଭ୍ୟାଲୁଏବଲ୍ ସ୍ପେସିସ୍ ଏବଂ ସେଇମାନଙ୍କୁ ବିଭିନ୍ନ ପ୍ରକାର ଜିନିଷରେ ଆମେ ବ୍ୟବହାର କରୁ ଯେମିତି ଲେଦର ଗୁଡ୍ସ ହେଲା ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ ହେଲା ଜୁଏଲାରିଜ୍ ହେଲା ବା ମେଡ଼ିସିନ୍ସ ହେଲା କି ଡ୍ରଗ୍ସ ହେଲା ଏଥିରେ ବିଭିନ୍ନ ପ୍ରକାର ଜୀବଜନ୍ତୁମାନଙ୍କୁ ମଧ୍ୟ ଚୋରାଚାଲାଣ କରାଯାଏ ତ ସେଇମାନଙ୍କୁ ରୋକିବା ପାଇଁକି ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି ଯାହାଫଳରେ ସେଇ ସ୍ପେସିସ୍ ମାନେ ଯେମିତି ଇଷ୍ଟ୍ରିକ୍ଟ ହେବେନି ତାକୁ ଯେମିତି ପିଲାମାନେ ବଜ୍ରକର୍ତ୍ତା ତମେ ସବୁ ଜାଣିଥିବ ଯେ ବହୁତ ଗୁଡ଼ିଏ ଚୋରାଚାଲାଣ ହେଉଛି ବହୁତ ଲୋକ ଧରା ମଧ୍ୟ ହେଉଛନ୍ତି ଯେଉଁଟାକି ଇଷ୍ଟ୍ରିକ୍ଟ ହେବାକୁ ଲାଗିଲା ତ ସେମାନଙ୍କୁ କିଭଳି ଭାବରେ ସେ ଏନ୍‌ଜେଣ୍ଡର ସ୍ପେସିସ୍ ଯେମିତି କେତେ ଗୁଡ଼ିଏ କହିବ ଯେଉଁ ଆମର ସେ ଯେଉଁ କଇଁଛ ଗୋଟେ ଯେଉଁ ଅଛି ତାର ସୁରକ୍ଷା କରିବା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି ଏଇ କନଭେନସନ୍ ହିସାବରେ ସେମାନେ ଗ୍ରହଣ କରୁଛନ୍ତି The Convention on Conservation of Migratory Species of Wild Animals 1979. Migration of wild animal is a global phenomenon. Migratory animals includes terrestrial, avian or marine species, some of the more commonly known as one being antelopes, dolphins, turtles, bats. ये कौन कौन से कितने गुड़े अच्छे माइग्रेटरी बार्ड्स अच्छे तुम सब जानी थी वो चिल्ली करते हो शीत दिन को हजार हजार लक्ष लक्ष पक्षी आसती तो ସେଇ ପକ୍ଷୀ ଜୀବଜନ୍ତୁମାନଙ୍କୁ ଆହୁରି କେତେ କ'ଣ ଯେମିତି ଆଣ୍ଟିଲୋପ୍ ହେଲା ଡଲଫିନ୍ ହେଲା କଇଁଛ ହେଲା ଅଣ୍ଡା ଦେବାକୁ ଆସନ୍ତି ଗଭୀର ମାତ୍ରାରେ ତୁମେ ଆସନ୍ତି ବିଭିନ୍ନ ପ୍ରକାର ବାଦୁଡ଼ି ହେଲା ବାର୍ଡସ୍ ହେଲା ତ ଏମାନଙ୍କର ପ୍ରୋଟେକ୍ସନ୍ସ ପାଇଁ ମଧ୍ୟ କନଭେନସନ୍ କରାଯାଇଥିଲା ଏମାନଙ୍କୁ କିଭଳି ଭାବରେ ସୁରକ୍ଷା ମିଳିବ ସେଥିପାଇଁ କି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଥିଲା ଏଥିରେ ସବୁଗୁଡ଼ାକ ମେନସନ୍ ହେଇଛି ହାଇଲାଇଟେଡ୍ ବିକଜ୍ ତୁମେ ଏତିକି ଯଦି ତୁମେ ଜାଣିବ ବି ନୀତି ଯଦି ଏଥିରେ ମୁଁ ଯେଉଁଗୁଡ଼ା ହାଇଲାଇଟ୍ କରିଛି ସେଇଟା ଟିକେ ମନେ ରଖ ସେଇଗୁଡ଼ା ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଗୁଡ଼ାକ ତ ତୁମେ ଯଦି ସେତିକି ବି ଟିକେ ପଢ଼ିଦେବ ବି ୟୁ ୱିଲ୍ ହାଭ୍ ଦ୍ୟାଟ୍ ଅଣ୍ଡରଷ୍ଟାଣ୍ଡିଂ ଅନ୍ ଦ୍ୟାଟ୍ ଇସ୍ୟୁଜ୍ ଓକେ ଦେଖ ଏଠି ମାଇଗ୍ରେଟରୀ ବାର୍ଡସ୍ ଯେଉଁ କଥା ଆମେ କହୁଥିଲେ ଏମାନେ ବିଭିନ୍ନ ପ୍ରକାର ଦେଶରୁ ଆସନ୍ତି ଏ ଯେଉଁ ବିଭିନ୍ନ ପ୍ରକାର ପକ୍ଷୀ ଇଏ ସିଏ କଇଁଛ ହେଲା କି ବନ୍ୟଜନ୍ତୁ ହେଲା ଏଥିରେ ଦେଖା Vienna Convention for the Protection of Ozone Layer 1985 Montreal Protocol on Substances that deplete the ozone layer 19 ozone layer जो डिप्रेशन ହେଲା ତାକୁ କିଭଳି ଭାବରେ ସୁରକ୍ଷା କରିବା ପାଇଁ କି ମଧ୍ୟ ଆମର କନଭେନସନ୍ସ ମଧ୍ୟ ହେଇଥିଲା ଦେଖ the ozone layer found in the stratosphere between 10 to 50 kilometers above the ground provides protections from harmful effects of certain wavelengths of ultraviolet light from the sun, especially UVB. Increase the level of UVB radiations can result in increased incidence of skin cancer, suppressions of the immunity system, eye disorders such as cataracts, etc. ଓଜୋନ୍ ଲେୟର ଯେତେବେଳେ ଡିପ୍ଲିଟ୍ ହେଇଯିବ ବା କଣା ହେଇଯିବ ଛିଦ୍ର ହେଇଯିବ ସେତିକି ବେଳେ ସୂର୍ଯ୍ୟର ଅତିବାଇଗଣୀ ରଶ୍ମି ଅଲ୍ଟ୍ରାଭାୟୋଲେଟ୍ ଯେଉଁ ରଶ୍ମି ଅଛି ସେଇଗୁଡ଼ାକ ମଣିଷ ଦେହରେ ପଡ଼ିବ ସେଟା ପଡ଼ିଲା ପରେ କ'ଣ ହେବ ବିଭିନ୍ନ ପ୍ରକାର ରୋଗ ଆମର ହୁଏ ଯେମିତିକି ସ୍କିନ୍ କ୍ୟାନ୍ସର ହେଲା କି ଆଖିକି ଭଲ ଭାବରେ ନ ଦେଖାଯିବାର ହେଲା ବା ଆମର ଇମ୍ୟୁନିଟି ସିଷ୍ଟମ୍ ତ ସେଥିପାଇଁ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବିଭିନ୍ନ ପ୍ରକାର କମ୍ପିଟିସନ୍ କରାଯାଇକି ବିଭିନ୍ନ ରାଷ୍ଟ୍ରମାନଙ୍କୁ କୁହାଯାଇଛି ଯେ କି ପ୍ରକାର ମେଜର୍ସ ବା କି ପ୍ରକାର କାର୍ଯ୍ୟ କରିବା ଦରକାର ଯାହାଫଳରେ କି ସେଇ ଓଜୋନ୍ ଲେୟର ପୁଣି ଥରେ ମଡ଼ିଫାଏ ହେଇପାରିବ ବା ଆଉ ଏତେ ମାତ୍ରାରେ ଆଉ ଡିପ୍ରେସନ୍ ହେବନି ସେଥିପାଇଁ ବିଭିନ୍ନ ପ୍ରକାର ଭିଏନା କନଭେନସନ୍ରେ ମଧ୍ୟ ବିଭିନ୍ନ ପ୍ରକାର ରାଷ୍ଟ୍ରମାନଙ୍କ ଭିତରେ ସଚେତନ କରାଯାଇଥିଲା ଏବଂ ତାକୁ କିଭଳି ଭାବେ ଯେଉଁ ସୁରକ୍ଷା ଦିଆଯାଇପାରିବ ସେଥିପାଇଁ ମଧ୍ୟ କରାଯାଇଥିଲା ଏଥିରେ ସତ ମଣ୍ଟ୍ରିଆଲ୍ ପ୍ରୋଟୋକଲ୍ ସବଷ୍ଟାନ୍ସ 1987ରେ ମଧ୍ୟ ହେଇଥିଲା ଏଥିରେ ବି ଯେଉଁଗୁଡ଼ା ଡିସ୍କସନ୍ ହେଇଥିଲା ଦେଖ ପିଲାମାନେ ଇଣ୍ଟରନ୍ୟାସନାଲ୍ କନଭେନସନ୍ସ ଆଣ୍ଡ ଆଗ୍ରିମେଣ୍ଟ ଇଣ୍ଟରନ୍ୟାସନାଲ୍ ଲେଭେଲରେ କ'ଣ
କନଭେନସନ୍ସ ଅଫ୍ ଆଗ୍ରିମେଣ୍ଟ ହେଇଥିଲା ଯେ ଏ ପରିବେଶ ପାଇଁ ଯେମିତି ପ୍ରୋଟେକ୍ସନ୍ସ ଅଫ୍ ୱାର୍ଲଡ ହେରିଟେଜ ଯେମିତି କହିଲେ ତାଜମହଲ ହେଲା ଷ୍ଟାଚ୍ୟୁ ଅଫ୍ ୟୁନିଟି ବା ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଆମେରିକାରେ ଏଭଳି ଭାବରେ ବିଭିନ୍ନ ଜିନିଷ ଟ୍ରାନ୍ସ ବାଉଣ୍ଡରୀ ମୁଭମେଣ୍ଟ ହାଜେଡସ୍ ୱେଷ୍ଟ ଆଣ୍ଡ ଡିସ୍ପୋଜାଲ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଯେଉଁ ହାଜେଡସ୍ ୱେଷ୍ଟ ଯେଉଁ କଥା ଅଛି ତାକୁ ମଧ୍ୟ ଅଟକାଇବା ପାଇଁକି ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ସ ପାଇଁ ବାୟୋଡାଇଭର୍ସିଟି କନଜର୍ଭେସନ୍ସ ପାଇଁ ପ୍ରିଭେନ୍ସନ୍ସ ଅଫ୍ ଓଜୋନ୍ ଲେୟର ଡିପ୍ରେସନ୍ସ ପାଇଁ ୱେଟଲ୍ୟାଣ୍ଡ କନଜର୍ଭେସନ୍ସ ପାଇଁ ଏହି ସବୁ ଗୁଡ଼ାକ ପାଇଁ ଇଣ୍ଟରନ୍ୟାସନାଲ୍ ଲେଭେଲରେ ବିଭିନ୍ନ ପ୍ରକାର କନଭେନସନ୍ସ ଏବଂ ଆଗ୍ରିମେଣ୍ଟ କରାଯାଇଛି ଯାହାଫଳରେ କି ସମସ୍ତଙ୍କର ମିଳିତ ଏଫର୍ଟରେ ପରିବେଶ ସୁରକ୍ଷା କରାଯାଇପାରିବ ଯେଉଁଟାକି ମୁଁ ତୁମକୁ ଏଇଟା ଜଷ୍ଟ କହୁଥିଲି ସେଇଟା ଏଇଥିରେ ଦେଇଛି ଓକେ ଏଇଟା ହେଉଛି କ'ଣ ବେସିକ୍ କନଭେନସନ୍ କଣ୍ଟ୍ରୋଲ୍ ଅଫ୍ ଟ୍ରାନ୍ସ ବାଉଣ୍ଡରୀ ମୁଭମେଣ୍ଟ ଅଫ୍ ହାଜର୍ଡସ୍ ୱେଷ୍ଟ ଆଣ୍ଡ ଦ ଡିସ୍ପୋଜାଲ 1989 ଆଣ୍ଡ ଇଟ୍ସ ଲାଇବିଲିଟି ପ୍ରୋଟୋକଲ୍ ଏଥିରେ ମଧ୍ୟ କ'ଣ କ'ଣ ନିଆଯାଇଛି ସେଥିରେ ନିବେ ବୋଲି ନିଆଯାଇଛି କେମିତି ଆକୁ ଅଟକା ଯାଇପାରିବ ଆମ ଦେଶର ଯେଉଁ ପଲ୍ୟୁସନ୍ ଯେଉଁଟା ଅଛି ଆମେ ଆଉ ଗୋଟେ ଦେଶକୁ ଯଦି ନ ପଠାଇବା ତା ପାଇଁ ବିଭିନ୍ନ ପ୍ରକାର ପଦ୍ଧତି ଗ୍ରହଣ କରାଯାଇଛି the conventions on biological diversities. Biodiversity, the variable of life on Earth refers to wide variety of plants, animals, microorganisms. Though around 1.7 million species have been identified so far, it is estimated that there are actually 13 million species. The term biodiversity also incorporates the genetic differences within each species as well as the varieties of ecosystem. Biodiversity ମାନେ ଯଦି ଆମେ କହିବା ଯେ ବର୍ତ୍ତମାନ ସୁଦ୍ଧା 1.7 ମିଲିୟନ ବା 17 ଲକ୍ଷ 50,000 ସ୍ପେସିସ୍ ଆମେ ଜୀବଜନ୍ତୁ ଦେଖିଲେଣି ଜୀବଜନ୍ତୁ ଗଛ ଲତା ମାଇକ୍ରୋ ଅର୍ଗାନିଜମ୍ ଛୋଟ ଛୋଟ ଯେଉଁ ଅର୍ଗାନିଜମ୍ ମାନଙ୍କୁ ମଧ୍ୟ ଆମେ ପାଇଲେଣି ତ ବାସ୍ତବରେ ଏମାନଙ୍କ ସଂଖ୍ୟା ମଧ୍ୟ ଆହୁରି ଅଧିକ ଅଛି କୁହାଯାଉଛି 13 ମିଲିୟନ 1 ମିଲିୟନ ଇକ୍ୱାଲ୍ ଟୁ 10 ଲାଖ ତ ସେଥିରେ ହେଲେ 1.3 କରୋଡ଼ ସ୍ପେସିସ୍ ଜୀବଜନ୍ତୁ ବା ଯେଉଁ ଅଛନ୍ତି ମାଇକ୍ରୋ ଅର୍ଗାନିଜମ୍ ହେଲା ପ୍ଲାଣ୍ଟ ହେଲା ଏମାନଙ୍କର ଏତେ ମାତ୍ରାରେ ଅଛନ୍ତି ତ ତାକୁ କିଭଳି ପ୍ରୋଟେକ୍ଟ କରାଯାଇପାରିବ ସେଥିପାଇଁ କାହିଁକିନା ସେମାନଙ୍କର ଆବଶ୍ୟକତା ମଧ୍ୟ ଆମ ଇକୋସିଷ୍ଟମ୍ ଯେମିତି ଫର୍ ଏକ୍ଜାମ୍ପଲ୍ ଆମେ କହୁଛେ ଯେ ଗୋଟେ ଗାଈଟେ ମରିକି ପଡ଼ିଗଲା ମରିକି ପଡ଼ିଲା ପରେ ସେ ବହୁତ ଗୁଡ଼ିଏ ଗ୍ୟାସ୍ ହେବ ଯେଉଁଟାକି ସମ୍ପୂର୍ଣ୍ଣ ରୂପେ ପର୍ଯ୍ୟାବରଣ ପାଇଁ କ୍ଷତି କିନ୍ତୁ କେତେ ଗୁଡ଼ିଏ ମାଇକ୍ରୋ ଅର୍ଗାନିଜମ୍ ଅଛନ୍ତି ପୋକ ଅଛନ୍ତି କୀଟ ଅଛନ୍ତି ଯେଉଁଟାକି ତାକୁ ଖାଇକି ହଜମ କରିଦିଅନ୍ତି ଯାହାଫଳରେ ସେ ତାପରେ କିଛି ଦିନ ପରେ ମାଟିରେ ମିଶିଯିବ ତ ସେଥିପାଇଁ ସେମାନଙ୍କର ମଧ୍ୟ ଆବଶ୍ୟକତା ରହିଛି ରିଜୁମିନେଟ୍ କରିବା ପାଇଁକି ରିଫ୍ରେଶ୍ କରିବା ପାଇଁକି ଆମର ଆର୍ଥ ଆଟମୋସ୍ଫିୟରରେ ସମସ୍ତଙ୍କର ଏଥିରେ ଆବଶ୍ୟକତା ରହିଛି ତ ସେଥିପାଇଁ ଆମେ କହିବା ଯେ କେଉଁ ଜୀବଜନ୍ତୁର ଆବଶ୍ୟକତା ନାହିଁ ତାକୁ ସମ୍ପୂର୍ଣ୍ଣ ରୂପେ ହଟେଇ ଦେବା ବୋଲିକି ଓକେ ଇଣ୍ଟରନ୍ୟାସନାଲ୍ ଏଜେନ୍ସିଜ୍ କେଉଁମାନେ ଅଛନ୍ତି ଯେଉଁମାନେ କାମ କରୁଛନ୍ତି ପିଲାମାନେ ଦେଖ ନା ୟୁଏନ୍ଇପି ଇଣ୍ଟରନ୍ୟାସନାଲ୍ ଯେଉଁ ୟୁନାଇଟେଡ୍ ନେସନ୍ ଏନଭାରମେଣ୍ଟାଲ ପ୍ରୋଗ୍ରାମ ଷ୍ଟକହୋମ୍ କନଫରେନ୍ସ ପରେ ଏଇଟାକୁ ତିଆରି କରାଯାଇଥିଲା ସେଥିରେ କ'ଣ କୁହାଯାଇଛି ଯେ ଆମେ ସମସ୍ତେ ମିଳିମିଶିକି କିଭଳି ଭାବରେ ପରିବେଶର ପ୍ରୋଟେକ୍ସନ୍ସ କରିବା ତା ବିଷୟରେ ଡିସ୍କସନ୍ କରିବା ତାଛଡ଼ା କମିଶନ୍ ଅନ୍ ସଷ୍ଟେନେବଲ୍ ଡେଭଲପମେଣ୍ଟ ଦି UN Commission on Sustainable Development was set up 1992 as a follow-up mechanism to the Earth Summit. It is a functional commission of Economic and Social Council and is composed of 83 members elected for 3 year terms by the Economic and Social Council from amongst the EU member. ଏଇଥିରେ ଗୋଟେ କମିଶନ କରାଯାଏ ତ କମିଶନ ନାଁ ଥିଲା ସଷ୍ଟେନେବଲ୍ ଡେଭଲପମେଣ୍ଟ ଏମାନେ ବିଭିନ୍ନ ପ୍ରକାର ଯେଉଁଟାକି ଷ୍ଟକ୍ ପରେ ଆର୍ଥ ସମିଟ୍ ପରେ 1992 ପରେ ଯେଉଁ ବିଭିନ୍ନ ପ୍ରକାର ମେକାନିଜମ୍ ହେଇଥିଲା ସେଇଟା କିଭଳି ଭାବରେ କାମ କରିବେ ଏବଂ ସେମାନେ କେମିତି କାମ କରିବେ ତାପରେ ଗୋଟେ କମିଶନ ଗଠନ କରାଯାଇଥିଲା ଯିଏକି ବିଭିନ୍ନ ପ୍ରକାର ଯେଉଁ ଏଜେଣ୍ଡା 21 ଥିଲା ସେଗୁଡ଼ାକୁ ସବୁତକ ନ୍ୟାସନାଲ୍ ଲେଭେଲ୍ ରିଜନାଲ୍ ଲେଭେଲ୍ ଇଣ୍ଟରନ୍ୟାସନାଲ୍ ଲେଭେଲ୍ କେମିତି କାମ କରାଯାଇପାରିବ ତାପରେ ସେମାନେ ଗୁରୁତ୍ୱ ପ୍ରଦାନ କରିବେ ତାର ବିଭିନ୍ନ ପ୍ରକାର ସେକ୍ରେଟାରିଜ୍ ଅଛି ଗ୍ଲୋବାଲ୍ ଏନଭାରମେଣ୍ଟାଲ ଫ୍ୟାସିଲିଟିଜ୍ ମଧ୍ୟ ଅଛି ଏଇଥିରେ ସବୁଗୁଡ଼ାକ ଦେଖ କିଭଳି ଭାବରେ ସେମାନେ ସବୁ କାର୍ଯ୍ୟ କରୁଛନ୍ତି କେଉଁ ଏରିଆରେ ସେମାନେ କାମ କରୁଛନ୍ତି ତା ଛଡ଼ା ମଧ୍ୟ ଆହୁରି କେତେ ଗୁଡ଼ିଏ ଏଜେନ୍ସିଜ୍ ଅଛନ୍ତି ଯେଉଁମାନେ କି ଏନଭାରମେଣ୍ଟ ପାଇଁ କାମ କରୁଛନ୍ତି ଯେମିତିକି କହିବା ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜ
International Plant Protection Conventions, the Codex Alimentarius, the Office of Epizootics, ଏଇଭଳି ଭାବରେ ବିଭିନ୍ନ ପ୍ରକାର ଜିନିଷ ଅଛନ୍ତି ଯେଉଁମାନେ କି ଏନଭାୟରନମେଣ୍ଟ ପ୍ରୋଟେକ୍ସନ ପାଇଁ କାର୍ଯ୍ୟ କରୁଛନ୍ତି। ଆଉ କ'ଣ ଅଛି ନା ୱାର୍ଲଡ ଏନଭାୟରନମେଣ୍ଟାଲ ଅର୍ଗାନାଇଜେସନ୍ସ proposal for a new world environment organizations have been created from time to time. At Rio Plus 5 1997, a proposal was put forth for an improved cooperation among various environmental organizations in the short term and in the long term for the establishment of an umbrella organizations for the environment with United Nations environmental policies at its center କେତେ ଗୁଡ଼ିଏ ଏନଭାରମେଣ୍ଟାଲ ପାଇଁକି ମଧ୍ୟ ଯେଉଁ ପ୍ରପୋଜାଲ୍ ଦିଆଯାଇଥିଲା ତାଙ୍କ ଭିତରେ କିଭଳି ଭାବରେ କୋର୍ଡ଼ିନେଟ୍ କରାଯାଇପାରିବ ସର୍ଟ ଟର୍ମ ଲଙ୍ଗ୍ ଟର୍ମ ବେସିସ୍ରେ ସେଥିପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେବାର ଆବଶ୍ୟକତା ରହୁଛି। ତାପରେ କ'ଣ ରୋଡ୍ କ୍ଲୋଜ୍ ଟୁ ଗ୍ଲୋବାଲ୍ ଇନିସିଏଟିଭ୍ସ ମଧ୍ୟ କେତେବେଳେ ଯେମିତି ପିଲାମାନେ ଦେଖନ୍ତି ଅଲସୋ ପ୍ରୋବ୍ଲେମ୍ ରିଲେଟିଂ ଟୁ ଗ୍ଲୋବାଲ୍ କମନ୍ ocean, space, Antarctica. How are the global commons to be monitored and regulated? Being nobody properties may act as disincentive for protection. ଟିକେ ପୂର୍ବରୁ ଯେମିତି କହୁଥିଲେ ଯେତେବେଳେ ଗୋଟେ କମନ୍ ପ୍ରପର୍ଟିସ୍ ହେଇଯିବ ବା ସର୍ବସାଧାରଣଙ୍କ ସମ୍ପତ୍ତି ହେଇଯିବ ସେତେବେଳେ କୌଣସି ଲୋକ ବିଶେଷ ଭାବେ ଗୁରୁତ୍ୱ ଦେବେ ତାର ସୁରକ୍ଷା ପାଇଁ ହେଲା କି ତାକୁ କିଭଳି ଭାବରେ ଦାୟିତ୍ୱ ନେବେ ତା ପାଇଁ ବିଶେଷ ଭାବରେ ସେମାନେ ଗୁରୁତ୍ୱ ଦେବେ ନାହିଁ। ସେମିତି କେତେ ଗୁଡ଼ିଏ ଜିନିଷ ଅଛି ଯେଉଁଟାକି ଗ୍ଲୋବାଲ୍ କମନ୍ସ ସାରା ବିଶ୍ୱର ସମ୍ପତ୍ତି ଭଳିଆ ସେମାନେ ବ୍ୟବହାର କରନ୍ତି। ଯେମିତିକି ଓସିଆନ୍ ଆମର ଜଳପଥରୁ 15 କିଲୋମିଟର କି 20 କିଲୋମିଟର ପରେ ତାପରେ ଆନ୍ତର୍ଜାତିକ ସୀମା ଆସୁଛି ତ ସେଇଗୁଡ଼ାକ କୌଣସି ଦେଶ କଣ୍ଟ୍ରୋଲରେ ରହୁନି। ତାପରେ ସ୍ପେସ୍କୁ ଯେମିତି ଆମେ ସବୁ ଦେଖୁଥିବା ବର୍ତ୍ତମାନ ଯଦି 30-40 ବର୍ଷ ପୂର୍ବରୁ ଦେଖିବା ପୃଥିବୀଟା ପୁରା କ୍ଲିଅର ଦେଖାଯାଉଥିଲା। ଏବେ ଯଦି ଆମେ ମାନେ ବିଭିନ୍ନ ପ୍ରକାର ଫଟୋ ନେବା ପୃଥିବୀ ଚାରିପଟେ ସାମୁ ହେଇକି ବିଭିନ୍ନ ପ୍ରକାର ଯେଉଁ ସାଟେଲାଇଟ୍ ମାନେ ଖାଲି ଛଡ଼ା ହେଇଛି। ଗୋଟେ ବହୁତ ବଡ଼ ଗୋଟେ କହିବାକୁ ଗଲେ ଏତେ ମାତ୍ରାରେ ଅଳିଆ ଆବର୍ଜନା ଡେବ୍ରିସ୍ ହେଇଗଲାଣି ଯେ ବର୍ତ୍ତମାନ ପୃଥିବୀଟା ଫଟୋ ବି ଭଲ ଭାବରେ ଦେଖାଯାଉ ନାହିଁ। କ'ଣ ପାଇଁ ଏଇଟା ଗ୍ଲୋବାଲ୍ କମନ୍ ଯାହାର କୌଣସି ଲୋକଙ୍କର ନିର୍ଦ୍ଦିଷ୍ଟ ପ୍ରପର୍ଟି ନାହିଁ ବୋଲିକି ସେଇଟାକୁ ସମସ୍ତେ କୌଣସି ରାଷ୍ଟ୍ରର କଣ୍ଟ୍ରୋଲରେ ସେଇଟା ନାହିଁ ବୋଲିକି ସେଇଟା ବିଶେଷ ଭାବରେ କ୍ଷୟକ୍ଷତି ହେଉଛି କାହିଁକିନା ତାକୁ ରେଗୁଲେଟେଡ୍ କରିବାକୁ କେହି ନାହାନ୍ତି। ଆଣ୍ଟାର୍କଟିକା ଯଦି କଥା କହିବା ସେ ଯେଉଁ ପୋଲାର ଏରିଆସ୍ ତାର ମଧ୍ୟ କେହି ନିର୍ଦ୍ଦିଷ୍ଟ ମାଲିକ ନା ହକ୍ ତା ପାଖରେ ନାହିଁ ଯେଉଁଟା ବି ତାର ପ୍ରୋଟେକ୍ସନ୍ସ କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ମଧ୍ୟ କଷ୍ଟ ହୋଇଯାଉଛି। ସୋ ଏଥିରେ କ'ଣ ଦେଖିବାକୁ The international community today accord a high priority to environmental protection in their agenda. This is evident by the effort at various international conferences where political leaders from all over the world reiterated their concern over and support for any attempt at environmental protections. A large body of declaration and principles has also developed codified these intentions. Nations have gone further to undertake numerous legal obligations to ensure the protections of various sectors on environment. ପିଲାମାନେ ଦେଖ ବର୍ତ୍ତମାନ ଆନ୍ତର୍ଜାତିକ ସ୍ତରରେ ବର୍ତ୍ତମାନ ସବୁ ରାଷ୍ଟ୍ରମାନେ ଏଇ ଏନଭାରମେଣ୍ଟର ପ୍ରୋଟେକ୍ସନ୍ ପାଇଁ ବର୍ତ୍ତମାନ ଦେଖ ପିଲାମାନେ ତୁମେ ଯେତେ ଗୁଡ଼ା ରିସେଣ୍ଟ ଚିଠି ଦେଖୁଥିବ ଆଗ୍ରିମେଣ୍ଟ ଦେଖିଥିବ ସବୁ ଦେଶ କି ମଲ୍ଟିଲାଟରାଲ୍ ଆଗ୍ରିମେଣ୍ଟ ଦେଖୁଥିବ ସବୁ ଦେଶ କେଉଁଠି ନା କେଉଁଠି ଏନଭାରମେଣ୍ଟ ସୁରକ୍ଷା ପାଇଁକି ସେମାନେ ଗୋଟେ କ୍ଲଜ୍ ରଖିଥିବେ କାହିଁକିନା ସେମାନେ ଆସ୍ତେ ଆସ୍ତେ କ'ଣ ହେଲେନି ନା ଟିକେ ସଚେତନ ହେଲେନି ଏବଂ ସେମାନେ ସମସ୍ତେ ବାରମ୍ବାର ସେଟାକୁ ସୁନିଶ୍ଚିତ କରୁଛନ୍ତି ଯେ ଆମେ ସମସ୍ତେ ଏଇ ପ୍ରାକୃତିକ ପରିବେଶକୁ ସୁରକ୍ଷା କରିବା। ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର ତାଙ୍କ ଦେଶରେ ନୀତି ନିୟମ ଆଇନ କାନୁନରେ ମଧ୍ୟ ସେମାନେ ପରିବର୍ତ୍ତନ ଆଣୁଛନ୍ତି ଯାହାଫଳରେ କି ସେମାନେ ଫିଲ୍ କରୁଛନ୍ତି ଯେ ନା ପ୍ରକୃତି ବା ଯେଉଁ ପରିବେଶ ଅଛି ତାର ସୁରକ୍ଷା କରିବା ଦାୟିତ୍ୱ ତାକୁ ଯେମିତି ଆମେ ନଷ୍ଟ କରୁଛେ କିନ୍ତୁ ଯଦି ସେଇ ମାତ୍ରାରେ ନଷ୍ଟ କରିବା ତାହେଲେ ସମ୍ପୂର୍ଣ୍ଣ ରୂପେ ମାନବ ସଭ୍ୟତା ପାଇଁ କ୍ଷତିକାରକ ହେବ ପରିସ୍ଥିତିରେ ତାର ସୁରକ୍ଷା କରିବା ପାଇଁ ସେମାନେ ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି। ଲାଷ୍ଟ ଯଦି ଦେଖିବା ପିଲା ସିଭିଲ୍ ସୋସାଇଟି କମ୍ୟୁନିଟି ଇନିସିଏଟିଭ୍ସ କରୁଛନ୍ତି
सिविल सोसाइटी पिलाने कौन जानी जाओ ତାକୁ ଆମେ ମାନବ ସମାଜ କହୁଛୁ। ସିଭିଲ ସୋସାଇଟି ପିଲାମାନେ କି କହିପାରିବ? ମୁଁ ତ କହିବି। ପିଲାମାନେ ସିଭିଲ ସୋସାଇଟି ହେଉଛି କ'ଣ? ସିଭିଲ ସୋସାଇଟି ଅର୍ଗାନାଇଜେସନ୍ ହେଉଛନ୍ତି ଯେଉଁଗୁଡ଼ାକି ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ୍ସ। ସେକ୍ଟର୍ସ ଗୁଡ଼ାକ ହେଉଛନ୍ତି ସିଭିଲ ସୋସାଇଟି। ଫର୍ ଏକ୍ଜାମ୍ପଲ୍ ହେଉଛି ଯେତେ ଗୁଡ଼ିଏ ସବୁ NGOs ରହିଲେ, ପ୍ରେସ୍ ରହିଲେ, କି ଯେତେ ଗୁଡ଼ିଏ ଯେମିତିକି ବିଭିନ୍ନ ପ୍ରକାର ଆସୋସିଏସନ୍ ରହିଲେ, କି ନହେଲେ ବିଭିନ୍ନ ପ୍ରକାର ଗୋଷ୍ଠୀ ରହିଲେ, ବାଣିଜ୍ୟିକ ଗୋଷ୍ଠୀ ରହିଲେ, those are not coming under the government sectors, but they have certain impact on our societies and at the state at large. Civil society is ମାନବ ସମାଜ, ଯେଉଁଥିରେ କି ବହୁତ ଇଣ୍ଟେଲେକ୍ଚୁଆଲ ଲୋକମାନେ ରହିଲେ, ପରିବେଶବିତ ରହିଲେ, ପ୍ରେସ୍ ମାନେ ରହିଲେ, ବିଭିନ୍ନ ପ୍ରକାର ବିଜନେସ୍ ପର୍ସନ୍ ମାନେ ରହିଲେ, ଏ ସମସ୍ତଙ୍କର ସମସ୍ୟାକୁ ନେଇକି ସିଭିଲ ସୋସାଇଟି ଗଠନ ହେଇଛି। ତ ସେଇ ସିଭିଲ ସୋସାଇଟିର ଭୂମିକା ମଧ୍ୟ ଏ ପରିବେଶ ପାଇଁକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତ ସେ ସିଭିଲ ସୋସାଇଟି କ'ଣ କ'ଣ ଭୂମିକା ଗ୍ରହଣ କରୁଛି ଆମେ ଟିକେ ଦେଖିବା ପିଲାମାନେ। The conference emphasized the environment of civil society for sustainable development. According to chapter 23 of Agenda 21, critical to the effective implementations of the objective policies mechanism agreed by the government in all programs areas of Agenda 21 will be commitment and genuine involvement of all social groups. One of the fundamental prerequisites for the achievement of sustainable development is broad public participation in decision making. Furthermore, the need for the form of participation has emerged. ପିଲାମାନେ ସେ କ'ଣ କହୁଛି ଯେ 1992 ଯେଉଁ ରିଏଲ୍ ଯେ ଜାନୁଆରୀ ବା 8 ସମିଟ୍ ଯେଉଁଟା ଆମେ କହୁଛେ ସେତିକିବେଳେ ଏଜେଣ୍ଡା 21 କୁହାଯାଇଥିଲା ଯେ ଆକ୍ଚୁଆଲି ଆମେ ସଷ୍ଟେନେବଲ୍ ଡେଭଲପମେଣ୍ଟ ବା ଯେଉଁ ପରିବେଶ ସୁରକ୍ଷା କେବଳ ଦେଶ ଚାହିଁଲେ ହେବନି। ଦେଶ ଯେତେବେଳେ ମାକ୍ସିମମ୍ ସିଭିଲ ସୋସାଇଟିକୁ ସେଥିରେ ଇନଭଲ୍ଭ କରିବ, ପବ୍ଲିକ୍ ପାର୍ଟିସିପେସନ୍ କରେଇବ ଏବଂ ଲୋକମାନଙ୍କୁ ନୀତି ନିୟମ ନିଷ୍ପତ୍ତି ଗ୍ରହଣ କଲା ବେଳେ ସେମାନଙ୍କୁ ଇନଭଲ୍ଭ କରେଇବ, ତାହେଲେ ହିଁ ଆକ୍ଚୁଆଲି ପରିବେଶ ସୁରକ୍ଷା ଭଲ ଭାବରେ ହେଇପାରିବ। ଜେନେଭା 1998ରେ ମଧ୍ୟ ସେୟା କୁହାଗଲା, ତାପରେ ସେଟେଲ୍ 1919ରେ ବି ସେଇ ଜିନିଷ କୁହାଗଲା। ଦେଖ ପିଲାମାନେ ସିଭିଲ ସୋସାଇଟିର ଇନିସିଏଟିଭ୍ସ କ'ଣ? ଏମାନେ ହେଉଛନ୍ତି ସିଭିଲ ସୋସାଇଟିର ମେମ୍ବର୍ସ ଅଫ୍ ପ୍ରୋଟେଷ୍ଟ ଏଗେନ୍ଷ୍ଟ WTO ଇନ୍ ଜେନେଭା ଆଣ୍ଡ ସେଟେଲ୍ ରିସୋର୍ସେସ୍। ଏମାନେ ସବୁ ପ୍ରୋଟେଷ୍ଟ କେମିତି କରୁଥିଲେ, ଗ୍ଲୋବାଲକୁ ଇନଜଷ୍ଟିସ୍ କେମିତି କରାଯାଉଛି, ଏ ସବୁ ଜିନିଷ ସିଭିଲ ସୋସାଇଟି ମାନେ କିଭଳି ଭାବରେ ଇନିସିଏଟିଭ୍ ନେଇଛନ୍ତି। ଯେମିତିକି ଦେଖ, NGOs have an increasing presence in making and implementing environment policies and laws. NGOs can and do deploy important skill and resources in the process of environment protection. ଦେଖିବେ ପିଲାମାନେ ବହୁତ ଗୁଡ଼ିଏ ଯେତେବେଳେ ଏନଭାରମେଣ୍ଟ ନଷ୍ଟ ହେବାର ଥିବ, ବହୁତ ଗୁଡ଼ିଏ NGOs ମାନେ ଆସିକି ଆଗ ପ୍ରୋଟେଷ୍ଟ କରିବେ। ତମେ ସେ ଯେଉଁ ଆମର ଦେଖ ଯେଉଁ ପୋସ୍କୋ କେସ୍ରେ ଦେଖ, କି ନହେଲେ ଆମର ସେ ଯେଉଁ ଗନ୍ଧମାର୍ଦ୍ଦନ କେସ୍ରେ ଦେଖ, ବହୁତ ଗୁଡ଼ିଏ NGOs ମାନେ ସେଥିରେ ଇନଭଲ୍ଭ ହେଇଯାଇଥିଲେ। ଏବଂ ଇନଭଲ୍ଭ ହେଇକି ସେମାନେ ଯେଉଁ ଗ୍ରାମୀଣ ଲୋକମାନେ, ଯେଉଁ ଅଧିବାସୀମାନେ ଅଛନ୍ତି ତାଙ୍କ ସପୋର୍ଟରେ ଆସିଥିଲେ, ଯାହାଫଳରେ କି ପରିବେଶ ପ୍ରଦୂଷଣକୁ ରୋକାଯାଇଥିଲା। Okay. NGOs have played a role in negotiation, monitoring and implementation of environment laws and policies at all levels. In their effort to address the increasing complexities and severity of international environment problems, states have incorporated NGOs because their participation enhances their ability to regulate. ବେଳେବେଳେ ସରକାର ମଧ୍ୟ NGOs ମାନଙ୍କ ସହିତ ମିଳିମିଶିକି ବିଭିନ୍ନ ପ୍ରକାର ପ୍ରୋବ୍ଲେମକୁ ସମାଧାନ କରିବା ପାଇଁ ମଧ୍ୟ ଚେଷ୍ଟା କରିଥାଏ। ଏବଂ ଯେଉଁ NGOs କହିଲେ ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ୍ ମାନଙ୍କର ମଧ୍ୟ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରିବେଶର ସୁରକ୍ଷା କରିବା ପାଇଁ। ଦେଖ ପିଲାମାନେ NGOs ମାନେ ବିଭିନ୍ନ ପ୍ରକାର ପଦକ୍ଷେପ କେମିତି ପ୍ରକାର ନେଇଛନ୍ତି। ଗ୍ରୀନ୍ ପିସ୍ ଗୋଟେ ବହୁତ ଗୁଡ଼ିଏ ଅଛି NGOs ମାନେ ଅଛନ୍ତି। ଦେଖ, ଗ୍ରୀନ୍ ପିସ୍ ଆଣ୍ଡ ଇଣ୍ଟରନ୍ୟାସନାଲ NGO with an activist mindset has presence in 40 countries across the world. Its campaign include
those on climate change, forest, ocean, nuclear threat, toxic chemicals, sustainable trade, etc. Greenpeace uses research, lobbying, and diplomacy as well as high profile on the street events to draw the attention of environmental problems and to raise the level of quality of public debate. Greenpeace जो गोटे आंतर्जातिक स्तर गोटे एनजीओ से विभिन्न प्रकार एक्टिविस्ट कार्य कर एक्टिविस्ट माने जमती पूरापूरी आंदोलन କରିବାକୁ ସେ ବିଭିନ୍ନ ପ୍ରକାର ଆସନ୍ତି ଯେତେବେଳେ ପରିବେଶ ନଷ୍ଟ ହେବାର ଥିବ କ୍ଲାଇମେଟ୍ ଚେଞ୍ଜ ହେବାର ଥିବ କି କୌଣସି ପ୍ରକାର ଜିନିଷ ଆସିଥିବ ଯେଉଁଥିରେ ପର୍ଯ୍ୟାବରଣ ବା ପରିବେଶ ନଷ୍ଟ ହେବାର ଅଛି ତାକୁ ସେମାନେ ଜୋରସୋର ବିରୋଧ କରନ୍ତି ସେ ବିଭିନ୍ନ ପ୍ରକାର ଲୋକମାନଙ୍କ ସହିତ ଲବି କରନ୍ତି ଡିପ୍ଲୋମାମାନଙ୍କ ସହିତ କଥାବାର୍ତ୍ତା କରନ୍ତି ବିଭିନ୍ନ ରାସ୍ତାଘାଟରେ ବିଭିନ୍ନ ପ୍ରକାର ଷ୍ଟ୍ରିଟ୍ରେ ପ୍ଲେସ୍ କରିକି ମଧ୍ୟ ଲୋକମାନଙ୍କୁ ସଚେତନ ମଧ୍ୟ କରନ୍ତି ଦେଖ ଗ୍ରୀନ୍ ପିସ୍ର କ'ଣ ଅଛି ଇଟ୍ ଇଜ୍ ନଟ୍ ଇଜି ବିଙ୍ଗ୍ ଗ୍ରୀନ୍ ପିସ୍ Greenpeace କେତେବେଳେ ସେଭ୍ ଆୱାର ସିଜ୍ ସେ ନୋ ଟୁ ଜେନେଟିକ୍ ଇଞ୍ଜିନିୟରିଂ ଯେମିତି ଜେନେଟିକ୍ ଇଞ୍ଜିନିୟରିଂ କରିକି ଆଜିକାଲି ସବୁଗୁଡ଼ା ପ୍ରଡକ୍ସନ୍ କରାଯାଉଛି ଯଦି ଗାଈ ବେଶୀ ଉତ୍ପାଦନ ଦେଉଛି ବିଭିନ୍ନ ପ୍ରକାର ଯେଉଁ ଆମର ଯେଉଁ ଅଛି ଖାଦ୍ୟ ଶସ୍ୟ ଇଏ ସିଏ ବହୁତ ପ୍ରଡକ୍ସନ୍ ହେଉଛି କେମିତି ନା ଜେନେଟିକ୍ ଇଞ୍ଜିନିୟରିଂ କରିକି କରାଯାଉଛି ଛୋଟ ଗଛଟେ ଦିଅ ବହୁତ ଗୁଡ଼ିଏ କଦଳୀ ଫଳୁଥିବ ବିଭିନ୍ନ କଲର୍ ବାଲା ପନିପରିବା ମଧ୍ୟ ଆସୁଛି କେମିତି ହେଇପାରୁଛି ନା ଜେନେଟିକ୍ ଇଞ୍ଜିନିୟରିଂ କରିଦେଉଛନ୍ତି ବର୍ତ୍ତମାନ ଲୋକମାନେ ପ୍ରୋଟେକ୍ଟ ଆୱାର ଆନ୍ସିଏଣ୍ଟ ଫରେଷ୍ଟ କଥା ଶିଖାଉଛନ୍ତି ଷ୍ଟପ୍ ନ୍ୟୁକ୍ଲିୟର ଥ୍ରେଟ୍ ଷ୍ଟପ୍ କ୍ଲାଇମେଟ୍ ଚେଞ୍ଜ ଏଲିମିନେଟ୍ ଟକ୍ସିକ୍ କେମିକାଲ ଏଭଳି ଭାବରେ ସେମାନେ ବିଭିନ୍ନ ପ୍ରକାର ମତବ୍ୟକ୍ତ କରିଥାନ୍ତି କଣ୍ଟ୍ରି ଆମ ଦେଶ ଭିତରେ ସିଭିଲ୍ ସୋସାଇଟିର କ'ଣ କ'ଣ ଇନିସିଏଟିଭ୍ ଅଛି ବୋଲି ମାନେ ଦେଖ ଏଇଟା ଆମେ ପୂର୍ବ କ୍ଲାସ୍ରେ ମଧ୍ୟ ଆଲୋଚନା କରିଥିଲେ ନା ଦି ଚିପ୍କୋ ମୁଭମେଣ୍ଟ is one of the best known example of people's environment movement in India. This movement emerged in the heat of Uttar Pradesh in early 1970s at about the same time that the international community was recognizing environment protections as a high priority objective in the Stockholm Conference. ଚିପ୍କୋ ମୁଭମେଣ୍ଟର ପିଲାମାନେ ତୁମେ ସବୁ ଜାଣିଥିବ ମୁଁ ପୂର୍ବରୁ ବି ତୁମକୁ ଏଇଟାକୁ ଫଟୋ ମଧ୍ୟ ଦେଖାଇଥିଲି କିଭଳି ଭାବରେ ଆଗରୁ ଥିଲା ଉତ୍ତରପ୍ରଦେଶ ଏବେ ଉତ୍ତରାଖଣ୍ଡ ହେଇଯାଇଛି ସେ ଜାଗାରେ ବହୁତ ଗୁଡ଼ିଏ ଆସିଥିଲେ ଗଛ ଗୁଡ଼ାକୁ କାଟିକି ସେଇଠି ବିଭିନ୍ନ ପ୍ରକାର କମ୍ପାନୀ କଳକାରଖାନା ତିଆରି କରିବେ ବୋଲି କିନ୍ତୁ ସବୁ ଲୋକମାନେ ଏନ୍ଜିଓସ୍ ମାନଙ୍କ ପ୍ରରୋଚନାରେ ବା ମିଶିକି ସେମାନେ ସଂଗଠିତ ହୋଇଥିଲେ ଏବଂ ଗଛ ଗୁଡ଼ାକୁ ଜାବୁଡ଼ିକି ଧରିଥିଲେ ଯାହାଫଳରେ କି ଯେଉଁ ଲୋକମାନେ ଆସୁଥିଲେ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ପରିବେଶକୁ ନଷ୍ଟ କରିବାକୁ ସେମାନେ କରିପାରିଲେ ନାହିଁ ସେ କ'ଣ ମୁଁ ତୁମକୁ ପୂର୍ବ କ୍ଲାସ୍ରେ ସେଇଟାକୁ ଦେଖାଇଥିଲି ଫଟୋ ମଧ୍ୟ ଦେଖାଇଥିଲି ଗଛଟାକୁ ଥିବ ତା ଚାରିପଟକୁ ଏମିତି ଜାବୁଡ଼ିକି ଧରିବ ଯାହାଫଳରେ ଆସ ଆମେ ତ ଗଛକୁ ଧରୁଛୁ ତମେ ହାଣିପାରିବନି ଯାହାଫଳରେ କି ସେଇ ପ୍ରୋଟେଷ୍ଟ ଏମିତି ଥିଲା ସେ ଯେଉଁ ଜାଗା ଗଛ ଆଣିବାକୁ ଗଲେ ସବୁ ଲୋକମାନେ ଯାଇକି ସେ ଗଛକୁ ଘେରି କରିକି ଧରିଲେ ଏଇଟା ବି ବହୁତ ମାତ୍ରାରେ ସକ୍ସେସଫୁଲ୍ ହେଇଥିଲା ଯାହାଫଳରେ କି ସେଇ ଯେଉଁ ଉତ୍ତରାଖଣ୍ଡରେ ଯେଉଁ ଗଛ ହାଣୁଥିଲେ ତାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଇଥିଲେ ସେମିତି ମଧ୍ୟ ହେଇଥିଲା ଆହୁରି ହେଇଥିଲା ଦେଖ ଏଠି ୱାନ୍ ଅଫ୍ ଦ ଓଲ୍ଡେଷ୍ଟ ଏଜିଟେସନ୍ ଏଗେନ୍ଷ୍ଟ ଦି ଡ୍ୟାମ୍ is the against the Tehrik Jam in Bhagirathi River in Himalayan region. The Tehrik Virodhi Sangathan Samiti is led by famous Sikh Andolan leader Sundarlal Bahuguna. A similar protest was led by Chandi Prasad Bhatt against the Vishnuprayag Dam on Alkanan River. ବିଭିନ୍ନ ପ୍ରକାର ଡ୍ୟାମ୍ ପ୍ରୋଜେକ୍ଟ ମଧ୍ୟ ଏମାନେ ବନ୍ଦ କରିବା ପାଇଁ ଆଗକୁ ଆସିଥିଲେ ଏଇଭଳି ଭାବରେ ଦେଖ କୋଏଲ କାର ହାଇଡ୍ରୋଲିକ୍ ପାୱାର ପ୍ରୋଜେକ୍ଟ ମଧ୍ୟ ବିରୋଧ ସମ୍ପୂର୍ଣ୍ଣ ରୂପେ କରାଯାଇଥିଲା ସାଇଲେଣ୍ଟ ଭ୍ୟାଲି କେରଳରେ ତମେ ସବୁ ବହୁତ ଫେମସ୍ ଯେଉଁଗୁଡ଼ା ଫେମସ୍ ମୁଁ ସବୁଗୁଡ଼ା ହାଇଲାଇଟ୍ କରିଛି ତମେ ସବୁ ଦେଖିବ ମୋତେ ସାଇଲେଣ୍ଟ ଭ୍ୟାଲି ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରୋଜେକ୍ଟକୁ ମଧ୍ୟ କେରଳରେ ଜବରଦସ୍ତି କରିକି ବନ୍ଦ କରାଯାଇଥିଲା ଏଥିରେ କୁହାଯାଇଥିଲା ଯେ ସେଭ୍ ଦି ସାଇଲେଣ୍ଟ ଭ୍ୟାଲି ମୁଭମେଣ୍ଟ ଯେଉଁଟାକି ପପୁଲାର ପ୍ରୋଟେଷ୍ଟ ମଧ୍ୟ ହେଇଥିଲା ବନ୍ଦ ମଧ୍ୟ ହେଇଥିଲା ନର୍ମଦା ବଚାଓ ଆନ୍ଦୋଳନ ନର୍ମଦା ନଦୀକୁ ବଞ୍ଚାଇବା ପାଇଁ ମଧ୍ୟ ମେଧା ପାଟକରଙ୍କ ଦ୍ୱାରା ସେଇ କାର୍ଯ୍ୟ କରାଯାଇଥିଲା କିଭଳି ଭାବରେ ଡ୍ୟାମ୍ ନ କରାଯାଇକି ତା ଛଡ଼ା ଆହୁରି ମଧ୍ୟ ହେଇଥିଲା ଦେଖ ବେଟି ଡ୍ୟାମ୍ କର୍ଣ୍ଣାଟକରେ ମଧ୍ୟ ହେଇଥିଲା ଗଭର୍ଣ୍ଣମେଣ୍ଟର ବିଭିନ୍ନ ପ୍ରକାରକୁ ସେମାନେ ଅପୋଜ୍ କରିଥିଲେ ଯାହାଫଳରେ କି ଯଦି ଏଇ ଡ୍ୟାମ୍ ହେବ ତାହେଲେ ନିଶ୍ଚିତ ଭାବେ ପର୍ଯ୍ୟାବରଣ ପାଇଁ କ୍ଷତିକାରକ ହେବ
So the initiative the initiative aimed at environmental protections taken by the state at national, regional, and international levels are not sufficient to ensure the achievement of objective of environmental protections and sustainable development. A comprehensive survey of initiative towards environmental protections must include initiatives that spring directly from the grassroots level. Often these initiatives are actually in opposition to the state policies, indicating the relevance and encouraging enhanced participation in environmental law and policy making. Consulting the affected people from the very beginning enhances the legitimacy of policy decision. ଆମର କ'ଣ ହୁଏ ଯେ ବିଭିନ୍ନ ପ୍ରକାର ଯେତେବେଳେ ଧର ବର୍ତ୍ତମାନ ଗୋଟେ କୃଷକ ବିଲ୍ ଆସିଲା, କୃଷି ବିଲ୍ ଆସିଲା, ଆମେ ସବୁ ଜାଣିଛେ 3-4 ବର୍ଷ ପୂର୍ବରୁ କୃଷି ବିଲ୍ ଆସିଲା, ତାକୁ ଜୋରସୋର ଭାବରେ କୃଷକମାନେ ପଞ୍ଜାବ ରାଜ୍ୟର କୃଷକମାନେ ବିରୋଧ କଲେ, ଯାହାଫଳରେ ସରକାର ସେ ବିଲ୍ଟାକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ। ଏଥିରେ ଆମର ପଲିସିସ୍ କେଉଁମାନେ ତିଆରି କରୁଛନ୍ତି ନା ଯେଉଁ ନେତା ମନ୍ତ୍ରୀମାନେ ବିଧାନସଭା ବା ପାର୍ଲାମେଣ୍ଟକୁ ଯାଉଛନ୍ତି ସେମାନେ ଆଇନ ପ୍ରଣୟନ କରୁଛନ୍ତି, କିନ୍ତୁ ସେମାନଙ୍କର ଆକ୍ଟିଭ୍ ଇନଭଲଭମେଣ୍ଟ କିଛି ନାହିଁ। ଧର କୃଷକଟେ ସିଏ ହିଁ ଜାଣିଛି ଯେ ତା ପାଇଁ କେଉଁଟା ଠିକ୍ କେଉଁଟା ଭୁଲ, କେଉଁଠି କେତିକି ଚାଷ ହେଉଛି, ତାର କ'ଣ ଗଲେ କ'ଣ ସୁବିଧା ହେବ, କିନ୍ତୁ ଏମାନେ ଯେଉଁ ଡିସିସନ୍ ଲୋକମାନେ ଅଛନ୍ତି ସେମାନେ ଏସେମ୍ବଲିରେ ବସିବେ, ସେମାନେ ହିଁ ଡିସିସନ୍ ନେବେ। ମୁଁ ଡିସିସନ୍ ନେଇକି ତାପରେ କହିବେ ଏଇଟା ଏମିତି ହେବ, ସେମିତି ହେବ, ସେମିତି ହେବ, ଯେଉଁଟାକି ସମ୍ପୂର୍ଣ୍ଣ ରୂପେ ଭୁଲ କଥା। ଯଦି ଆମେ ସେ ଗ୍ରାସରୁଟ୍ ଲେଭେଲକୁ ଧର ଆମେ ଗୋଟେ ଯେମିତି ପୋସ୍କୋ କରିବା ବୋଲି କହୁଥିଲେ ଜଗତସିଂହପୁରରେ, କରିବା ସ୍ଥାନୀୟ ଲୋକମାନଙ୍କର ଇନଭଲଭମେଣ୍ଟ ବା ସେମାନଙ୍କର ଡିସିସନକୁ ସମ୍ମାନ ଦେବାର ଥିଲା, ସେମାନଙ୍କୁ ପଲିସି ମେକିଂ ପ୍ରୋସିଜିଓରରେ ଇନଭଲ୍ଭ କରିବାର ଥିଲା। ସେମାନଙ୍କ ମତାମତ ହିସାବରେ ଯଦି ଆମେ ସବୁ କାର୍ଯ୍ୟ କରିଥାନ୍ତେ ତାହେଲେ ସେମାନେ ଯିଏ ଆଫେକ୍ଟେଡ୍ ହେବେ ସେମାନଙ୍କୁ ଯଦି ଇନଭଲଭମେଣ୍ଟ କରିବା ତାହେଲେ ଏତେ ମାତ୍ରାରେ ତାଙ୍କ ଉପରେ ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଏଥିରେ ଆମେ ଯଦି କହିବା ଯେ ବିଭିନ୍ନ ପ୍ରକାର ଡେଭଲପମେଣ୍ଟାଲ ପଲିସି ରାଷ୍ଟ୍ର ଶବ୍ଦକ କରିଥାଏ, ଯେମିତି ମୁଁ କହିଲି ପ୍ରାକୃତିକ ସମ୍ବଳ ବିନିଯୋଗ କଲେ ହିଁ ତ ବନ୍ଦେ ମାତରମରେ ବହୁତ ଗୁଡ଼ିଏ ୱେବସାଇଟ୍ ପୁଣି ଅଛି, ତ ରାଷ୍ଟ୍ର କ'ଣ ଚାହୁଁଛି ସେଗୁଡ଼ା ସବୁ ଉତ୍ତୋଳନ କରିକି ଆଣିବ ଡେଭଲପମେଣ୍ଟ ଦରକାର। କିନ୍ତୁ ସେଥିରେ ଏନ୍ଜିଓସ୍ ମାନେ ଯେଉଁ ଅଛନ୍ତି ବା ସିଭିଲ୍ ସୋସାଇଟି ମେମ୍ବର୍ସ ମାନେ ଅଛନ୍ତି ତାକୁ ସମ୍ପୂର୍ଣ୍ଣ ରୂପେ ଅପୋଜ କରୁଛନ୍ତି। ତ ସେଇ କ୍ଷେତ୍ରରେ କ'ଣ କରାଯାଇପାରିବ, ସେତିକି ବେଳେ ସେ ଏନ୍ଜିଓସ୍ ମାନଙ୍କର ରୋଲ୍ ବହୁତ ଗୁରୁତ୍ୱପୂର୍ଣ୍ଣ। ସେମାନେ କୌଣସି ପ୍ରକାର ପ୍ରେସର ସରକାରଙ୍କର ପ୍ରେସର ଟାକ୍ଟିକ୍ସ ନ ପଡ଼ିକି ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେଇଯାଏ ପରିବେଶକୁ ସୁରକ୍ଷା ଦେବା। So these are the things we have discussed all about the different initiatives of regional, state and international level, and also the initiatives of civil societies. कार किसी डाउट अच्छे जदि पिले माने पचार, tomorrow will be the last class and I will share this PDF to you after this class. The class has already completed, but now I can send you. पिलाने समझते बुझी पाउछ तो ଆଜ୍ଞା I ସାର୍। will get, I want Yes, to sir. have a feedback. समझते पिले बुझी पाउछ तो ଆଜ୍ଞା ସାର୍। Yes, sir. ଆଉ कार किसी जदि क्वेश्चन अछि हमें क्वेश्चन आंसर सेशन करिवे। ଆଜ୍ଞା ସାର୍ ମୋର ଗୋଟେ କ୍ୱେଶ୍ଚିନ୍ ଥିଲା। हां पचार। ସାର୍ ଯୋଉ ଏନଜିଓ ମାନଙ୍କର ଫଣ୍ଡିଂରେ ଯୋଉ ମିସୟୁଜ୍ ବି ହଉଛି, unnecessary दीपू मते ଯାଇକି एक्चुअली सुबा जाने को टिके जोर से पचारि परिबो। ସାର୍ ମୁଁ କହୁଥିଲି କି ଯୋଉ ଏନଜିଓ ମାନଙ୍କର ଯୋଉ ଅନନେସେସାରୀ ଫଣ୍ଡିଂରେ ସେମାନେ ବି ମାନେ କିଛି କାମକୁ ଜାଣିଶୁଣି କରେଇ ଦଉନାହାନ୍ତି, ଏମିତି ବି ହଉଛି ସାର୍ ଏନଜିଓରେ। भेरी गुड आंसर, बहुत बहुत बढ़िया क्वेश्चन पचारला बिंदु। जे एनजीओस मानकर बेले बेले कोन होय से विभिन्न प्रकार प्रोजेक्ट को अटकेई थांती, राइट? ए क्वेश्चन तो ଆଜ୍ଞା ସାର୍। ଫରେନ୍ ଫଣ୍ଡିଂ ଯୋଉମାନେ ହଉଛି ସାର୍ ଡେଭଲପମେଣ୍ଟ ଦ୍ୱାରା एनजीओ माने कहूछ जे विभिन्न कोन करନ୍ତି ସେମାନେ ଅଟକାନ୍ତି, ସବୁ ବିଭିନ୍ନ ପ୍ରକାର କାମ ଗୁଡାକୁ ସେମାନେ ଅଟକାନ୍ତି ନାଇଁ, ଆଜ୍ଞା ସାର୍। ଯେ ସେମାନେ ଫରେନ୍ ଫଣ୍ଡିଂ ପାଇକି ସେମାନେ ବିଭିନ୍ନ ପ୍ରକାର ଡେଭଲପମେଣ୍ଟାଲ କାମ ଗୁଡାକୁ ଅଟକାନ୍ତି, ରାଇଟ? ଏ क्वेश्चन तो ଆଜ୍ଞା ସାର୍। ଆଜ୍ଞା हाँ ଆଜ୍ଞା ସାର୍। माने पिला हाँ 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 गुड गुड गुड। बहुत जगह पिला माने सेया हुए जे सेठिकार लोकल लोक मानकर इन्वॉल्वमेंट जतिकि बा इच्छा जतिकि न थाए सेतेरे एनजीओस माने जबरदस्ती पसिके ऊपर पसि सब काम गुडा भांडिया कर दियंती एवं सेथिरे फॉरेन कंट्रीज मानकर हाथ मध्य अछि।
ଯେମିତି ଧର ଫର ଏକ୍ସାମ୍ପଲ ପୋସ୍କୋ ଆସିଲା ସାଉଥ କୋରିଆର କିନ୍ତୁ ସେଇ ଫ୍ୟାକ୍ଟ୍ରି ଉପରେ ନଜର ଥିବ ଆମେରିକାର ସେଇ କଞ୍ଚାମାଲ ଉପରେ ତ ସିଏ କ'ଣ କରିବ ଯେ ବିଭିନ୍ନ ପ୍ରକାର ଏନଜିଓ ମାନଙ୍କୁ ଫଣ୍ଡ କରିବ କହିବ ଯେ ଏଇଟାକୁ ଅଟକାଅ ଯାହାଫଳରେ ସିଏ ଆଉ ଏଥିରେ ଇନଭଲ୍ଭ ହେଇପାରିବ ନାହିଁ ସେଥିରେ କ'ଣ ତାର ସେଇ କେସ୍କୁ କେମିତି କ'ଣ କରାଯିବା ଦରକାର ଆମେ ଠିକ୍ ଅଛି ପିଲାମାନେ ସେଇ ତ ଠିକ୍ କଥା ସେମାନେ କରନ୍ତି କିନ୍ତୁ କଥା ହେଉଛି ଯେ ସେ ଏନଜିଓ ମାନେ ଯେଉଁ ପ୍ରୋଟେଷ୍ଟ କରନ୍ତି ବି ଯେମିତି ମୁଁ ଟିକେ ପୂର୍ବରୁ ଆମେ କହୁଥିଲେ ଯେ ଆମର ବିକାଶ ଦରକାର ଅଛି नो डाउट विकास दरकार अच्छे प्राकृतिक संपद को आम जिते उत्तोलन करिकी तार व्यवहार करबा आम आमर विकास से मात्रा करें किंतु कथा होची प्राकृतिक संपद जिते उत्तोलन करबा ताले परिवेश नष्ट होनी कि कौन गोटे आम केवल डेवलपमेंट करने गोटे मात्र रास्ता जे प्राकृतिक संपद जहाँ अच्छे नष्ट नष्ट करदेबा ठीक अच्छे आम किटा समय पे विकास करें जमी मुझे जी प्राकृतिक संबल आम पाखे तेल अच्छी नेचुरल गैसेस अच्छी जो मत व्यवहार करें 35 वर्ष भितर सर बर्तमान ठीक अच्छे आम तार सब बाहर करदे ये से करदे छाड़दे कि परवर्ती समय से जिन तो सरी जा आउ तो बाहर थे कहीं एड़ा तो रिन्यूएबल रिसोर्सेस नुह ना थे आम आने व्यवहार करदे सरीगला तो से केस कौन नो डाउट एनजीओस माने तुम ठीक कथा कहल जे एनजीओस मानकर बेले बेले रोल अच्छी से भी विभिन्न प्रकार पैसा पत्र नहीं कि कर दिखती किंतु कथा होची बेले बेले से हम भल पे भी करछंती हम कोठी ना कोठी जदि आम विभिन्न प्रकार रिवर रे डैम करबा कि प्राकृतिक जो संपद गुडा को जदि एक्सप्लॉइट करके आनिबा तो कोठी ना कोठी तो प्रकृति ही नष्ट होउची तो से प्रकृति की नष्ट करने को जदि से यही कम कर भी वेलकम से कोठी ना कोठी आम कहू कथार अच्छी ब्लेसिंग इन डिस्गाइज्ड जे जदि आम आशीर्वाद गोटे विभिन्न दृष्टिकोण पाइपर ठीक अच्छे आम जदि से जिनसा को व्यवहार न करवा डेवलपमेंट करने अलग बाट अच्छी किंतु आम कौ टाइप डेवलपमेंट चाहूचे आम चाहूचे जहाँ अच्छे देख पे मैंने बर्तमान आम ओडिशा रे जिते सब खनि अच्छी जिते सब खनि अच्छी सब गुड़ा कौन प्रोडक्शन आम देश आम सब कंचा माल गुड़ा आणुचे कौटी इंग्लैंड को कौटी जापान को कौटी अमेरिका को बिक्री कर दोचे बट वी आर नॉट यूजिंग दैट नेचुरल रिसोर्सेस एंड वी आर नॉट preparing the finished good within our countries. Why? Because we do not have that resources, we do not have that technology. That's why it is a easier method to send all sorts of raw material to the foreign countries and bring a very tiny amount of money. तो सेटा केते दूर जस्टिफाई करूची आम पाखे बहुत गुड़े प्राकृतिक संपद अच्छी किंतु आम ताको कौन करछे बहुत सस्ता दाम जमी आम आमर जो जमी गोटे छुंची आम किणवा टंके 2 टଙ୍କା देके किणिया गोटे केजी लुहारे एक 50 खंडे 100टा खंडे छुंची हो किंतु आम कौन करुचे जो लुहा पत्थर गुड़ाक बिक्री करुचे 50 पैसा 40 पैसा टंकाटे लाखी करके बिक्री करुचे तो सेतिक बेले केते असुविधा होचे आम परिवेश रो आम जदि से गुड़ा को आम देश में प्रोडक्शन करते तो भल होता किंतु आम कौन करुचे किछिटा अर्थनैतिक सुविधा पाई विभिन्न राजनेता माने से इनवल्व रोचन से निजर बेनिफिट को अधिक गुरुत्व दौरान जदि बा एमाने ताकू प्रोटेस्ट करने को मना कर विभिन्न प्रकार फंडिंग करके अपोज कर तथापि इट इज ओके से प्रोटेस्ट कर पर्यावरण ताकि सुरक्षा हो पारे तथापि आम से वेलकम कर आवश्यकता रही ठीक ना भूल आज्ञा सर से कथा तो सब जगह जमी आम कह विकास अच्छी प्रतिरोध अच्छी दीटा जाक को आम एडजस्ट करके आगे जीवार आवश्यकता रही ओके दैट्स ऑल आज्ञा सर दैट्स ऑल थैंक यू मीट यू टुमारो हैव अ गुड डे थैंक यू सर थैंक यू